ॐ ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश श्रीरूपं सद्वजातं सहगणरघुनाथान्वितं तं सजीवम् साद्वैतं सारभूतं परिजनसहितं कृष्णचैतन्यदेवम् श्रीराधा कृष्णपादान् सहगणा ललिता श्रीविशाखान्वितांश्च। नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवी गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। वेदे रामायणश्चैव पुराणे भारतस्तथा आदौ सन्ति च मध्ये च हरिः सर्वत्र लीयते। मूकं करोति वाचालं पङ्गुं लङ्घयते यत्कृपास्तमहं वन्दे शिवरो दिनतारिणे। परमानन्दमाधव त्वमादिदेवं करुणानिधानं त्वमालवन्नं श्वेतावतारम् अपार संसार समुद्रसेतो भजामहे भागवतस्वरूपम् भजामहे भागवतस्वरूपम् भजामहे भागवतस्वरूपम्। ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। हरे कृष्ण। आज द्वितीय सन्ध्यारे पुणी थे आपम ग्रंथर श्रीकृष्ण इतिहास पक्ष भरी भरी धन्यवाद ज्ञापन करुच्ची। तेज गत 2 दिन धरी आम जहाँ आस्वादन करें चुंबक स्मरण कर कथा को आस्वादन करने प्रयास करवा। भगवान कपिलदेव किभली ये जगत में अवतीर्ण होते से विषय आम श्रवण करते तथा भगवान कपिलदेव निकट में माँ देवहूति किभली जिज्ञासा करते से विषय में श्रवण करते। माँ कहीं जिज्ञासा जिज्ञासा कर जीवर वास्तविक कल्याण निमंते जीवर कल्याण किभली हम समस्ते निजर कल्याण ही चाहती। माँ मत जिज्ञासा कर जीवर कल्याण कि से कल्याण किभली हम से प्रश्न पचार जदि सबकि श्रवण कले
ସୃଷ୍ଟିର ଆରମ୍ଭରୁ କିଭଳି ସୃଷ୍ଟି ହେଇଛି, ଗୁଣମାନଙ୍କର କିଭଳି ପ୍ରଭାବ ରହିଛି, ମହତ୍ତତ୍ଵ କଣ, ପୁରୁଷ କିଏ, ପ୍ରକୃତି କଣ, ଯୋଗମାନଙ୍କ ବିଷୟରେ ସବୁ ଶୁଣିଲେ, ଅଷ୍ଟାଙ୍ଗ ଯୋଗ ଆଦି ସମସ୍ତ କଥା ଶ୍ରବଣ କଲେ। ଶ୍ରବଣ କରିଲା ପରେ 3ଟି ପ୍ରଶ୍ନ ପଚାରିଥିଲେ। ନିଶ୍ଚିତ ସ୍ମରଣ ଥିବ ସେ 3ଟି ପ୍ରଶ୍ନ। ତେବେ ମୁଁ କହିଦେଉଛି 3ଟି ପ୍ରଶ୍ନ କଣ ଥିଲେ। ପ୍ରଥମ ପ୍ରଶ୍ନ ଥିଲେ ଭକ୍ତି ଯୋଗ ବିଷୟରେ କୁହନ୍ତୁ। ଯଥା ସଂଖ୍ୟେଷୁ କଥିତଂ ଜନ୍ମୂଳଂ ତତ୍ପ୍ରଚକ୍ଷତେ ଭକ୍ତି ଯୋଗସ୍ୟ ମାର୍ଗଂ ବ୍ରୂହି ବିସ୍ତାରତଃ ପ୍ରଭୁ। ହେ ପ୍ରଭୁ, ଭକ୍ତି ଯୋଗର ମାର୍ଗ ବିଷୟରେ ମୋତେ ବୁଝେଇକି କୁହନ୍ତୁ। କିଭଳି? ବିସ୍ତାର ବୁଝେଇକି କୁହନ୍ତୁ। ଏ ଯେ 3ଟି ପ୍ରଶ୍ନ ପଚାରିଛନ୍ତି, ଏ 3ଟି ପ୍ରଶ୍ନ ପରସ୍ପର ସହିତ ସମ୍ବନ୍ଧିତ। କିଭଳି ସମ୍ବନ୍ଧିତ ଆପଣ ଶୁଣିଲେ ହିଁ ବୁଝିପାରିବେ। ପଚାରି ମୋତେ ଭକ୍ତି ବିଷୟରେ ବୁଝେଇକି କୁହନ୍ତୁ। ଦ୍ୱିତୀୟ ପ୍ରଶ୍ନ କଣ ଥିଲା? ବିରାଗ ଜନ ପୁରୁଷ ଭଗବାନ ସର୍ବତ ଭାବେ ଆଚକ୍ଷ ଜୀବଲୋକସ୍ୟ ବିବିଧା ମମ ସଂସ୍କୃତି। ବିରାଗ ଯେନ ପୁରୁଷ ଭଗବାନ ସର୍ବତ ଭାବେ, ହେ ଭଗବାନ, ଯେମିତି ବ୍ୟକ୍ତିର এই ଜଗତ ପ୍ରତି ଯୋଉ ଆସକ୍ତି ରହିଛି, ସେ ଆସକ୍ତି କଟି ସେ କିଭଳି ଅନାସକ୍ତ ସ୍ୱରୂପ ଆସିବ, ବୈରାଗ୍ୟ ବିଷୟରେ ମତେ ବୁଝେଇକି କୁହନ୍ତୁ। ସେ ବୈରାଗ୍ୟ କଣ, କିଭଳି? ଯେମିତି ବ୍ୟକ୍ତିର ବୈରାଗ୍ୟ ଆସିବ ସେ କଥା କୁହନ୍ତୁ। ଏ ବହୁ ବଡ଼ ପ୍ରଶ୍ନ। ବୈରାଗ୍ୟ ବିଷୟରେ ବୁଝେଇକି କୁହନ୍ତୁ। ଏବଂ ବୈରାଗ୍ୟ କେମିତି ଆସିବ? ହଠାତ୍ କଣ ବୈରାଗ୍ୟ ଆସିଯାଏ ନା। ସେଇଥିପାଇଁ କହିଲେ ଜୀବର এই ସଂସାର ଚକ୍ରରେ ଭ୍ରମ ଅବସ୍ଥାରେ, ପ୍ରତ୍ୟେକ ଅବସ୍ଥାରେ ସେ କିଭଳି କ୍ଲେଶ ପାଉଛି ସେଟା ବୁଝେଇକି କୁହନ୍ତୁ। ଆଚକ୍ଷ ଜୀବଲୋକସ୍ୟ ବିବିଧା ମମ ସଂସ୍କୃତି। ମୋ ପାଖରେ ସେ କଥାକୁ ଆପଣ ବ୍ୟକ୍ତ କରନ୍ତୁ। ସଂସ୍କୃତି ସଂସାର ଚକ୍ରରେ ଜୀବ ଭ୍ରମଣ କରିବା ଅବସ୍ଥାରେ କିଭଳି ସେ ସମସ୍ୟାର ସମ୍ମୁଖୀନ ହେଇଯାଉଛି, ଦୁଃଖ ପ୍ରାପ୍ତ ହେଇଯାଉଛି, ସେ ସଂସାର ଚକ୍ରଟାକୁ ବୁଝେଇକି କୁହନ୍ତୁ। ଦ୍ୱିତୀୟ ପ୍ରଶ୍ନ। ତୃତୀୟ ପ୍ରଶ୍ନ କଣ? ତୃତୀୟ ପ୍ରଶ୍ନ ଥିଲା କାଳସ୍ୟ ଈଶ୍ୱର ରୂପସ୍ୟ ପରେଶାଂ চ ପ୍ରସ୍ୟତେ ସ୍ୱରୂପଂ ବଦ କୁର୍ବନ୍ତି ଯଦ୍ଭେଦ କୁଶଳଂ ଜନା। କାଳସ୍ୟ ଈଶ୍ୱର ରୂପସ୍ୟ। କାଳ ହେଉଛନ୍ତି ଈଶ୍ୱରଙ୍କ ରୂପ, ଭଗବାନଙ୍କ ରୂପ। ଭଗବାନଙ୍କର ପ୍ରତିନିଧି ହେଉଛନ୍ତି କାଳ। ତେଣୁ ସେ କାଳ ବିଷୟରେ ବୁଝେଇକି କୁହନ୍ତୁ। ସେଟା ରଖିବ, ଦୂରରେ ରଖିବ, ବୁଝିବ ନା। ତେଣୁ କାଳସ୍ୟ ଈଶ୍ୱର ରୂପସ୍ୟ, ଭଗବାନଙ୍କର ପ୍ରତିନିଧି ରୂପେ କାଳ, ସେ କାହାକୁ ଛାଡ଼ିବେ। ତେଣୁ କାଳ ବିଷୟରେ ବୁଝେଇ କୁହନ୍ତୁ। ଯେଉଁ କାଳକୁ ଭୟ କରି ଯେଉଁମାନେ ବୁଦ୍ଧିମାନ, ସେମାନେ ଜୀବନକୁ ସଫଳ କରିବା ପାଇଁ ସମୟର ସଦ୍ବ୍ୟବହାର କରିଥାନ୍ତି। ଆମେ ସମୟର ସଦ୍ବ୍ୟବହାର କରୁଛେ କି ଅସଦ୍ବ୍ୟବହାର କରୁଛେ ସେଟା ଆମେ ନିଜେ ଜାଣିପାରିବାନି। ଯଦି ଭାଗବତଙ୍କୁ ଆସ୍ୱାଦନ କରିବା, ଭଗବାନଙ୍କର ବାଣୀକୁ ଯଦି ଆମେ ଶ୍ରବଣ ନ କରିବା, ସ୍ମରଣ ନ କରିବା, ଆମର ସମୟ କେମିତି ବିତୁଛି ଆମେ କେହି ଜାଣିପାରିବାନି। କି କଣ ନା, ଆମେ ସବୁ ସଂସାର କାର୍ଯ୍ୟରେ ସମୟ ବିତଉଛୁ ନା। ଏଇ ଯୋଉ ସଂସାର କାର୍ଯ୍ୟରେ ସମୟଟା ବିତଉଛନ୍ତି, ସେଟା ଯଥାର୍ଥ ସମୟର ଯଥାର୍ଥ ବ୍ୟବହାର ହଉଛି କି ନା, ସେଟା ଆମେ ନିଜ ବୁଦ୍ଧିରେ ବୁଝିପାରିବାନି। ଭଗବାନ ବୁଝିପାରିବେ, ଭଗବାନ ହିଁ ବୁଝିଛନ୍ତି। ସମସ୍ତ ବୈଦିକ ଶାସ୍ତ୍ରର ସେ ହେଉଛି ସିଦ୍ଧାନ୍ତ ଯେ ଆମ ସମୟକୁ କେମିତି ଆମେ ବ୍ୟବହାର କରୁଛେ। ସେ କାଳର ସଠିକ ବ୍ୟବହାର ଆମେ କରୁଛେ କି ନାହିଁ। କାଳ କାହାକୁ ଛାଡ଼ିନି। କାଲି ଆମେ ଶୁଣିଥିଲେ କାଳର ସ୍ୱରୂପ ବିଷୟରେ ବୁଝୁଥିଲେ ନା। ନ ଚସ୍ୟ କଶ୍ଚିତ୍ ଦୈତବୋ ନ ଦେଶ୍ୟ ନ ବାନ୍ଧବ ଆବିଶସ୍ୟ ପ୍ରମତ୍ତୌ ଭ୍ରମତ୍ୱଂ ଜନମନ୍ତ ପୁରଃ। ଶୁଣିଥିଲେ କାଳର କେହି ବନ୍ଧୁବାନ୍ଧବ ନାହାନ୍ତି। କାଳ କାହାକୁ ଦେଶ କରେ ନା, କାଳ କାହାକୁ ଶତ୍ରୁର ବିଚାର କରେ ନା। କିନ୍ତୁ ଯେଉଁମାନେ କାଳର ସଠିକ ବ୍ୟବହାର କରନ୍ତି ନାହିଁ, ଯେଉଁମାନେ ସଂସାର ସକ୍ତ ବ୍ୟକ୍ତି, ସଂସାର ଭୋଗରେ ଯେଉଁମାନେ ପ୍ରବଣତା ବଜାୟ ରଖିଛନ୍ତି, ବିଷୟାସକ୍ତ ବ୍ୟକ୍ତି, ସେମାନଙ୍କ ନିକଟରେ କାଳ ଅପ୍ରମତ୍ତ ସଂହାର ଦେଇ ଆସି ପହଞ୍ଚିଥାଏ। ତେଣୁ এই କାଳ ବିଷୟରେ ସେ ଜାଣିବା ପାଇଁ ଚାହୁଁଛନ୍ତି। ତେଣୁ এই ଯୋଉ 3ଟି ପ୍ରଶ୍ନ, ଏ 3ଟି ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ 3ଟି ପ୍ରଶ୍ନ ସମ୍ବନ୍ଧିତ। କେମିତି ସମ୍ବନ୍ଧିତ? ପ୍ରଶ୍ନ ଆସିପାରେ କେମିତି ସମ୍ବନ୍ଧିତ? ଏ 3ଟି ପ୍ରଶ୍ନ ପରସ୍ପର କେମିତି ସମ୍ବନ୍ଧ ରହିଛି। କାରଣ ମୁଖ୍ୟ ଜାଣିବା ବିଷୟ କଣ? ପ୍ରଥମେ ଏହା ପଚାରିଲେ ମୁଖ୍ୟ ପ୍ରତିପାଦ୍ୟ ବିଷୟ ହେଉଛନ୍ତି ଭଗବାନଙ୍କର ଭକ୍ତି।
দেখাতে চিন্তা করেন খালি শেষ আরম্ভ করে এই সময়টা কলে করবে আরম্ভ শেষ করা যায় এবার কলে না তুমি শুনতে না ମୁଁ କହିପାରିବି ନା ସମସ୍ୟା ଛାଡ଼ କ'ଣ କରିଦେବ ବର୍ତ୍ତମାନ ଶୁଣ କ'ଣ କହୁଥିଲି ତିନୋଟି ପ୍ରଶ୍ନ ଭିତରେ କିଭଳି ସମ୍ବନ୍ଧ ରହିଛି ସମ୍ବନ୍ଧ କିଭଳି ରହିଛି ପ୍ରକୃତ ମୁଖ୍ୟ ପ୍ରଶ୍ନ କ'ଣ ମୁଖ୍ୟ ହେଉଛି ଭକ୍ତି ସଂସାରରେ ଯେତେ ଯୋଗ ରହିଛି ସବୁର ସାର ବସ୍ତୁ ହେଉଛି ଭକ୍ତି ଭଗବାନଙ୍କର ଭକ୍ତି କରିବା କିଏ କହିଲେ ନା ଗୀତା ତ ଭଗବାନ କର୍ମ କଥା ବି କହିଛନ୍ତି ଜ୍ଞାନ କଥା କହିଛନ୍ତି ଯୋଗ କଥା କହିଛନ୍ତି ହଁ ସବୁ କହିଛନ୍ତି କିନ୍ତୁ କହିଲେ ସାର ବସ୍ତୁ କ'ଣ ସାର ବସ୍ତୁ ହେଉଛି ସବୁ କଥା କହି 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 ଶେଷରେ କ'ଣ କହିଲେ ଶେଷରେ ତ କହିଲେ ସର୍ବଧର୍ମାନନ୍ତ ଯେ ମାନବତାର ଶରଣ ମାନେ ସେ କର୍ମ ଯୋଗ ଜ୍ଞାନ ସବୁ ଛାଡ଼ିକି ମୋ ଶରଣ ବାସ ତାମାନେ ଶେଷରେ ଯୋଉଟା କହିଛନ୍ତି ସେଟା ତ ଶ୍ରେଷ୍ଠ ନା ତେଣୁ ସେ ଭକ୍ତି ହେଉଛି ସାର ତେଣୁ ସେ ଭକ୍ତି ଜଣେ କେମିତି କରିବ ସେଥିପାଇଁ ସେ ବୈରାଗୀ ହେଲେ ଭକ୍ତି କରିବ ସେଥିପାଇଁ ବୈରାଗ୍ୟ ବିଷୟରେ କୁହ ବୈରାଗୀ ନହେଲେ କଣ ଭକ୍ତି କରିପାରିବେନି ସଂସାରରେ ଭକ୍ତି କରିପାରିବେନି ନା ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହେଇଯିବ ସଂସାରରେ ଭକ୍ତି କରିହବ ସଂସାରରେ ରହିକି ଭକ୍ତି କରିହବ ତାହେଲେ ସଂସାର ଛାଡ଼ିଲେ ଭକ୍ତି ହେଇଯିବ ପ୍ରଶ୍ନ ଆସିପାରେ ତାହେଲେ ସଂସାର ଛାଡ଼ି ଯଦି ଜଙ୍ଗଲକୁ ପଳେଇବା ଆପଣଙ୍କୁ ପଳେଇବା ଆପଣ ଭକ୍ତି ହବ ନା ନା ତାର ଅର୍ଥ ଅଲଗା ସଂସାର ରହିକି ଭକ୍ତି କରିପାରିବା ନାହିଁ ତାର ଅର୍ଥ କ'ଣ ତାର ଅର୍ଥ ହଉଛି ଯାହାର ସଂସାର ପ୍ରତି ଆସକ୍ତି ରହିଛି ସେ ଭକ୍ତି କରିପାରିବ ନାହିଁ ତାହେଲେ ଆମେ ସଂସାର ରହିଛୁ ଆମେ ମନ୍ଦିରକୁ ଯାଉଛୁ ଭକ୍ତି କରୁଛୁ ଏଇଟା କ'ଣ ଭକ୍ତି ନାହିଁ ନା ଏଇଟା ସ୍ୱତନ୍ତ୍ର ଭାବେ କ'ଣ କହିବେ ଭକ୍ତି ସେ ବିଷୟରେ ବୁଝେଇବେ କାହିଁକି ଆପଣ ଚିନ୍ତା କରନ୍ତୁ ଜଣେ ମନ୍ଦିରକୁ ଯାଉଛି ଠାକୁରଙ୍କ ପାଖକୁ ଯାଉଛି ଭଗବାନ ପାଖେ ନିବେଦନ କରୁଛି କଣଟା ନିବେଦନ କରୁଛି ଯାହା ନିବେଦନ କରୁଛି ସଂସାର ପାଇଁ ନିବେଦନ କରୁଛି ଭକ୍ତି କ'ଣ ହେଲା ପ୍ରହ୍ଲାଦ ମହାରାଜ ସେ କଥା କହିଛନ୍ତି ନା ମନ୍ଦିରକୁ ଯିବ ଠାକୁରଙ୍କ ପାଖକୁ ଯିବ ଠାକୁରଙ୍କୁ ନିବେଦନ କରିବ କ'ଣ ନିବେଦନ କରିବ ପ୍ରଭୁ ପୁଅର ଦେହ ଭଲ ନାହିଁ ଟିକେ ପୁଅର ଦେହଟା ଭଲ କରିଦିଅ ତ ଭକ୍ତି କରୁଛେ କିନ୍ତୁ ପୁଅର ଦେହ ପାଇଁ ନିବେଦନ କଲେ କି ପ୍ରଭୁ ପୁଅଟା ପାସ୍ କରୁନି ପରୀକ୍ଷା ଦଉଛି ପାଠ ପଢୁଛି ପାଠ ହଉନି ତାକୁ ଟିକେ ଭଲ ବୁଝି ଦିଅ କି ମତେ ଧନ ଦିଅ ମୋର ସମସ୍ୟା ଦୂର ହୁଏ ଯେତେ ସମସ୍ୟାକୁ ଆମେ ଦୂର କରିବା ପାଇଁ ଯାଇ ଭଗବାନ ପାଖରେ ନିବେଦନ କଲେ ତ ଆମେ ତ ସଂସାର ବସ୍ତୁ ମାଗିଲେ ନା ଆଉ ଭକ୍ତି କ'ଣ ତ ସଂସାର ବସ୍ତୁ କାହିଁକି ମାଗିଲେ ଯେହେତୁ ଆସକ୍ତି ଅଛି ସଂସାର ଆସକ୍ତି ଅଛି ବୋଲି ଆମେ ସେଟା ମାଗୁଛୁ ନା ଆସିଲେ ସେଟା ଭକ୍ତି ବଳିଗଲା ଭାଗବତର ସବୁ କଥା ରହିଛି ପ୍ରହ୍ଲାଦ ମହାରାଜ କହୁଛନ୍ତି ସେଟା ଭକ୍ତି ନୁହଁ ସେଟା ହଉଛି ବେପାର ବଣିଜ ଦୋକାନକୁ ଯାଉଛେ କିଛି ଦଉଛେ କିଛି ମାଗୁଛେ ନା ନାଇଁ ଦୋକାନକୁ ଯାଇକି କିଛି ଧନ ଦଉଛେ ଦେଇକି କିଛି ବସ୍ତୁ ମାଗୁଛେ ତ ଏଟା ନେଣ ଦେଣ ଚାଲିଛି ଆଉ ତ ଭଗବାନଙ୍କୁ ଆମେ ମାଗୁଛେ କିଛି ଦଉଛେ ପ୍ରଭୁ ମୁଁ ଏତେ ମୂଲ୍ୟ ମାଗୁଛି ଏତେ ପୂଜା କରୁଛି ଫୁଲ ଦଉଛି ଚନ୍ଦନ ଦଉଛି ଯେତେ ଦଉଛି ଏହା କରୁଛି ସେୟା କରୁଛି ମୋର ଏଇ କଥା ଟିକେ ଶୁଣ ଦୁଃଖ ଶୁଣ ସେଟା ଭକ୍ତି ଅର୍ଥାତ୍ ଭକ୍ତି କିନ୍ତୁ ଏଟା ସ୍ୱତନ୍ତ୍ର କ'ଣ କୁହାଯିବ ଶ୍ରେଷ୍ଠ ଭକ୍ତି ନୁହଁ ଏଟା ହେଲା ସକାମ ଭକ୍ତି ତେଣୁ ଭକ୍ତି ଯୋଗର ଯୋଉ ଅନ୍ତିମ ଫଳ ଭଗବାନଙ୍କୁ ପାଇବା ଏଥିରେ ମିଳିବା ଏତେ ସହଜ ନାହିଁ ତାହେଲେ ଭଗବାନ ଯେତେ ଜଣ ଯାଉଛନ୍ତି ଡାକୁଛନ୍ତି କ'ଣ ମାଗୁଛନ୍ତି କୁହନ୍ତୁ ଯେତେ ଜଣ ଭଗବାନ ପାଖକୁ ଯାଉଛନ୍ତି ଭଗବାନ ପାଖକୁ ଯାଆନ୍ତୁ ଦେବାଦେବୀ ମନ୍ଦିରକୁ ଯାଆନ୍ତୁ ଯୁଆଟେ ଯାଆନ୍ତୁ ଯେତେ ଜଣ ଯାଇକି ଭଗବାନ ପାଖରେ ନିବେଦନ କରୁଛନ୍ତି କ'ଣଟା ମାଗୁଛନ୍ତି ସଂସାର ବସ୍ତୁ ମାଗୁଛନ୍ତି ନା କିଏ ଚାହୁଁଛି ମତେ ସଂସାର ଉଦ୍ଧାର କରି ଭଗବାନ ଆପଣ ନିଅନ୍ତୁ ଆପଣଙ୍କ ପାଖକୁ କିଏ ମାଗୁଛି କେତେ ଜଣ ମାଗୁଥିବେ କୁହନ୍ତୁ ଛୋଟ ଛୁଆକୁ ବି ସେ ଶିକ୍ଷା ଦିଆହଉଛି ନା ପ୍ରଣାମ କର ଭଗବାନଙ୍କୁ ବହୁତ ବୁଦ୍ଧି ମାଗେ ହଁ ଭଗବାନ କହୁଛି ପ୍ରଭୁ ତାକୁ ଟିକେ ଭଲ ବୁଦ୍ଧି ଦିଅ ଛୁଆକୁ ବୁଝାଉ ମତେ ଭଲ ବୁଦ୍ଧି ଦିଅ ତେଣୁ এইভাবে সংসার জিনিসকে মাগুছে ସେଥିପାଇଁ କୁହାଯାଇଛି ସଂସାର ଆସକ୍ତି ଥିବା ପର୍ଯ୍ୟନ୍ତ ଏଟା ଶୁଦ୍ଧ ଭକ୍ତିରେ ଯାଏ ନାହିଁ ସେଥିପାଇଁ ମା କ'ଣ କହିଲେ ନା ବୈରାଗ୍ୟ ବିଷୟରେ କୁହ ବିରାଟ ଜ୍ଞାନ ପୁରୁଷ ଭଗବାନ ସର୍ବପ୍ରଭରେ ବୈରାଗ୍ୟ ବିଷୟରେ ବୁଝିକି କୁହ ବୈରାଗ୍ୟ ଅର୍ଥାତ୍ ଅନାସକ୍ତ ଭାବ ବୈରାଗ୍ୟର ଅର୍ଥ ନୁହେଁ ଯେ ଘର ଛାଡ଼ିଯିବା ନାଇଁ ତାର ଅର୍ଥ ସେୟା ନୁହଁ ଘରଦ୍ୱାର ଛାଡ଼ିକି ଜଙ୍ଗଲକୁ ପଳେଇଗଲେ ଯେ ଜଣେ ବୈରାଗୀ ସେମିତି କୁହାଯାଇ ପାରିବନି ସଂସାରରେ ରହିକି ମଧ୍ୟ ବୈରାଗ୍ୟ ଆଚରଣ କରାଯାଇ ପାରିବ ଅର୍ଥାତ୍ ଅନାସକ୍ତ ଭାବେ ସଂସାରରେ ରହିବା
କୌଣସି ବସ୍ତୁ ପ୍ରତି ଆସକ୍ତ ହେବା ନାହିଁ। ଯଦି ଆସକ୍ତ ହେବା ତାହେଲେ ଦୁଃଖ ପାଇବା, ସେଟାକୁ ଭଗବାନ ବୁଝେଇବେ। ତେଣୁ ବୈରାଗ୍ୟ ବିଷୟରେ ବୁଝିକି କୁହନ୍ତୁ। ଏବଂ ତୃତୀୟ ପ୍ରଶ୍ନ ଯୋଉ ଥିଲା ସେଟା କେମିତି ସମ୍ବନ୍ଧିତ? ଭକ୍ତି ନିହାତି ଜରୁରୀ, ଭକ୍ତି ହଉଛି ଶ୍ରେଷ୍ଠ ବସ୍ତୁ। ଭକ୍ତି ପାଇଁ ବୈରାଗ୍ୟ ହଉଛି ଅନୁକୂଳ। ଏବଂ ବୈରାଗ୍ୟ କେମିତି ଆସିବ? ସଂସାର ଚକ୍ର ଜଣେ ଭ୍ରମଣ କରୁଛେ, ବ୍ୟକ୍ତି କଣ ବୈରାଗ୍ୟ ହିଁ କରୁଛି? କାଳ ଦ୍ୱାରା ସେ ଏମିତି ପଡିଛି ସଂସାର ଚକ୍ର ଭିତରେ ସେ ଭ୍ରମଣ କରୁଛି। ତେଣୁ କାଳ ଦ୍ୱାରା ଯୋଉ ସଂସାର ଚକ୍ର ସେ ଭ୍ରମଣ କରୁଛି, ପ୍ରତି ଅବସ୍ଥାରେ ଦୁଃଖ ପାଉଛି। ସେ ଯେଉଁ ଦୁଃଖର ସମ୍ମୁଖୀନ ହଉଛି, ଯେଉଁ ଦୁଃଖର ସମ୍ମୁଖୀନ ହଉଛି, ସେଇ ଦୁଃଖଟାକୁ ଦୂର କରିବା ପାଇଁ ସେ ଚେଷ୍ଟା କରୁଛି। ଭକ୍ତି ମାଗୁଛି। କେତେ ଜଣ ଯାଇକି ଭଗବାନ ପାଖରେ ମତେ ଭକ୍ତି ଦିଅ, କିଏ ମାଗୁଛି ନା? ଯୋଉ ସମସ୍ୟାରେ ପଡିଥିବେ ସେ ସମସ୍ୟାଟାକୁ ଦୂର କରିବା ପାଇଁ ମାଗୁଛନ୍ତି। ଅର୍ଥାତ୍ କାଳର ପ୍ରଭାବରେ ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହଉଛି ବାରମ୍ବାର। ତ ସେ ସମସ୍ୟାକୁ ଦୂର କରିବା ପାଇଁ ଭଗବାନ ନିବେଦନ କରୁଛି। ଭାଇ କେହି କରୁନି, ସେଥିପାଇଁ ଭକ୍ତି ସେ ମାଗିପାରୁନି। ତେଣୁ କେତେ ଗହନ ପ୍ରଶ୍ନ, ଏତେ ପ୍ରଶ୍ନ। ତେଣୁ ଭାଗବତମ୍ ହେଉଛନ୍ତି ଅତି ସୂକ୍ଷ୍ମ ଜିନିଷ ସେ ରଚନା କରାଯାଇଛନ୍ତି। ଭାଗବତ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଦିଆଯାଇଛନ୍ତି। ସେଥିପାଇଁ ଭାଗବତଙ୍କୁ ସବୁ ସ୍ତରର ଲୋକ ଆସ୍ୱାଦନ କରିପାରିବେ। ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ଭାଗବତ ଶିକ୍ଷା ରହିଛି। ଖାଲି ନୁହେଁ ଯେ କେବଳ ପରମହଂସମାନେ ଆସ୍ୱାଦନ କରିବେ। ବ୍ୟାସଦେବ ଲେଖିଛନ୍ତି ପରମହଂସମାନେ ଆସ୍ୱାଦନ କରିବେ ପରମହଂସ ସଂହିତା, କିନ୍ତୁ ବ୍ୟାସଦେବ ଲେଖିଛନ୍ତି ଜନସମାଜର କଲ୍ୟାଣ ପାଇଁ ପ୍ରତ୍ୟେକ ବ୍ୟକ୍ତି କେମିତି ସେଥିରୁ ଚକ୍ଷୁ କରିପାରିବେ। ସେଥିରେ ତିନୋଟି ପ୍ରଶ୍ନ ପଚାରିଥିଲେ। ବୁଝିପାରିଲେ? ତିନୋଟି ପ୍ରଶ୍ନ ଭିତରେ କିଭଳି ସମ୍ବନ୍ଧ ରହିଛି। କିନ୍ତୁ ମୁଖ୍ୟ ପ୍ରତିପାଦ୍ୟ ବିଷୟ କଣ? ଭକ୍ତି ବିଷୟ ମତେ କୁହନ୍ତୁ। ସେ ଭକ୍ତି ସ୍ତରକୁ କେମିତି ଯିବ? ତେଣୁ ସଂସାର ସ୍ଥିତିକୁ ଜାଣିଲେ ସେ ସ୍ତରକୁ ଯିବା ପାଇଁ ଚାହିଁବ। ସେ ସ୍ଥିତିକୁ ଜାଣିପାରୁନି କାହିଁକି? ନା ଯେହେତୁ କାଳ ଦ୍ୱାରା ସେମିତି ପରିବର୍ତ୍ତନ ହେଇଯାଉଛି, କାଳ ଦ୍ୱାରା ସେମିତି ଗତି କରିକି ଯାଉଛି, ସେ ତାତ୍କାଳିକ ସ୍ଥିତିରେ ରହିକି ନିଜର ସ୍ୱରୂପଟାକୁ ସେ ଭୁଲି ଯାଉଛି। ସେଥିପାଇଁ କାଳ ବିଷୟରେ କୁହ, ସଂସାର ଗତି ବିଷୟରେ କୁହ, ଭକ୍ତି ବିଷୟରେ କୁହ। ଏ ତିନୋଟି ପ୍ରଶ୍ନ ଏଇଥିପାଇଁ ସମ୍ବନ୍ଧିତ। କିନ୍ତୁ ଏଟାକୁ ସାଧାରଣତଃ କେହି ପଢିଲେ ମଧ୍ୟ ଅତି ସହଜରେ ବୁଝିପାରିବେ ନାହିଁ। ସେଇଥିପାଇଁ ଭାଗବତ ପଢିଲା ସମୟରେ କଣ କୁହାଯାଏ? ଯାଅ ଭାଗବତ ପଢ ବୈଷ୍ଣବୀର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ବୈଷ୍ଣବ ସ୍ଥାନରେ ଯଦି ଭାଗବତ ପଢିବେ ବା ଶ୍ରବଣ କରିବେ, ତେବେ ଧୀରେ ଧୀରେ ବୁଝିପାରିବେ। ନଚେତ୍ ବୁଝିପାରିବେ ନାହିଁ। ଯୋଉ ଭାଗବତ ଆୟୋଜନ କରାଯାଇଛି କଣ ପାଇଁ? ଯେ କରିଛି ମୁଁ ଆଜି କହୁଥିଲି ସେ କଥା ବିଭିନ୍ନ ପ୍ରଭୁଙ୍କୁ କହିଲେ, ତୁମେ ଯୋଉ ଭାଗବତ କଥା ଆୟୋଜନ କରିଛ ଭକ୍ତମାନଙ୍କୁ, ଗ୍ରାମବାସୀମାନଙ୍କୁ ନେଇକି, ଏଇଟା ତୁମ ପାଇଁ କରିଛ ନା? ଏଇଟା ଜଗତର କଲ୍ୟାଣ ପାଇଁ, ଗ୍ରାମବାସୀ ମଙ୍ଗଳ ପାଇଁ, ସମସ୍ତଙ୍କ ମଙ୍ଗଳ ପାଇଁ ଅନୁଷ୍ଠାନ। ଏଇଟା ତାର ବ୍ୟକ୍ତିଗତ କାର୍ଯ୍ୟ ନୁହଁ, ସମସ୍ତଙ୍କର ମଙ୍ଗଳ ଏଇଟା ରହିଛି। ଭାଗବତ ଯିଏ ଶୁଣିବେ ତାଙ୍କର ମଙ୍ଗଳ। ଏ ମଙ୍ଗଳ ଅନୁଷ୍ଠାନ ଶ୍ରବଣ କଲେ ଆପଣ ବହୁ ଜିନିଷ ଜାଣିବେ, ଶୁଣିବେ, ଧୀରେ ଧୀରେ ବୁଝିପାରିବେ। ତେବେ ଭଗବାନ ତାଙ୍କୁ ବୁଝେଇଲେ। କାଲି ଆମେ ଶୁଣିଥିଲେ କେଉଁ ବିଷୟରେ? ସ୍ମରଣ ଥିବ ସମସ୍ତଙ୍କର। କାଲି ଶୁଣିଥିଲେ କାଳ ବିଷୟରେ। କାଳର ପ୍ରଭାବ କିଭଳି, କାଳର ସ୍ୱରୂପ କିଭଳି, କାଳ କେମିତି ସମସ୍ତଙ୍କୁ ଗ୍ରାସ କରିଯାଉଛି। କାଳ କାହାକୁ ଛାଡ଼ିନି, କାଳ ଏ ଶକ୍ତିଶାଳୀ। ମହାଭାରତ ସମୟରେ ଆପଣ ଦେଖିଥିବେ, ଟିଭିରେ ମହାଭାରତ ଦେଖାଉଥିଲା, ଜାଣିଥିବେ ମହାଭାରତ ସମୟରେ ଗୋଟେ ଛକ ଘୁରିକି ଆସେ। ଦେଖିଛନ୍ତି ନା? ଟିଭିରେ ଯେତେବେଳେ ମହାଭାରତ ଦଉଥିଲା, ପ୍ରଥମେ ଗୋଟେ ଛକ ଘୁରିକି ଆସିବ, ନାଇଁ କାଳ ମୁଁ କାଳ। କାଳ କଣ କରେ? ସମସ୍ତଙ୍କୁ ଗ୍ରାସ କରେ। କାଳ କାହାକୁ ଛାଡ଼ିନି। କେହି କାଳର କରାଳ ହସ୍ତରୁ କେହି ବଞ୍ଚିବେ ନାହିଁ। କିନ୍ତୁ ଯେତେ ଦିନ ବଞ୍ଚିଛେ କରୁଛେ କଣ? ଯେତେ ଦିନ ବଞ୍ଚିଛେ ଖାଲି କଷ୍ଟ ପାଉଛେ, ଏଟା ବୁଝିପାରୁନି। କାଳ ସମସ୍ତ ଯୋଜନାକୁ ଭାଙ୍ଗି ଦିଏ। ଭଗବାନ କାଳ ରୂପରେ ସମସ୍ତ ଯୋଜନାକୁ ଭାଙ୍ଗି ଦିଅନ୍ତି। ଏଠି ଗତକାଲି କଥା ବିଶ୍ରାମ ଦେଇଥିଲେ। ଜନ୍ମର୍ଥମୁପାଦତ୍ତେ ଦୁଃଖେନ ସୁଖହେତବେ ତଂ ତଂ ଧୁନୋତି ଭଗବାନ୍ ପୁମାନ୍ ଶୋଚତି ଯତ୍କୃତେ। ବ୍ୟକ୍ତି ଯେଉଁ ଯେଉଁ ଯୋଜନା କରେ ସେଇ ଯୋଜନାକୁ ଭଗବାନ କଣ କରନ୍ତି? କାଳ ଘରେ ଆସି ଭାଙ୍ଗି ଦିଅନ୍ତି। ପୁମାନ୍ ଶୋଚତି ଯତ୍କୃତେ। ବ୍ୟକ୍ତି କେବଳ ଚିନ୍ତା କରେ, ଶୋଚନା କରେ, କେବଳ ଦୁଃଖଗ୍ରସ୍ତ ହେଇଯାଏ। ଆପଣ ଚିନ୍ତା କରୁନାହାନ୍ତି, ନିଜେ ନିଜ ଜୀବନକୁ ଦେଖନ୍ତୁ। ଆମେ ଆମ ଜୀବନରେ ଯେତେ ଯୋଜନା କରିଛେ, ସବୁ ଯୋଜନାରେ ଆମେ ସଫଳ ହେଇଛେ କି ନା? କୌଣସି ବ୍ୟକ୍ତି ସବୁ ଯୋଜନାରେ ତାର ସଫଳ ହେଇଛି? ବ୍ୟକ୍ତିର ତ ଯୋଜନା ତ ଅନନ୍ତ। ଏତେ ଯୋଜନା ବ୍ୟକ୍ତି କରୁଛି, ଅନନ୍ତ ଯୋଜନା କରୁଛି ନା? ସବୁ ଯୋଜନାରେ ବ୍ୟକ୍ତି କଣ ସଫଳ ହଉଛି?
ଆଚ୍ଛା ଯୋଜନା ତ ସେ କରୁଛି, କାର୍ଯ୍ୟ କରୁଛି, କଣ ପାଇଁ? ସଫଳ ହେବା ପାଇଁ ତ କରୁଛି। ତ ହଉନି କାହିଁକି? ସଫଳ ହେବା ପାଇଁ ଯଦି କରୁଛି ହଉନି କାହିଁକି? ତ ହବନି କାହିଁକି? ନା କର୍ମଫଳ ଯୋଗୁଁ ଯାହା ଭୋଗିବା ପାଇଁ ଅଛି, କର୍ମଫଳ ବଶତଃ ଯାହା ଭୋଗିବା ପାଇଁ ଅଛି ସେଟାକୁ ହିଁ ସେ ଭୋଗିବ। ଏମିତି ନୁହେଁ ଯେ କର୍ମ କରିକି ସେ ସଫଳ ହେଇଯିବ, ନା ସେମିତି ନୁହେଁ। ଲୋକ କହୁନାହାନ୍ତି ଆମେ ପରିଶ୍ରମ କରି ଧନୀ ହେଇଯିବ। ଆରେ ପରିଶ୍ରମ ତ ସମସ୍ତେ କରୁଛନ୍ତି, ହଉନାହାନ୍ତି? ହଉଛନ୍ତି? ପରିଶ୍ରମ ତ ସମସ୍ତେ କରୁଛନ୍ତି। ଯଦି ପରିଶ୍ରମ କରି ଧନୀ ହେଇଯାଆନ୍ତେ ହଉନାହାନ୍ତି? ପରିଶ୍ରମ କରି ଧନୀ ହେଇପାରିବେ? ଧନ ଯାହା ଭାବିଲେ ତ ଯିବେ। ପରିଶ୍ରମ ନ କଲେ କଣ ପରିଶ୍ରମ ତାର ଧନ ଅଛି? କପାଳ ଲେଖନ ବା ସେ ଯୋଜନା କଥା କହୁଛି। ଯେତେ ଯୋଜନା କରନ୍ତୁ କୌଣସି ଯୋଜନା ସଫଳ ହବ ନାହିଁ। କାଳ ଆସି ଭାଙ୍ଗିଦବ। ଭଗବାନ ସେ ଲୋକ ଆସି ଭାଙ୍ଗିଦେବେ। ଦେଖୁନାହାନ୍ତି, ଆମେ ଚାହୁଁଛୁ ପରିବାରରେ ସମସ୍ତେ ଶୃଙ୍ଖଳିତ ରୁହନ୍ତୁ। କିଏ ନ ଚାହୁଁଛୁ କୁହନ୍ତୁ? ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ସଦସ୍ୟ ମାନଙ୍କର ମଙ୍ଗଳ ଚାହୁଁଛନ୍ତି କି ନାହିଁ? ପରିବାର ସମସ୍ତ ସଦସ୍ୟ ଭଲ ଭାବରେ ରୁହନ୍ତୁ, ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ରହୁ, ସମସ୍ତେ ଭଲ ମଣିଷ ହୁଅନ୍ତୁ। ଆଉ ହଉଛି? ହଉଛି? ସବୁ ଜାଗାରେ ଯୋଜନା ସଫଳ ହଉଛି ସମସ୍ତଙ୍କର? ହଉନି କାହିଁ? ତାହେଲେ ଦୋଷ କୋଉଠି ରହିଲାନି? କାହାକୁ ଦୋଷ ଦେବେ? ଲୋକ ଭଗବାନ ଦୋଷ ଦିଅନ୍ତି। ଭଗବାନଙ୍କୁ ଯୋଉ ବିଗାଡ଼ି ଦଉଛନ୍ତି କୁହନ୍ତୁ। ଯଦିଓ ଶାସ୍ତ୍ର ଲେଖା ହେଲା ସେଟା, କିନ୍ତୁ ତାର ତତ୍ତ୍ୱଟା ବୁଝିବା ଦରକାର। ଶୁଣିଲେ ନା? ତମିତଂ ଧୁନୋତି ଭଗବାନ। ସେଇ ଯୋଜନାକୁ ଭଗବାନ ଭାଙ୍ଗି ଦିଅନ୍ତି। ତାହେଲେ ଭଗବାନ ଯଦି ଭାଙ୍ଗି ଦିଅନ୍ତି ତାହେଲେ ଭଗବାନ ଜୀବନ ମଙ୍ଗଳ ଚାହାନ୍ତି ନା ମଙ୍ଗଳ ଚାହାନ୍ତି? କୁହନ୍ତୁ। କଥାରେ କୁହାଯାଇଛି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ତାହେଲେ ଭଗବାନ ଯାହା କରନ୍ତି ଯଦି ପ୍ରାଣୀର ମଙ୍ଗଳ ସକାଶେ, ତାହେଲେ ଜୀବ ଯୋଉ ଏତେ ଯୋଜନା କରୁଛି, ସେ ଯୋଜନାକୁ ସଫଳ କରିବା ପାଇଁ ଏତେ ପ୍ରୟାସ କରୁଛି, ତ ସେଟା ହଉନି, ଭଗବାନ ଭାଙ୍ଗି ଦଉଛନ୍ତି। ତାହେଲେ ଭଗବାନ ମଙ୍ଗଳ କଣ? କେହି ବୁଝିପାରିବେନି ଏତେ ସହଜରେ। କିନ୍ତୁ ସବୁ ପଛରେ ଭଗବାନଙ୍କର ମଙ୍ଗଳ ବିଧାନ ଅଛି। କାରଣ କାଳ ଯୋଗୁଁ ସେ ଜିନିଷଟା ଆମ ପାଇଁ ଭୋଗିବା ପାଇଁ ଅଛି। କାଳର ପ୍ରଭାବରେ ଆମକୁ ସେ ଜିନିଷ ଭଗବାନ ଦେଇ ଦେଉଛନ୍ତି। ମଙ୍ଗଳ କେମିତି ହଉଛି? ନା ସେ ପ୍ରାରବ୍ଧଟା ସେଟା ଭୋଗିବା ଦ୍ୱାରା ଖଣ୍ଡନ ହଉଛି। ସେଟା ଖଣ୍ଡିତ ହେଇକି ଆମେ ଆଗକୁ ଯାଇପାରିବା। ନଚେତ୍ ଏତେ ଭାଗବତ ବୁଝିବା ଏତେ ସହଜ ନାହିଁ। କିନ୍ତୁ ଓଡ଼ିଆରେ କଣ ଗୋଟେ କଥା ଅଛି, ଏମନ ଭାବୁଥାଏ ଯାହା କଣ ଜାଣିନାହାନ୍ତି? କାଳେ ପ୍ରକୃତ ହୁଏ ତାହା। ଏମନ ଭାବୁଥାଏ ଯାହା କାଳେ ପ୍ରକୃତ ହୁଏ ତାହା। ଆଚ୍ଛା, ମନ କାହାର ଭାବୁନି ଆଜ୍ଞା ମୁଁ ଲକ୍ଷପତି ହେବି, କୋଟିପତି ହେବି? କିଏ ଭାବୁନି ଦେଖିବା କହିବେ? ଜଗତ କିଏ ଭାବୁନି? ସମସ୍ତେ ତ ଭାବୁଛନ୍ତି ନା ମୁଁ ଧନୀ ହେବି, ସମସ୍ତେ ଭାବୁଛନ୍ତି ମୋର ପୁଅ ମଣିଷ ହଉ, ସମସ୍ତେ ଭାବୁଛନ୍ତି ଆମ ଝିଅକୁ ଭଲ କଣ ଘର ମିଳୁ, ଘରକୁ ଭଲ ବୋହୂ ଆସୁ, ସମସ୍ତେ ତ ଚାହୁଁଛନ୍ତି ନା। କିଏ ନ ଚାହୁଁଛି କୁହ? ସମସ୍ତେ ଚାହୁଁଛନ୍ତି ନା? ତାହେଲେ ସମସ୍ତେ ଯଦି ଚାହୁଁଛନ୍ତି ତାହେଲେ ସମସ୍ତଙ୍କ ଘର ଏଇ ସବୁ ଜିନିଷ ଗୁଡାକ ଶୃଙ୍ଖଳ ଦେଖି ଯାଆନ୍ତା। ହଉଛି? ସମସ୍ୟା ହଉଛି କି ନାହିଁ? ବିପରୀତ ସ୍ଥିତି ହଉଛି କି ନାହିଁ? କୁହନ୍ତୁ। ଶାସ୍ତ୍ର ସିଦ୍ଧାନ୍ତ ଦେଖନ୍ତୁ, କିନ୍ତୁ ତତ୍ତ୍ୱଟା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତାହେଲେ ସମସ୍ତେ ତ ଚାହୁଁଛନ୍ତି ସବୁ ମଙ୍ଗଳ ପରିବାରରେ, ହଉଛି? ହଉନି କାହିଁକି? ହଉନି? କାଳ ଭାଙ୍ଗି ଦଉଛନ୍ତି। କାହିଁକି ଭାଙ୍ଗି ଦଉଛନ୍ତି? ନା କର୍ମଫଳ ହିସାବରେ ଯାହା ଭୋଗିବା ପାଇଁ ଅଛି କାଳ ସେ ଜାଣିକି ପହଞ୍ଚଉଛନ୍ତି। ବ୍ୟକ୍ତି ଯାହା ଭୋଗିବା ପାଇଁ ଅଛି ସେଟା ଭୋଗିବ। ତାହେଲେ ଯୋଉ କୁହାହେଲା ଏମାନେ ଭାବୁଥାଏ ଯାହା କାଳେ ପ୍ରକୃତ ହୁଏ ତାହା, ଏଇଟା ସତ୍ୟ ନା ମିଥ୍ୟା? ଏଇଟା ଜିନିଷ ହଉଛି ବ୍ୟକ୍ତି ଯାହା ଭାବୁଛି ସେଟା ସବୁ ସମସ୍ତଙ୍କର ପୂର୍ଣ୍ଣ ହେଇଯିବ ନା? ମନ ତ ଭାବୁଛି ସବୁ ଜିନିଷ ଅନୁକୂଳ, ତ ହଉନି କାହିଁକି? ତାହେଲେ ବାକ୍ୟଟା ଯୋଉ କୁହାଯାଇଛି ଏଟା ଠିକ ନା ଭୁଲ କହିଲେ? କଣ କହ? ଠିକ। ବାକ୍ୟଟା ଯଦି ଠିକ ତାହେଲେ ମନ ତ ଚାହୁଁଛି ମୁଁ କୋଟିପତି ହେବି, ହଉନି କାହିଁକି? ଆଉ କପାଳରେ ନାହିଁ ନଥାଉ, ସେଟା ଆମେ ଶୁଣିଦେଲେ। ତାହେଲେ ମନ ତ ଚାହୁଁଛି ନା, କୁହାହେଲା ନା ଏମାନେ ଭାବୁଥାଏ ଯାହା କାଳେ ଦେଖିବ ନା କେବେ ହଉନି କାହିଁକି? ମନ ତ ଚାହୁଁଛି ହଁ ପୁଅ ମୋର ବଡ ଅଫିସର ହଉ, ହଉନି କାହିଁକି? ପୁଅ ବାଳୁଙ୍ଗା ହେଇ ବୁଲୁଛି କାହିଁକି? ମନ ଚାହୁଁଛି ଝିଅକୁ ଭଲ ଜ୍ୱାଇଁ ମିଳୁ, ମଦୁଆ ଜ୍ୱାଇଁ ମିଳୁଛି କାହିଁକି? ସେଟା ମଦୁଆ ଝିଅ ଖୋଜିକି ଦେଇଛି। ହଁ ସେ ଭାଗ୍ୟ ନେଇଛି, ତାହେଲେ ମନ ତ ଚାହୁଁଥିଲା ନା ଏଇଟା, ହେଲା ନାଇଁ? ମୋର ତ ପ୍ରଶ୍ନ ସେଇ। ଯଦି କୁହାହେଲା ଏମାନେ ଭାବୁଥାଏ ଯାହା କାଳେ ପ୍ରକୃତ ହୁଏ ତାହା, ତାହେଲେ ମନ ତ ଚାହୁଁଛି ସବୁ ଭଲ ବସ୍ତୁ, ତ ହଉନି କାହିଁକି? କୁହନ୍ତୁ କିଏ କହିଲେ? ଭାଗବତ ପଢିଲେ ବୁଝିବେ। ସେ ଶୁଣ। ତାହେଲେ ଏଟା ଯୋଉ କୁହାହେଇଛି ଏଟା ଠିକ ନା ଭୁଲ? ଏଇ ପ୍ରଶ୍ନ ଥିଲା। ଠିକ ନା ଭୁଲ? କଣ ସେଠି? ସବୁ ସନ୍ଦେହ ପଡିକି କହିପାରିବନି, ବାଟ ପାଇବନି। କହୁନ କଣ ତାର ସମାଧାନ? ହଁ ସେ ତ ରହିଛି, ପୂର୍ବଜନ୍ମର କର୍ମର ପ୍ରତିକ୍ରିୟା ତ ରହିଛି, ଏଟା କର୍ମ ଫଳ କାଳ ପହଞ୍ଚଉଛି। ଏଇ ଯୋଉ ବାକ୍ୟଟା କୁହାଯାଇଛି ଏମନ ଭାବୁଥାଏ ଯାହା କାଳେ ପ୍ରକୃତ ହୁଏ ତାହା, ବାକ୍ୟଟା ଠିକ ନା ଭୁଲ?
ଯଦି ଠିକ ତାହେଲେ ହଉନି କାଇଁ? ମୋ ପ୍ରଶ୍ନ ତ ଦେଇଛି କୁହାଯାଇଛି ଠିକ, ଯଦିଓ ବାକ୍ୟଟା ବି ଠିକ, କିନ୍ତୁ କେଉଁ ଦୃଷ୍ଟିକୋଣରୁ କୁହାଯାଇଛି ସେଟା ବୁଝିବା ଉଚିତ। ମନ ଯୋଉ ସାଂସାରିକ ବସ୍ତୁ ଚାହୁଁଛି, ସାଂସାରିକ ବସ୍ତୁ ପୂରଣ ହେଇପାରେ ନ ହେଇପାରେ, ସେଟା ଡିପେଣ୍ଡ କରୁଛି ନିଜର କର୍ମ ଫଳ ଉପରେ। ତମେ ଭାବୁଥା ଯାହା ଭାବିଲେ ବି ହବନି, କପାଳେ ଯାହା ଲେଖା ସେଟା ହିଁ ମିଳିବ। ତାହେଲେ ଯୋଉ ଲେଖା ହେଲା କଣ, ଲେଖା ହେଇଛି କଣ, ଯୋଉ କୁହାଯାଇଛି ମନ ଭାବୁଥାଏ ଯାହା କାଳେ ପ୍ରକଟ ହୁଏ ତାହା। ମନ ଯଦି ଭଗବାନଙ୍କୁ ପାଇବା ପାଇଁ ଚାହୁଁଛି, ଭଗବତ ସମ୍ବନ୍ଧରେ ସମ୍ବନ୍ଧିତ ହେବା ପାଇଁ ଚାହୁଁଛି, ତାହେଲେ ସେଟା ଭଗବାନ ପୂରଣ କରିବେ ଦିନେ ନା ଦିନେ। ମନ ଯଦି ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ଚାହୁଁଛି, ଭଗବାନ ସେଟା ପୂରଣ କରିବେ। ଆଉ ମନ ଯଦି ସଂସାର ବସ୍ତୁ ଚାହୁଁଛି, ସେଟା କଣ ପୂରଣ ହବ ବୋଲି କିଛି ମାନେ ଅଛି ନା? କର୍ମ ଫଳ ଯାହା ଲେଖା ସେଟା ମିଳିବ ନା? କଣ ବୁଝେଇଲା? ଭଗବାନଙ୍କ ସହିତ ଯଦି ଯୁକ୍ତ ହେବା ପାଇଁ ଚାହୁଁଛି ମନ, ତାହେଲେ ଭଗବାନ ସେ ମନର ଭାବଟାକୁ ଦେଖିକି ସେ ବାଟ କରନ୍ତି, ତାକୁ ଦିନେ ଦିନେ ତା ପାଖକୁ ନିଅନ୍ତି, ତାଙ୍କ ପାଖକୁ ନିଅନ୍ତି ସେ ଜୀବଟାକୁ। ଏଇଟା ହଉଛି ଭଗବାନଙ୍କର ଯୋଜନା। ସେଇ ଦୃଷ୍ଟିକୋଣ କୁହାଯାଇଛି ମନ ଯାହା ହଉ ସେଟା। କାରଣ ମନ ତ ଚାହୁଁଛି ମୋ ପୁଅ ଅଫିସ ରହୁ, ମୋ ପୁଅ କଲେକ୍ଟର ହଉନି କାହିଁକି, ବାଳ ହେଇଯାଉଛି କାହିଁକି, ପସନ୍ଦ ହେଇଛି। ମନ ସଂସାର ବସ୍ତୁ ଚାହୁଁଛି, ସଂସାର ବସ୍ତୁ ପୂରଣ ହେବା ସମ୍ଭବ ନୁହଁ, କପାଳେ ଯାହା ଲେଖା ସେଟା ହବ। Krishna Hare Krishna ହରେ କୃଷ୍ଣ ହରେ ବୋଲ। ତେଣୁ ସେ କଥା ଆମେ ଶ୍ରବଣ କରୁଥିଲେ ଯେ ମନ ଯାହା ଭାବୁଛି ସେଟା ପୂରଣ ହବ କେମିତି ନା, ଯଦି ମନରେ ଯଦି ଭଗବାନଙ୍କ ପାଇବା ପାଇଁ ଲାଳସା ରହିଛି ବା ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା ପାଇଁ ଯଦି ମନରେ କାମନା ଅଛି, ସେଟା ଭଗବାନ ଦିନେ ନା ଦିନେ ପୂରଣ କରିବେ। ଏଇଟା ହଉଛି ସିଦ୍ଧାନ୍ତ। କେମିତି ପ୍ରମାଣ କଣ ଅଛି? ପ୍ରମାଣ ଅଛି, ଦେଖନ୍ତୁ ପ୍ରମାଣ କେମିତି, ଶାସ୍ତ୍ର ପ୍ରମାଣ ଦେଖନ୍ତୁ, ଲୀଳା ରହିଛି ସେ। ସମସ୍ତେ ଜାଣିଥିଲେ ରାମଚନ୍ଦ୍ର ମହାପ୍ରଭୁ ଲୀଳା କରୁଥିଲେ, ତ୍ରେତାଯୁଗରେ ରାମଚନ୍ଦ୍ର ମହାପ୍ରଭୁ ଲୀଳା ଚାଲିଥିଲା। ରାମଚନ୍ଦ୍ର ମହାପ୍ରଭୁ ନିକଟକୁ ଆସିଥିଲା ସୁପର୍ଣ୍ଣଖା। ସୁପର୍ଣ୍ଣଖା ନାମ ସମସ୍ତେ ଶୁଣିଥିବେ। ସୁପର୍ଣ୍ଣଖା ଆସି ରାମଚନ୍ଦ୍ର ମହାପ୍ରଭୁ କଣ ନିବେଦନ କଲା? ସୁପର୍ଣ୍ଣଖା ଯେତେବେଳେ ଆସିଥିଲା, ସେ କିଭଳି ରୂପ ନେଇକି ଆସିଛି ତୁଳସୀଦାସ ସ୍ପଷ୍ଟ ଲେଖିଛନ୍ତି। रुचिर रूप धरि प्रभु कहीं जाई, बोली बहुत वचन मुस्काई। रुचिर रूप धरि प्रभु कहीं जाए, अति कमनीय सुंदरी रूप धारण करके प्रभु सामने चलते, बोली वचन बहुत मुस्काई, हसी हसी कथा कहूँ। देखो तार रूप हूँ अलगा, सुपर्णखा रूप अलगा, କିନ୍ତୁ ସୁନ୍ଦରୀ ନାରୀ ରୂପରେ ଯାଇକି ପ୍ରଭୁଙ୍କ ପାଖରେ ପହଞ୍ଚିକି ହସି ହସି କହୁଛି। କଣ କହୁଛି? କେତେ ସୁନ୍ଦର କଥା କହୁଛି ଦେଖୁନାହାନ୍ତି। ତୁମ ସମ ପୁରୁଷନା ମୋ ସମ ନାରୀ, ଏ ସଂଯୋଗ ବିଧି ରଚା ବିଚାରୀ। କହୁଛି ତୁମ ସମ ପୁରୁଷ ନା ମୋ ସମ ନାରୀ, ତୁମ ଭଳି ପୁରୁଷ ଆଉ ମୋ ଭଳି ନାରୀ ଏ ଜଗତରେ ନାହିଁ। यह संजोग विधि रचा विचार, ये जो संजोगटा तुम भली पुरुष मो भली नारी, ये जो संजोगटा विधि पूरा व्यवस्था कर रखी। माने अन्य कथारे से कौन निवेदन करुच्ची देखो, से आसिक प्रभु पाखे निवेदन करुच्ची बरण करने, जदि से तार कापट्य थिला, कपट थिला, छलना थिला, किंतु आसी कम से कम निवेदन करुच्ची तुम भली पुरुष मो भली नारी किए ना। आसी जहाँ कौन से भी सत्य, कारण भगवान भली पुरुष जगत किए अच्छी किए अच्छी भगवान 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 भली पुरुष किए साधारण व्यक्ति ना कौन भगवान भगवान पुरुष नुहति, भगवान होती परम पुरुष। तेणु भगवान भली पुरुष किए अच्छी आसी कौन मो भली नारी नहीं किए ना, सेटा भी सत्य। ता भली नारी किए अच्छी सब कपट रूप नहीं आसी पहुंची भगवान पाखे, ता भली कौन किए अच्छी किंतु कौन कहूँ देखो कथा पर कौन कहूँ, मम अनुरूप पुरुष जग माही, देखे खोज लोक तिहु नाही। ताते अब लगी रही कुमारी, मनो मना तुम्हें निहारी।
କେତେ ସୁନ୍ଦର ନିବେଦନ କରୁଛି। ସେ କଣ ଭାଷା କହୁଛି, ମମ ଅନୁରୂପ ପୁରୁଷ ଜଗ ମାହି, ମୋ ଅନୁରୂପ ମାନେ ମୋ ପାଇଁ ଉପଯୁକ୍ତ ପୁରୁଷ ଏ ଜଗତରେ କେଉଁଠି ନାହାନ୍ତି। କେମିତି ଜାଣିଲ କେଉଁଠି ନାହାନ୍ତି? ତମେ ଖୋଜିଛି, କହୁଛି ଦେଖେ ମୁଁ ଖୋଜି ତିହୁ ଲୋକ ନାହିଁ, ଲୋକ ତିହୁ ନାହିଁ। ମୁଁ 3 ଲୋକରେ ଖୋଜିଛି, ତୁମ ଭଳି ପୁରୁଷ ମୁଁ ଜଗତରେ କୋଉଠି ଦେଖିବି। ତାତେ ଅବଲା କିଏ ରହି କୁମାରୀ, ସେଇଥିପାଇଁ ଯେହେତୁ ମୁଁ ତୁମ ଭଳି ପୁରୁଷ ପାଇବି, ସେଇଠି ମୁଁ ଆଜି ପର୍ଯ୍ୟନ୍ତ କୁମାରୀ ଅଛି, ବିବାହ କରିନି। ଅର୍ଥାତ୍ ସେ ଅନ୍ୟ କଥାରେ କଣ ନିବେଦନ କରୁଛି? ବିବାହ କରିବା ପାଇଁ ନିବେଦନ କରୁଛି ନା ନାଇଁ? ଏବେ ଏଇଟା ପ୍ରତୀତ ହେଲା କି ନାହିଁ? ସେ କଣ ଆସିକି ବିବାହ ପାଇଁ ପ୍ରସ୍ତାବ ଦଉଛି। ସେଥିପାଇଁ କହୁଛି ମୁଁ ଆଜି ପର୍ଯ୍ୟନ୍ତ ବିବାହ ହେଇନି, କାହିଁକି? ଉପଯୁକ୍ତ ପୁରୁଷ ପାଇନି। ଆଚ୍ଛା, ରାମଜୀ କଣ କଲେ? ସମସ୍ତେ ଜାଣିବେ ଲୀଳା। ରାମଜୀ କଣ କଲେ? ବିବାହ କଲେ। ବିବାହ ହେଲେ ରାମଜୀ ହେଲେ ନା, ରାମଜୀଙ୍କର ବିଚାର କଣ? ମୁଁ କେମିତି ବିବାହ ହେବି? ତ ଗୋଟେ ପତ୍ନୀ ବ୍ରତ, ସୀତା ହିଁ ମୋର ପତ୍ନୀ। ସୀତାଙ୍କ ଅନୁପସ୍ଥିତିରେ ମଧ୍ୟ ମୁଁ ଆଗକୁ ବିବାହ ହେଇପାରିବିନି। ସୀତାଙ୍କ ଅନୁପସ୍ଥିତି ଦେଖୁନାହାନ୍ତି, ସୁବର୍ଣ୍ଣ ସୀତାକୁ ସ୍ଥାପନ କରିକି ଯଜ୍ଞ କରିଛନ୍ତି, କିନ୍ତୁ ବିବାହ ହେଇନାହାନ୍ତି। ହେଇଛନ୍ତି? କିନ୍ତୁ ଏ ତ ନିବେଦନ କରୁଛି ବିବାହ ହେବା ପାଇଁ। ଭଗବାନ କଣ କଲେ? ନାକ କାନ କାଟିକି ଛାଡିଛନ୍ତି କି ନାହିଁ? ତାହେଲେ ଭଗବାନ ତାର ମଙ୍ଗଳ କଲେ କି ନାହିଁ? ତା କାମନା ପୂରଣ ହେଲେ ନା? ହେଇଛି। କେମିତି ଶୁଣନ୍ତୁ, ଭଗବାନ ତା ନାକ କାନ କାଟିକି ଛାଡ଼ିଦେଲେ। କାହିଁକି ଛାଡ଼ିଦେଲେ? ବାହ୍ୟ ଜଗତରେ ବା ବାହ୍ୟ ଦୃଷ୍ଟିକୋଣ ଯଦି ଦେଖିବେ, ତାହେଲେ ସମସ୍ତେ ଭାବେ ଆରେ ଭଗବାନ କେମିତି ଭୁଲ କଲେ। ଭଗବାନ ସେ ବିବାହ କରିବା ପାଇଁ କହିଥିଲେ, ଭଗବାନ ତା ନାକ କାନ କାଟିଦେଲେ? ନାଇଁ ନାଇଁ ନାଇଁ, ଭଗବାନ ତାଙ୍କୁ ସ୍ୱୀକାର କଲେ ବୋଲି ନାକ କାନ କାଟିଲେ। କାରଣ ଭଗବାନ ବିଚାର କରୁଛନ୍ତି, ଇଏ ମତେ ପତି ରୂପେ ବରଣ କଲାନି ନା, ଆଉ ମୁଁ ତ ହଉଛି ଜଗତପତି। ଭଗବାନ ଜଗତପତି କି ନାହିଁ? ଆମେ କହୁନି ଜଗନ୍ନାଥ ସ୍ୱାମୀ, ନହେଲେ କଥା କାହିଁ ମୋ ମତ ନୁହେଁ। ବାପା ବି କହୁଛନ୍ତି ସ୍ୱାମୀ, ସ୍ତ୍ରୀ ବି କହୁଛନ୍ତି ସ୍ୱାମୀ, ମା ବି କହୁଛନ୍ତି ସ୍ୱାମୀ, ଭଉଣୀ ବି କହୁଛି ସ୍ୱାମୀ, ଭାଇ ବି କହୁଛି। ଆଉ ସମସ୍ତେ ତ ଜଗନ୍ନାଥଙ୍କୁ ସ୍ୱାମୀ କହିଲେ। ଜଗନ୍ନାଥ ସମସ୍ତଙ୍କୁ ସ୍ୱାମୀ ହେଲେ କି ନାହିଁ? ସମସ୍ତଙ୍କ ପତି କି ନାହିଁ? ଏଟା ସତ୍ୟ। ଜଗନ୍ନାଥ ସମସ୍ତଙ୍କର ପିତା, ସମସ୍ତଙ୍କର ପତି। ନିଜେ ତ କହିଲେ ଗୀତାରେ, ପିତା ଅହମସ୍ୟ ଜଗତ, ମାତା ଭ୍ରାତା ପିତାମହ ସବୁ ତ ସିଏ। ସେ ଯଦି ସବୁ, ଆମେ ତାଙ୍କୁ ସେ କଣ ସେଭଳି ଗ୍ରହଣ କରିବା ହଉଛି କର୍ତ୍ତବ୍ୟ। ତେବେ ସେ ଆସି ଯଦି କହିଛି ମୁଁ ଆପଣଙ୍କୁ ପତି ରୂପେ ବର୍ଣ୍ଣନ କରିବା ପାଇଁ ଚାହୁଁଛି, ତାହେଲେ ଭଗବାନ ତାଙ୍କୁ ସ୍ୱୀକାର କରିବା କଥା। ନାକ କାନ କାଟିଲେ କାହିଁକି? ନା, ଭଗବାନ ଚିନ୍ତା କରୁଛନ୍ତି, ଯେହେତୁ ଇଏ ମତେ ପତି ରୂପେ ବର୍ଣ୍ଣନ କଲାଣି, ମୁଁ ତ ଜଗତପତି, ତେଣୁ ସେ ପତି ରୂପେ ବର୍ଣ୍ଣନ କରିବାଟା ଠିକ। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଗ୍ରହଣ କରିପାରିବି ନାହିଁ, ଯେହେତୁ ମୁଁ ହଉଛି ଏକ ପତ୍ନୀ ବ୍ରତ। ସୀତା ହିଁ ମୋର ପତ୍ନୀ। ମୋର ଲୀଳା ତ ସେଇଭଳି। ରାମଜୀ ବିଚାର କରୁଛନ୍ତି, ମୋ ଲୀଳା ସେଇଭଳି। ବର୍ତ୍ତମାନ ମୁଁ ଏକ ପତ୍ନୀ ବ୍ରତ, କିନ୍ତୁ ତାକୁ ବର୍ତ୍ତମାନ ମୁଁ ସ୍ୱୀକାର କରିବି। କିନ୍ତୁ କଣ କରିବି? ନା, ନାକ କାନ କାଟିକି ରଖିବି। ନାକ କାନ କାଟିଲେ କଣ ହବ? ନା, ଇଏ ନାକ କାନ ଯାହାର କଟା ହେଇଯିବ, ତାକୁ ଆଉ କୌଣସି ଅଲଗା ପୁରୁଷ ବି ବିବାହ କରିବେ ନାହିଁ। ଆଉ ଗୋଟେ କନ୍ୟାକୁ ଦେଖି ତାର ନାକ ନଥିବ, ନାକ କଟା ହେଇଥିବ, କାନ କଟା ହେଇଥିବ, ଦେଖାଯିବ କେମିତି? ଗୋଟେ କିମ୍ଭର ବିବାହ କଲେ ସେଟା କଣ ଗୋଟେ ମଣିଷ ଦେଖିଲେ କି ଭୟ କରିବ ନା? ତାକୁ ବାହା ହବ କି? ସେଥିପାଇଁ ଭଗବାନ ବିଚାର କରୁଛନ୍ତି, ତା ନାକ କାନ କାଟିକି ମୁଁ ତାକୁ ଏମିତି ପୂର୍ବ କରିବି, ଯାହାଫଳରେ କେହି ତାଙ୍କୁ ବିବାହ ହେବେ ନାହିଁ। କାରଣ ସେ ମତେ ପତି ରୂପେ ଗ୍ରହଣ କରିସାରିଲାଣି, ସେ ମୋର ହିଁ ପତ୍ନୀ ହିସାବରେ ରହିବ। ତେଣୁ ସାଧାରଣ ବ୍ୟକ୍ତି, ଜଗତ କୌଣସି ଶାରୀରିକ କଣ ସଂସାର ଜଡସ୍ୱରଧାରୀ ବ୍ୟକ୍ତି କେହି ତାର ପତି ହେବେନି। ସେଥିପାଇଁ ତାକୁ ରଖିପାରିବେ। ଗୋଟେ ଯୁଗ ପଳେଇଲା, ଗୋଟେ ଯୁଗ ପରେ ତାକୁ ପୁଣି ରଖିଛନ୍ତି ସେଇଭଳି। ଦ୍ୱାପର ଯୁଗରେ ଗୋଟେ କୁରୁପର ରଖିଛନ୍ତି। ଦ୍ୱାପର ଯୁଗରେ ସେ କେଉଁ ରୂପରେ ଆସିଥିଲା ଜାଣିଛନ୍ତି? ସିଏ ହିଁ ଆସିଥିଲା କୁବ୍ଜା ରୂପରେ। କୁବ୍ଜା ନାମ ଶୁଣିଥିଲେ ସମସ୍ତେ? କଂସର ସେବିକା ଥିଲେ। କୁବ୍ଜାର ରୂପ ବି ସେଭଳି ବିଚିତ୍ର ରୂପ, ଅସୁନ୍ଦର ରୂପ। ପଛରେ ଗୋଟେ ବଡ କୁଜ ଗୋଟେ, ତାକୁ ବି ତାକୁ ରଖିଛନ୍ତି ସେଇଭଳି ଭଗବାନ। ଭଗବାନ ତାକୁ ସେଇଭଳି ରଖିଛନ୍ତି, ତାକୁ ଯେମିତି କେହି ବାହା ହେବେ। କାହିଁକି? ଭଗବାନ ତାଙ୍କୁ ସ୍ୱୀକାର କରିଛନ୍ତି ପତ୍ନୀ ରୂପେ, ଆଉ ସେ ଭଗବାନଙ୍କୁ ପତି ରୂପେ ସ୍ୱୀକାର କରୁଛି ବା। ତେଣୁ ଭଗବାନ ତାଙ୍କୁ ରଖିଛନ୍ତି ସେଇଭଳି କୁବ୍ଜା ରୂପରେ। କୁବ୍ଜା କଣ କରୁଥିଲା? କଂସ ପାଇଁ ସେବା କରୁଥିଲା। କଂସ ପାଇଁ ଅଙ୍ଗରାଗ ସଦର ସୁନ୍ଦରୀ ନେଇ କଂସକୁ ଲଗଉଥିଲା। ଯେତେବେଳେ ଅକୁଳ ନେଇକି ଯାଇଛନ୍ତି କୃଷ୍ଣ ବଳରାମଙ୍କୁ ମଥୁରାରୁ, ବୃନ୍ଦାବନରୁ ମଥୁରାକୁ ନେଇ ଯାଇଛନ୍ତି, ମଥୁରା ରାଜଦାଣ୍ଡରେ ଯେତେବେଳେ କୃଷ୍ଣ ବଳରାମ ଯାଉଛନ୍ତି, ସେ ସମୟରେ କୁବ୍ଜା ବିପରୀତ ଦିଗରୁ ଅଙ୍ଗରାଗ ଧରିକି ଆସୁଛି। ଦେଖିଦେଲା କୃଷ୍ଣ ବଳରାମ। କୃଷ୍ଣ ବଳରାମ ଦେଖିକି କୁବ୍ଜାର ସେ ସମୟରେ ମନରେ ଭାବନା ଆସୁଛି। କୁବ୍ଜା ବିଚାର ବିଚାରେ କେତେ ସୁନ୍ଦର ଦେଖାଯାଉଛନ୍ତି,
ଇଏ ହିଁ ପ୍ରକୃତରେ ପତି ହେବା ଯୋଗ୍ୟ, ୟାଙ୍କୁ ହିଁ ବରଣ କରାଯାଏ, ଏସବୁ ଭାବନା ଦ୍ୱାରା ଆସୁଛି। କାହିଁକି ନା ପୂର୍ବର ସଂସ୍କାର ପୂର୍ବର ଭାବନା କରିଛି ନା, ପତି ରୂପେ ଗ୍ରହଣ କରିଛି ଭଗବାନଙ୍କୁ, ସେ ଭାବନାଟା ରହିଛି। ସେଇଟା ଆମର ଓଡ଼ିଆ କବି ଲେଖିଲେ ନା, ସୁନ୍ଦର ରୂପ ଚନ୍ଦନ ବିଷମ କରନ୍ତି ମୋର ହେଉଛି ମନ, ଚିତ୍ତକେ ଧରିବ ଯୁବତୀ ଚାହେଁ ଚନ୍ଦ୍ର ବଦନ। ବୁଝିଲେ? ଚନ୍ଦନ ବିଷମ କରନ୍ତି ମୋର ହେଉଛି ମନ। ସେ କହିଲା ଆରେ ପ୍ରକୃତ ପତି ତ ଇଏ, ମୁଁ କଂସ ଭଳି ଗୋଟେ ପାପୀର ସେବା କରୁଛି, ତେଣୁ ହଠାତ୍ ମନ ପରିବର୍ତ୍ତନ ହେଇଗଲା। ଆଉ ଭଗବାନ ସେଠି ନିବେଦନ କଲେ, ପ୍ରଭୁ ଭାଗବତରେ ସେ ପ୍ରସଙ୍ଗ ରହିଛି, ପ୍ରଭୁ ଆପଣ ଆମ ଗୃହକୁ ଆସନ୍ତୁ। ଭଗବାନ କହିଲେ ମୁଁ ଯିବି, କିନ୍ତୁ ବର୍ତ୍ତମାନ ନାହିଁ, ବର୍ତ୍ତମାନ ମୋର କାର୍ଯ୍ୟ ଅଲଗା ଅଛି। ସେ କାର୍ଯ୍ୟ ସାରିକି କ'ଣ କାର୍ଯ୍ୟ ଥିଲା, କଂସକୁ ବଧ କରି ନେଇଯାଇଛନ୍ତି, ବୋଲେ ସେ କାର୍ଯ୍ୟଟା ଆଗେ ଶୋଧ। ତ ଅଧାର୍ମିକ ବିନାଶ କରେ, ଅଧାର୍ମିକକୁ ବିନାଶ କଲା ପରେ ତାପରେ ତୁମ ଘରକୁ ଯିବେ। କିନ୍ତୁ ସେଇଠି କବ୍ଜାକୁ ଧରିଥିଲେ, ଭାରତରେ ବର୍ଣ୍ଣନା ଅଛି, କବ୍ଜାକୁ ଧରିଥିଲେ, ପଛପଟେ ହାତ ରଖିକି ଧରିଛନ୍ତି, କବ୍ଜାର ଶିବକୁ ଧରିକି ସ୍ପର୍ଶ କରି ତାକୁ ଉଠେଇଛନ୍ତି। ମାନବତୀ ନାରୀର ମାନବ ଭଞ୍ଜନ କଲା ଭଳି ଭଗବାନ ସଦୈବ ତାଙ୍କୁ ସେଠି ସ୍ନେହରେ ଧରିଛନ୍ତି। ଭଗବାନଙ୍କର ସ୍ପର୍ଶ ମାତ୍ରେ କବ୍ଜାର ରୂପ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହୁଏ। କବ୍ଜାର ରୂପ ପରିବର୍ତ୍ତନ ହେଇକି ସେ ଅତ୍ୟନ୍ତ ସୁନ୍ଦରୀ ସ୍ଥିତିରେ ପରିବର୍ତ୍ତନ ହେଇଗଲେ। ସେଠାରେ କବ୍ଜା ନିବେଦନ କଲେ, ପ୍ରଭୁ ଆମ ଗୃହକୁ ଆସ। ଭଗବାନ କହିଲେ ମୁଁ ଯିବି, କିନ୍ତୁ ବର୍ତ୍ତମାନ ନୁହେଁ। ତ ଦେଖନ୍ତୁ କହିବା ତାତ୍ପର୍ଯ୍ୟ କ'ଣ ଥିଲା ଆମର, ଏ ମନ ଭାବୁଥାଏ ଯାହା କାଳେ ପ୍ରକଟ ହୁଏ। ତା ମନ ଯଦି ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ଚାହୁଁଛି, ତାହେଲେ ଭଗବାନ କେବେ ନା କେବେ ସେ ସୁଯୋଗଟା ଦେବେ, କାରଣ ସେଟା ଭଗବାନଙ୍କର ଦାୟିତ୍ୱ। କବ୍ଜାର କ'ଣ ଯୋଗ୍ୟତା ଥିଲା, ସୁପର୍ଣ୍ଣଖାର କ'ଣ ଯୋଗ୍ୟତା ଥିଲା, କିଛି ଯୋଗ୍ୟତା ନାହିଁ, କିନ୍ତୁ ସେ ଭଗବାନଙ୍କୁ ପତି ରୂପେ ବର୍ଣ୍ଣନା କରିବା ପାଇଁ ଇଚ୍ଛା କରିଥିଲା। ବାସ୍ ଭଗବାନ ପାଖରେ ସେ ନିବେଦନ କରିଥିଲା, ଭଗବାନ ସ୍ୱୀକାର କଲେ। ଆଉ ମନ ଯଦି ଭାବୁଛି କୋଟିପତି ହେବି, ସେଟା ହେଇପାରେ ନ ହେଇପାରେ, ସେଟା କପାଳ ଲକ୍ଷଣ ହିସାବରେ ଯଦି ଥିବ ତାହେଲେ ମିଳିବ, ନଚେତ ନାହିଁ। ତେଣୁ ଯୋଉ କୁହାଯାଇଛି ଗାଉଁଲି କଥାରେ, କ'ଣ ଭାବୁଥାଏ ଯେ କାଳେ ପ୍ରକଟ ହୁଏ, ତାହେଲେ ଏଟା ଭଗବତ ସମ୍ବନ୍ଧରେ, ବୁଝିପାରିଲେ? ନଚେତ ଯେଉଁ ଯେଉଁ ଯୋଜନା ସବୁ ରହିଛି ଭଗବାନ ବୁଝେଇ ଦେଉଛନ୍ତି। ବ୍ୟକ୍ତି ଯେଉଁ ଯେଉଁ ଯୋଜନା କରେ, ସେ ଯୋଜନାକୁ ଭଗବାନ ସବୁ ଭାଙ୍ଗି ଦିଅନ୍ତି। କାହିଁକି ନା କାଳ ରୂପେ ଆସି ଫଳଫଳ ଭୋଗି ଦିଅନ୍ତି। ତେବେ ଇଏ ହେଉଛି କାଳର ପ୍ରଭାବ, କାଳସ୍ଥ ବିକ୍ରମ ଆହ। ତେବେ ଜୀବ ଯୋଉ ଦୁଃଖ ପାଉଛି, କାହିଁକି ଦୁଃଖ ପାଉଛି? ସ୍ୱକର୍ପ ହେତୁ। ଜୀବର ଦୁଃଖର କାରଣ କ'ଣ? ଜୀବ ଏ କାଳର ପ୍ରଭାବରେ ପ୍ରଭାବିତ ହେଇକି ଏ ସଂସାରର ଅନିତ୍ୟ ବସ୍ତୁକୁ ସେ ନିତ୍ୟ ବୋଲି ଭାବୁଛି। କାଳର ଗତି ହିସାବରେ ସେ ଗତି କରି ଆସିଛି। ଯେମିତି ବର୍ତ୍ତମାନ ଆପଣମାନେ ଗାଡ଼ି ମଡ଼ରେ ଜନ୍ମ ହୋଇଛନ୍ତି, କିଏ ନୟାଗଡ଼ରେ ଜନ୍ମ ହେଇଛି, କିଏ ମହିପୁରରେ ଜନ୍ମ ହେଇଛି, କିଏ ଖୁଣ୍ଡମଧୁରେ ଜନ୍ମ ହେଇଛି, କିଏ କୋଉଠି ଜନ୍ମ ହେଇଛନ୍ତି। ତ କାଳର ଗତି ହିସାବରେ ଶରୀର ସେଠି ପାଇଛନ୍ତି, କିନ୍ତୁ ସେ ଶରୀର ସହିତ ସମ୍ବନ୍ଧିତ ବସ୍ତୁ ଗୁଡାକ ନିଜର ନାହିଁ, କିନ୍ତୁ ଭାବୁଛି ଜୀବ ହଉଛି ମୋର। ଏଇଟା ହଉଛି ଦୁଃଖର କାରଣ। ସେଇଠୁ ସଂସାର ଚକ୍ରଟା ଆରମ୍ଭ ହେଉଛି। ଭଗବାନ ବୁଝେଇବି ଦୁଃଖ କାରଣ କ'ଣ? ଇଏ ହଉଛି ଦୁଃଖର କାରଣ। ବ୍ୟକ୍ତିର ମତିଟା ବିପରୀତ ହେଇଯାଇଛି। ମତି ବିପରୀତ ଅର୍ଥାତ୍ ସିଏ ସୁମତି ବିଶିଷ୍ଟ ହେଇନି, ଦୁର୍ମତି ବିଶିଷ୍ଟ ହେଇଯାଇଛି। ମତି ଦୁଇ ପ୍ରକାର, ସୁମତି, ଦୁର୍ମତି। ସୁମତି କ'ଣ? ମୁଁ ଭଗବାନଙ୍କର, ମୋର ସମ୍ବନ୍ଧ ଭଗବାନଙ୍କ ସହିତ। ଯଦି ଏଇ ବିଚାରଟା ଆସିବ, ସାଂସାରିକ ସୁଖ ଦୁଃଖରେ ସେ ଜମା ବିଚଳିତ ହେବ। ଦୁର୍ମତି କ'ଣ? ନା ମୁଁ ସଂସାରର, ମୁଁ ଅମକ ବ୍ୟକ୍ତି, ମୋର ଗାଁ ଅମକ, ମୋର ପତ୍ନୀ ଅମକ, ମୋର ପୁତ୍ର ଅମକ। ଏଇଟା ହେଲା ଦୁର୍ମତି। ଆମେ ଏଇ ଜଗତରେ କାହା ସହିତ କାହାର ସମ୍ବନ୍ଧ ନାହିଁ। ଏଇଟା ଦୁର୍ମତି ବିଶିଷ୍ଟ ହେଇକି ଆଉ ସୁଖ ଦୁଃଖରେ ମୋହିମାନ ହେଉଛି। ସ୍ୱର୍ଗଟା ହେଉଛି ଭଗବାନଙ୍କ ସହିତ ଆମର ସମ୍ବନ୍ଧ, କିନ୍ତୁ ଭୁଲିକି ଦେଖନ୍ତୁ ଭଗବାନ ବୁଝେଇ ଦେଇଥିଲା। ଯଦଧର୍ମସ୍ୟ ଦେହସ୍ୟ ସାରବନ୍ଧସ୍ୟ ଦୁର୍ମତି ଧ୍ରୁବାଣୀ ମନ୍ୟତେ ମୋହାତ୍ ଗୃହକ୍ଷେତ୍ରବସୁ ନିଜ। ଧ୍ରୁବାଣୀ ମନ୍ୟତେ ମୋହାତ୍, ମୋହବଶତଃ ବ୍ୟକ୍ତି ଧ୍ରୁବ ବୋଲି ବିଚାର କରୁଛି। ଦୁଃଖର କାରଣ ହେଉଛି ଏଇଟା, ଆଉ କିଛି ନାହିଁ। କେଉଁ କେଉଁ ବସ୍ତୁକୁ ସେ ଭାବୁଛି ଧ୍ରୁବ ବା ସତ୍ୟ ବା ଚିରସ୍ଥାୟୀ। ଯଦ୍ ଅଧ୍ରୁବସ୍ୟ, ଅଧ୍ରୁବ ବସ୍ତୁ ଗୁଡାକୁ ଧ୍ରୁବ ଭାବୁଛି। ଅଧ୍ରୁବ ମାନେ ଅନିତ୍ୟ, ଧ୍ରୁବ ମାନେ ନିତ୍ୟ। ଅନିତ୍ୟ ବସ୍ତୁକୁ ନିତ୍ୟ ବିଚାର କରୁଛି, ଏଟା ହେଉଛି ଦୁଃଖର କାରଣ। ଯଦ୍ ଅଧ୍ରୁବସ୍ୟ ଦେହସ୍ୟ, ପ୍ରଥମ ହେଲା ଦେହ, ନିଜ ଦେହ।
ନିଜ ଦେହଟା ହେଉଛି ଅଧ୍ରୁବ, ଅସ୍ଥାୟୀ, ଅନିତ୍ୟ, କ୍ଷଣସ୍ଥାୟୀ, ରହିବନି, ସବୁଦିନ ରହିବ। ଦେହଟାକୁ ରଖିପାରିବା? କିଏ ରଖିପାରିବେ କହିବି? ରହିବ। କିନ୍ତୁ ଦେହଟା ପାଇଁ ସମସ୍ତଙ୍କର କେତେ ଚିନ୍ତା। ଦେହ ପ୍ରଥମ, ଦେହକୁ ଦେଖୁନାହାନ୍ତି, ଦେହକୁ ସଜାଇବା ପାଇଁ କେତେ ଯୋଜନା। ହଁ ନା ନାଇଁ? ଭଲ ଡ୍ରେସ୍ ପିନ୍ଧିବି, ହଁ ଚୁଟି କଳା କରିବି, ଏସବୁ ଦେହକୁ ସଜାଇବା କାମ ନା ନାହିଁ? ଏସବୁ ଦେହ ପାଇଁ ନା। ଚୁଟି ପାଚିଗଲା, ପାଚିଲେ କଣ କ୍ଷତି କଣ ହେଲା? ପାଚିଲା ପାଚିଲା କଣ, ପାଚିଲା ଭଲ, ପାଚିଲା ବୟସ ବସିଲା ମିଶାଇ ଯାଉଛି, ଭକ୍ତି ଦିନ କରି ଦେହ ପାଇଁ ବୁଢା ହେଇନି, ସମସ୍ତେ ବୁଢା କହିବେ ଚୁଟି ପାଚିଲା, ନା ନା କଳା ନା କଳା, ଦେହ ପାଇଁ ଚିନ୍ତା କରିବେ। ଏସବୁ ମୁଁ ଦେଖିଲେ ସବୁ ହସ ଲାଗେ, ଖାଉନି। ଏସବୁ ଝିଅମାନେ ସବୁ ଯାଆନ୍ତି, ସବୁ କଲେଜ ଯାଆନ୍ତି, ସେସବୁ ଗୋଟେ ପିନ୍ଧିଥିବେ ହାତରେ ପୁରା ଗ୍ଲୋଭ୍ସ, ଦେଖିଛନ୍ତି? ସେଟା ଦେଖେ ଯୋଉ ଟ୍ରାଫିକ ପୋଲିସ ସେମାନେ ପିନ୍ଧିଥାନ୍ତି, କିନ୍ତୁ ସବୁ ଝିଅମାନେ ସବୁ ପିନ୍ଧିଥାନ୍ତି କଣ ପାଇଁ? କଳା ପଡିଯିବ ହାତ। ଦେହ ପାଇଁ କେତେ ଚିନ୍ତା ଦେଖ। ଆରେ କଳା ପଡିଲେ କଣ ଯିବା ଥଣ୍ଡା କଳା ପଡିଗଲା ନା କଣ? କଣ ଯିବା ଥଣ୍ଡା କଳା ପଡିଯିବ? ସେ ତ ନୁହଁ ନା। ଦେହ ପାଇଁ କେତେ ଚିନ୍ତା ଦେଖନ୍ତୁ, ଏ ଦେହଟା ପାଇଁ ସବୁ ଚିନ୍ତା। ମୁଁ ମନ କହୁଛି ଭାବୁଛନ୍ତି, ଶାସ୍ତ୍ରରେ ଲେଖା ହେଇଛି। ଭକ୍ତି ଠାକୁର କହିଛନ୍ତି, ଦେଖନ୍ତୁ କଣ ଲେଖିଲେ ଭକ୍ତି ଠାକୁର? ଅନିତ୍ୟ ଏ କଳେବର କହୁ ନାହିଁ ସ୍ଥିରତର, ଅନିତ୍ୟ ଏ କଳେବର କହୁ ନାହିଁ ସ୍ଥିରତର ସମনাইলে কিছু নাই। ଦେହଟା ହଉଛି ଅପୂର୍ବ। ଭକ୍ତି ଠାକୁର ବୁଝେଇଦେଲେ ଅନିତ୍ୟ କଳେବର କଭୁ ନୁହେଁ ସ୍ଥିରତର, ସ୍ଥିର ନାହିଁ, ସ୍ଥିର ଅଛି। ନିଜକୁ ଦେଖୁନାହାନ୍ତି, କାଲି ଆମେ ସେ କଥା କହୁଥିଲେ, ଆମେ ବି ଥିଲେ ସେଭଳି ଛୋଟ ଛୁଆ, ସେ ବୋଲୁଛି ଆମେ କହୁଛୁ, କିନ୍ତୁ ବୟସ ହେଇ ଅଛି। ଅନିତ୍ୟ କଳେବର କଭୁ ନୁହେଁ ସ୍ଥିର, ସ୍ଥିରତର। ଆଉ ସମନ ଆଇଲେ କିଛି ନାହିଁ, ଯେତେବେଳେ ଜମରେ ସେ ପହଞ୍ଚିବ, ମୃତ୍ୟୁ ଜମରେ ସେ ପହଞ୍ଚିବ, ଆଉ କିଛି ନାହିଁ। ଦେହ ପାଇଁ ଯେତେ ଯାହା କରିଥାଅ ରହିବନି। ଏ ଅଙ୍ଗ ଶୀତଳ হবে, ଚକ୍ଷୁ ସୁନ୍ଦର হবে, ଚିତାର ଆଗୁନ হবে। ଅଙ୍ଗ ସବୁ ଶୀତଳ ହେଇଯିବ, ପାଦ ଅଙ୍ଗ ଶୀତଳ ହେଇଯିବ, ଚକ୍ଷୁ ସ୍ପନ୍ଦନ, ଚକ୍ଷୁର ସ୍ପନ୍ଦନ ରହିବନି। ଆଉ ଶେଷରେ ଚିତାର ଆଗୁନେ, ଚିତାର ଅଗ୍ନି ଯାଇକି ସମସ୍ତେ ଶୋଇବା। ଏଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ କି ନାହିଁ ଚିନ୍ତା କରୁନି। ମୋ ପାଇଁ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନାହିଁ, ସମସ୍ତଙ୍କ କ୍ରିୟା ହେବନି ନାହିଁ। କିନ୍ତୁ ଜୀବର ଦୁର୍ମତି କିଭଳି? ଦେହଟାକୁ ସର୍ବସ୍ୱ ବିଚାର କରୁଛି, ଦେହଟା ପାଇଁ ସେ ଚିନ୍ତା କରୁଛି, ମତେ କାହିଁ କହିଲା, ମତେ କାହିଁ ଗାଳି କଲା। ଦେହଟା ଆଜି ଅଛି କାଲି ରହିବନି। ଦେହ ପାଇଁ କଣ ଅଛି? କାଲି ସେମାନେ କହୁଥିଲେ ନା, କଥା ଶୁଣୁଥିଲେ, ଯିଏ ଗାଳି କରୁଛି, ଯିଏ ନିନ୍ଦା କରୁଛି, କାହିଁ ସେଟା ନଉଛ? ଦେହ ପାଇଁ ଚିନ୍ତା କରୁଛି, ମତେ କାହିଁ କହିଲ। ଦେହକୁ ସଜେଇବା ପାଇଁ ସବୁ ବ୍ୟବସ୍ଥା, ଦେହ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଦେହକୁ ସଜେଇବା ପାଇଁ ମାର୍କେଟ ଯାଉନାହାନ୍ତି, ଯାହା ଦେଖେ ଖାଲି ସ୍ତର ନାଇଁ, ଡ୍ରେସ୍ କଣ କହିବି, କଣ ଦେଖୁନାହାନ୍ତି କେତେ ପ୍ରକାର। ଦାନ୍ତ ଘଷିବା ପାଇଁ ପେଷ୍ଟ, ଦେହ ପାଇଁ ଦାନ୍ତ ପାଇଁ ପେଷ୍ଟ କେତେ ପ୍ରକାର ଅଛି? ପେଷ୍ଟ, ଦାନ୍ତ ଘଷା ପେଷ୍ଟ କେତେ ପ୍ରକାର ଅଛି କହିଲୁ? ପେଷ୍ଟ କେତେ ପ୍ରକାର ଅଛି?
କେତେ ପ୍ରକାର ଦେଖ ଦେହ ପାଇଁ ଦାନ୍ତ ପାଇଁ। ଆଚ୍ଛା 50 ବର୍ଷ ପୂର୍ବେ ପେଷ୍ଟ ଥିଲା? ଆମେ ତ ପେଷ୍ଟ ବର୍ଷ ନଥିଲୁ ଛୁଆବେଳେ। ଆପଣମାନେ ମଉସା କହୁନାହାନ୍ତି ଦାନ୍ତ ଘଷା ପାଉଡର ପ୍ରଥମେ ଆସିଲା, କିନ୍ତୁ ତା ପୂର୍ବରୁ ଆମେ ସବୁ ଦାନ୍ତ କାଠି ଘଷୁ। ଦାନ୍ତ କାଠି ଅଙ୍ଗାର ସବୁ ଘଷିছে। ଅଙ୍ଗାର ଘଷିଛନ୍ତି ଆପଣ? କି ଅଙ୍ଗାର ଘଷିଛନ୍ତି? ଅଙ୍ଗାର ଘଷିছে। ଆଚ୍ଛା ଅଙ୍ଗାର ଘଷିଲେ ସେତେବେଳେ ଦାନ୍ତ ସଫା ହଉଥିଲା କି ନାହିଁ? କାରଣ ଦାନ୍ତ ରୋଗ ତ ବିଶେଷ ହଉନଥିଲା। ସେ ତ ପେଷ୍ଟ 1000 ପେଷ୍ଟ ଘଷି ତ ମେଡ଼ିକାଲ ଯାଉଛି। ଦାନ୍ତ ରୋଗ ସ୍ୱତନ୍ତ୍ର ରହିଛି। ଦାନ୍ତ ରୋଗୀ ସ୍ୱତନ୍ତ୍ର, ଦାନ୍ତ ରୋଗ ଚିକିତ୍ସକ ସ୍ୱତନ୍ତ୍ର। ତ ଦେଖ ଦେହ ପାଇଁ କେତେ ବ୍ୟବସ୍ଥା। ତେଲ କେଶ ପାଇଁ ତେଲ, ହଁ ଗାଁରେ ସବୁ କି ତେଲ ଥିଲା ଆଜ୍ଞା? ଆମେ ସବୁ ଲଗଉଥିଲେ ତେଲ, ଜଡ଼ା ତେଲ, ରାଶି ତେଲ ଏସବୁ ଲଗଉଥିଲେ ନାଇଁ? ବର୍ତ୍ତମାନ ଦେଖୁନାହାନ୍ତି କେତେ ଭେରାଇଟି ତେଲ ବାହାରିଛି। ବାହାରିବ ଜଗତ ଏସବୁ ଚାଲିବ ତ କିଛି କହିହବ। ଦେଖନ୍ତୁ ଦେହ ପାଇଁ କେତେ ବ୍ୟବସ୍ଥା। ତେଲ କେତେ ପ୍ରକାର, ହଁ କ୍ରିମ ଲଗାଉଛନ୍ତି ମୁହଁରେ, କେତେ ପ୍ରକାର କ୍ରିମ ଲାଗୁଛି। କ୍ରିମ କେତେ ପ୍ରକାର ସବୁ ଦେହ ପାଇଁ ନା। ପୂର୍ବରୁ କଣ କ୍ରିମ ଥିଲା? କିଛି ନାହିଁ। ମାଟି ଲଗା ହଉଥିଲା। ମାଟିର ଗୁଣ ଅଛି ନା। ଏ ତିଳ କରୁଛି ନା ମାଟିଟା ତିଳ କରୁନାହାନ୍ତି ସବୁ ମୁହଁରେ। ଗୋବର କରୁଥିଲେ। ଆଜିକାଲି ଏଟା ଶୁଣିଲେ ଯିଏ ହସିବ ଯିଏ ଶୁଣିବ। ଜାଣିଛନ୍ତି ଗୋବର ଯଦି ଦେହରେ ଲଗେଇକି ଯଦି ସ୍ନାନ କରିବେ, ହଁ କୌଣସି ଜୀବାଣୁ ରହିବେନି, ପୁରା ଜୀବ ସୁସ୍ଥ ରହିବ, ସବୁ ସୁସ୍ଥ ରହିବ। ଆଜି ଯଦି ଗୋବର ତ ଛୁଇଁଲେ ଗୋବର ତ ସମସ୍ତ ଭାବନା ଗୋବରକୁ ଛୁଇଁବା ପାଇଁ କେହି ଚାହିଁବେ। ପୂର୍ବରୁ ଦେଖୁନାହାନ୍ତି ମା ମାନେ ସବୁ ବସିଛନ୍ତି, ଆଜି ବି ଥିବ ଗାଁ ଗହଳିରେ ଗୋବର ଲିପାଲିପି ହଉଥିବ। ଗୋବର କିଏ କିଏ ଲିପିଛନ୍ତି ମା ମାନେ ହାତ ଦେଇକି? ଆଜି ବି କମ। ତାମାନେ ଯିଏ ଗୋବର ଲିପୁଛନ୍ତି ଜଣା ପଡ଼ିଯାଉଛି ତାଙ୍କ ଘରେ ଗୋମାତା ଅଛନ୍ତି। ଅଛନ୍ତି ଗୋବର ଲିପା ହଉଛି ନା। ଗୋବର ଆଜିକାଲି ଯୋଉ ଝିଅମାନେ ତାଙ୍କୁ କହିବ ଗୋବର ଲିପ, ଫିନାଇଲ ଆଣ ପୋଛିଦବା। ସିଏ ପାଠ ପଢିବେ ଶାଶୁ, ସିଏ ତ ଯିଏ ଶାଶୁ ସିଏ ଗୋବର କରୁଛି, ଫିନାଇଲ ଆଣ ପୋଛିଦବା। ସତ ତ ଚିନ୍ତା କରୁନି ଘଟୁ କି ନାହିଁ। ଦେହ ପାଇଁ କଥାରେ ଆଲୋଚନା କରୁছে। ଦେହ ପାଇଁ ସବୁ ବ୍ୟବସ୍ଥା, ମାର୍କେଟରେ ବି ସବୁ ପ୍ରକାର ଜିନିଷ ଦେହ ପାଇଁ। ସମସ୍ତେ ଖାଲି ମୁହଁଟାକୁ ସମସ୍ତେ ଭାରି ଯତ୍ନ କରନ୍ତି। ମୁହଁଟା ସମସ୍ତଙ୍କର ମାନେ କଣ କହିବେ ନା କଣ ଦେଖନ୍ତୁ ଭକ୍ତି ଠାକୁର କଣ ଲେଖିଛନ୍ତି। ଭକ୍ତି ଠାକୁର ଲେଖିଲେ କଣ ଦେଖୁନାହାନ୍ତି? যে সৌন্দর্য নিত্য হেরা দর্পণেতে নিরন্তর, যে সৌন্দর্য নিত্য হেরা দর্পণেতে নিরন্তর, শিবার হইবে ভজন, হইবে ভজন। যে বস্ত্র সেবা আভরণ পর, যে বস্ত্র যে ভজন কর, রহিবে রহিবে। দেখুন দেহକୁ ସଜାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା। যে ସୌନ୍ଦର୍ଯ୍ୟ ନିତ୍ୟ ହେର, ନିଜ ସୌନ୍ଦର୍ଯ୍ୟକୁ ସମସ୍ତେ ଦେଖୁନାହାନ୍ତି, ପ୍ରତିଦିନ ସୌନ୍ଦର୍ଯ୍ୟ ଦେଖୁଛନ୍ତି ନାଇଁ? ତ ମା ମାନଙ୍କର ତ ବେଶୀ ଭାଇ ସବୁ ଯିବେ ଦେଖୁନାହାନ୍ତି, ଗୋଟେ ଦିଆ ହଉଛି ସୌନ୍ଦର୍ଯ୍ୟ ପ୍ରସାଧନ ପାଇଁ ଗୋଟେ ଟେବୁଲ ଦିଆ ହଉଛି, ଡ୍ରେସିଂ ଟେବୁଲ। ଡ୍ରେସିଂ ଟେବୁଲ ଆଜି ସମସ୍ତଙ୍କ ଟେଣ୍ଡେନ୍ସି ତ ସେ ନଦେଲେ ବି କଣ କରିବେ। ଦର୍ପଣ ଯୋଉଠି ପାଇଗଲେ, ଯଦି କିଏ ଦର୍ପଣ ପାଇଗଲେ ମାନେ ସରିଲା। ମାଙ୍କଡ ଯଦି ଦର୍ପଣ ପାଇବ ଦେଖିଛନ୍ତି, ଦେଖିଛନ୍ତି ଟିଭିରେ ତ ମୋବାଇଲରେ ସବୁ ଦେଖୁଥିବେ।
ମାଙ୍କଡକୁ ଯଦି ଦର୍ପଣ ଗୋଟେ ଦେଇଦେଲେ ସରିଲା। ଆଉ ଖିଆ ନାହିଁ ପିଆ ନାହିଁ କିଛି ଭୁଲ କରିଯିବ ସବୁ ଖାଲି ତ ମୁଁ କେତେ ସୁନ୍ଦର ଖାଲି ଦେଖୁଛ ମାଙ୍କଡ ସତେଜ ବିଷୟରେ ମୋ ଭଳିଆ ସୁନ୍ଦର କିଏ? ଆମ ବାରିପଟେ ଗୋଟେ ଗଛଟେ ଅଛି ମାଙ୍କଡ ଏଠି ଗୋଟେ ଗାଡିଟେ ଥୁଆ ହେଇଛି ଗାଡିର ଆଇନାଟାରେ ସେ ବସିକିରି ତ ଖାଲି କପଟିଆ ଗୋଟେ କହି ହବ ଭାବୁଛି ଆପଣ କହିଲେ ଆମ ମନ୍ଦିରରେ ମୁଁ ଦେଖିଛି ସେଟା ଆମର ସବୁ ଗାଡି ଠିଆ ଥିବ ମାଙ୍କଡ ଆସି ଗାଡିରେ ସବୁ କଣ ଦେଖୁଛି ଓ ମାନେ ସତରେ ବି ସେ ଜୀବ ପାଲଟା କଣ୍ଟେଷ୍ଟ ଯିବ କଣ ସେ ସଜା ଏଇ ତ ମଉସା କହିଲେଣି ଆଉ ତାଙ୍କ ବାଟରେ ସେ ଦେଖିଛନ୍ତି ଗାଡିଟା ଧରିଛି ଆସି ମାଙ୍କଡ ଖାଲି ମୁଁ ଦେଖୁଛୁ ଦେଖନ୍ତୁ ସତ କଥା ତାକୁ ଆମେ କାହିଁ ଦୋଷ ଦବା ମଣିଷର ତ ଅବସ୍ଥା ସେୟା କହିବା ତାକୁ ଦୋଷ କାହିଁ ମଣିଷ ସବୁ ସେୟା ଯୋଉଠି ଦେଖିଲେ ଦର୍ପଣ ଦେଖିଲେ ମାନେ ଚୁଟିଟା ସତ ଯେମିତି ଭୁଲିଗଲା ଲୋକ ଚିହ୍ନି ପାରିବେନି ଚୁଟିଟା ଯେମିତି ସେମିତି ରହିବା କଥା ନା ରେ ଯେ ସୌନ୍ଦର୍ଯ୍ୟ ନିତ୍ୟ ହେର ଦର୍ପଣ ନିରନ୍ତର ସେ ଶରୀର ସୌନ୍ଦର୍ଯ୍ୟ ଲାଗିଭଳି ସ୍ୱଶିବାର ହଇରେ ଭୋଜନ ଏ ବର୍ତ୍ତମାନ କେତେ ସୁନ୍ଦର ସ୍ୱଶିବାର ହଇରେ ଭୋଜନ କୁକୁର ଶିବା ଶୃଗାଳ ଆଉ ଶାଗୁଣା କୁକୁର ଶୃଗାଳ ଶାଗୁଣା ଏମାନଙ୍କର ଭୋଜନ ଏଟା ସତ୍ୟ ନା ଆମ ଶରୀର ଆମେ ଯେମିତି ସଚେତନ ହଉଛନ୍ତି ତାର ଅର୍ଥ ନୁହେଁ ଯେ ଶରୀରକୁ ଘୃଣା କରିବା ନିନ୍ଦା କରିବା ତାର ଅର୍ଥ ସେ ନାହିଁ ସେ ଦୃଷ୍ଟିରେ ଏଟା କୁହାଯାଏନି କିନ୍ତୁ ଶରୀର ପାଇଁ ଆମେ ଯୋଉ ଚିନ୍ତିତ ହେଇଯାଉଛେ ଶରୀରକୁ ସବୁସ ବିଚାର କରୁଛେ ଏଇଟା ହଉଛି ନିନ୍ଦନୀୟ ଏଇ ଦୃଷ୍ଟି କୁହାଯାଇଛି ତାର ଅର୍ଥ ନୁହେଁ ଯେ ଶରୀର ସଜେଇବାନି ଶରୀର ମୁଣ୍ଡକୁ ନେଇବାନି ତାର ଅର୍ଥ ସେ ନାହିଁ କିନ୍ତୁ ଯୋଉ ଶରୀର ଆମେ ଏତେ ଯତ୍ନ କରୁଛେ ସେ ଶରୀରଟା ଯଦି ମରିଗଲା ପରେ ଯଦି ଫୋପାଡ଼ି ଦିଆଯିବ ତାକୁ କୁକୁର ଶୃଗାଳ ଖାଇବେ ଏଇ ଦୃଷ୍ଟି ବୁଝାଯାଇଛି ମରିଲା ପରେ ଯୋଉ ଶରୀର ଆମେ ଏତେ ସୁନ୍ଦର ବୁଝାଉଛେ ସେ କଥା କହୁଛନ୍ତି ନା ଯେ ବସ୍ତ୍ର ଆଦର କର ଯୋଉ ବସ୍ତୁ ଯେତେ ଆଦର କରୁଛେ जेव्हा आभरण करो जेव्हा अलंकार पूर्ण जहाँ सब जुलुचे कोथा सब रहिबे देखन गला पे कुआडे कोन संगे लेके जिवे कुआडे गला से सब करी गई ते सरट होछि कि बोली आगे बुझी होछि ता माने एते बुझी न होछि जीवन शरीरटा होछि अनित्य स्थायी शरीर किंतु शरीर से नित्य बोली विचार करछि से से दुखी हिए छोट छोट कथा से दुखी हिए तो ना सब दुखर कारण ए शरीर पाई ना अरे शरीर में जहाँ सुख दुख जहाँ मिलवा कथा सेटा ऑलरेडी कपाल लिखनेशन ठीक ठीक कहिछि आमे चाहिले त बढ़ी परियानी कि कमे परियानी बरम कमे कि भक्ति करी यदि तपस्या करी कमेबे ता तो वैराग्य भावटा आसी वहां सतो दुख करे एकदम मान शिक्षा देछु नसिते सर कोन सर बहुत देखन केते सुंदर लिखा है सरटा कि बोली आमे सरदा रचना श्रेष्ठ विचार करछन्ती शास्त्र कोन लिखा है देखन शरीरर स्वरूपटा कोन देखन जरा शोक विपाकर्तम रोगमंदिरम मातुरम दुस्तुरम दुर्धरम दुष्टम सदोषं प्रणभंगुरम ये ना शरीर ये भागवतम श्लोक नहीं बोला शास्त्र भागवतम श्लोक रचना जरा शोक विपाकर्तम जरा शरीर पर दीर्घ अवस्था से ना समस्या से सुनिए भगवान को बुझे छे जरा शोक भी रही सरकार शोक पहुंचे कष्ट पहुंचे विभागात्म इतने सब कुछ दुख रोग मंदिर आतुरम शरीर से लक्षण देखो रोग मंदिर शरीर हूँ रोगर मंदिर रोग तो रही मंदिर ये मंदिर अच्छा माँ अच्छा कि मंदिर अच्छा श्रीदेवी अच्छा मंदिर अच्छा जगन्नाथ अच्छा मंदिर सब ठाकुर कहते देवादेवी कहते भगवान कहते ये शरीर गोटे मंदिर शरीर किए रही रोग रोगर मंदिर शरीर समस्त आम समस्त शरीर जड़ जगत जो मैंने अच्छा भौतिक जगत जो मैंने अच्छा समस्त शरीर अच्छे कि शरीर मैंने समस्त हूँ नित्य यहाँ हूँ दुखर कारण शरीर नष्ट हम शरीर रोग भोगे एवं आतुर कामनार आतुर ये शरीर के कामना रही शरीर कामना भल खाइबी भल ड्रेस पिंधि भल घर रही भल गाड़ी किणवी भल धन रोजगार करी कौन शरीर भल ड्रेस पिंधा भल ड्रेस पिंधले बैकुंठ पड़े नहीं भल खाइले बैकुंठ पड़े भल गाड़ी किणले बैकुंठ पड़े भल घर कले बैकुंठ पड़े नहीं
କିନ୍ତୁ ଦେଖନ୍ତୁ ଏ ଶରୀର ପାଇଁ ସମ୍ବନ୍ଧିତ ସବୁ ବସ୍ତୁ ଗୁଡାକ ଆମେ ଉନ୍ନତ ସ୍ତରର ପକେଇବା ପାଇଁ ଚାହୁଁଛେ, ତ ସେଇଟା ଯଦି ବାଧା ସୃଷ୍ଟି ହଉଛି ମନଟା ଭାରାକ୍ରାନ୍ତ ହେଇଯାଉଛି, ମନଟା ଦୁଃଖୀ ହେଇଯାଉଛି। ଦୁଃଖର କାରଣ ହଉଛି ଶରୀର ସମ୍ବନ୍ଧୀ ବସ୍ତୁ ଗୁଡାକ ତାମାନେ ନୁହଁ ଯେ ଆମେ ସବୁ ନଷ୍ଟ କରିଦେବା, ନାଇଁ। ଡ୍ରେସ୍ ଅଛି ତାମାନେ ଡ୍ରେସ୍ ପିନ୍ଧିବାନି, ସବୁ ନିଆଁ ଲଗାଇବା, ତାର ଅର୍ଥ ସେ ନୁହଁ। କି ଗାଡି, ଆମର ଗାଡି ଆବଶ୍ୟକ ଅଛି, ଗାଡି କିଣିବାନି, ଗାଡି କିଣିବାନି ନଷ୍ଟ କରିଦେବା, ନାଇଁ, ତାର ଅର୍ଥ ସେ ନୁହଁ। ଶରୀର ସହିତ ଯେଉଁ ଯେଉଁ ବସ୍ତୁ ରହିଛି, କପାଳରେ ଲେଖା ହେଇଛି, ସେଟା ଆମ ସହିତ ଯୁକ୍ତ ହବ। କିନ୍ତୁ ଭଗବାନ କାହିଁକି ବୁଝଉଛନ୍ତି ନା ଅନାସକ୍ତ ଭାବେ ରହିବ। ଅନାସକ୍ତ ଭାବେ ରହିଲେ ଭଗବାନଙ୍କୁ ଭକ୍ତି କରିପାରିବେ, ନଚେତ ସେଇ ବସ୍ତୁ ପାଇଁ ମନ ମିଳେ। ଏଟା କିଣିଛନ୍ତି, ଏଟା ଖରାପ ହେଇଗଲା, ସମସ୍ୟା ପଡ଼ିଲେ ଭଗବାନ ଲାଗେ ପ୍ରଭୁ କଣ କରିବି, ଏଟା କିଣିଥିଲି, ଏତେ ପଇସା ଦେଇ କିଣିଥିଲି, ପାଖରେ ପଇସା ନେଇ ସବୁ ବ୍ୟବସ୍ଥା କର, ଏଟା ଟିକେ ଭଲ କର। ଭଗବାନ ଡାକିଲେ ଗାଳି। ଦେଖନ୍ତୁ ଏଇଟା ଭଗବାନ ବୁଝଉଛନ୍ତି, ସବୁ ବୁଝେଇବେ। ଦେଖନ୍ତୁ ଆଚ୍ଛା, ଆଉ କଣ? ଦୁଷ୍ଫରଂ ଦୁର୍ଧରଂ ଦୁଷ୍ଟଂ ସର୍ବସ୍ୱଂ କ୍ଷଣଂ ଭଙ୍ଗୁରଂ। ସର୍ବସ୍ୱ ଲକ୍ଷଣ ଦୁଷ୍ଫରଂ। ଦୁଷ୍ଫରଂ ମାନେ କୌଣସି କାମନା ଏ ଶରୀର ଦ୍ୱାରା ସହଜରେ ପୂର୍ଣ୍ଣ ହବନି। ହଉଛି ସବୁ କାମନା ପୂର୍ଣ୍ଣ ହଉଛି, ସେଟା ତ ପୂର୍ବ ଶୁଣିଥିଲେ। ଆଉ ଦୁର୍ଧରଂ, ଶରୀର ଧାରଣ କରିବା ବି କଷ୍ଟ। ଶରୀର ଧାରଣ କରିବା କଷ୍ଟ। ଧାରଣ କରିବା କଷ୍ଟ ମାନେ ଯେମିତି ଆମେ କାଲି ଶୁଣିଥିଲେ ନା, ଯୁବକ ଅବସ୍ଥାକୁ ଧାରଣ କରି ରଖନ୍ତୁ, ରଖିପାରିବା? ବାଳକ ଅବସ୍ଥାକୁ ଧାରଣ କରି ରଖନ୍ତୁ, ରଖିପାରିବା? ନା, ଧାରଣ କରି ରଖିପାରିବନି। ଶରୀର ପରିବର୍ତ୍ତନ ହେଇ ହେଇ ପଳେଇବ, ନାଇଁ। ଶରୀର ପରିବର୍ତ୍ତନ ହେଇ ହେଇ ପଳଉଛି ନା, ଆମେ ରଖିପାରିବା? ରଖିପାରିବା? ରଖିପାରିବା। ପରିବର୍ତ୍ତନ ହେଇଯାଉଛି ମାନେ ଶେଷରେ ନଷ୍ଟ ହେଇଯିବ। କିନ୍ତୁ ଶରୀର ଦ୍ୱାରା କଣ କରିଯାଉଛି ସେଟା ଭୁଲିଗଲେ। ଶରୀର ସର୍ବସ୍ୱ ବିଚାର କଲେ। ଆଉ ଦୁଷ୍ଟମ, ଶରୀର ହଉଛି ଦୁଷ୍ଟ। ସଦୋଷମ, ସମସ୍ତ ଦୋଷର ମୂଳ। କ୍ଷଣଭଙ୍ଗୁର, କ୍ଷଣଭଙ୍ଗୁର ମାନେ କ୍ଷଣସ୍ଥ। ଏ ଶରୀରକୁ ବ୍ୟକ୍ତି ଭାବୁଛି କଣ ମୋର। ଭଗବାନ ବୁଝେଇ ଦଉଛନ୍ତି ଅଧ୍ରୁବସ୍ୟ ଦେହସ୍ୟ, ଦେହଟା ହଉଛି ଅଧ୍ରୁବ, ଅନିତ୍ୟ, କିନ୍ତୁ ତାକୁ ନିତ୍ୟ ବିଚାର କରୁଛି। ଏଟା ହଉଛି ଦୁଃଖର ପ୍ରଥମ କାରଣ। ଆଉ କଣ? ଏଗୁଡା ହଉଛି ଦୁର୍ମତି, ବ୍ୟକ୍ତିର ଦୁର୍ମତି। ମତିର ଏଟା ହେଲା ବିପରୀତ ବିଚାର। ତା ସହିତ ଆଉ କଣ? ନା ଦେହ ସହିତ ସମ୍ବନ୍ଧିତ ସ ଅନୁବନ୍ଧସ୍ୟ, ଦେହ ସହିତ ସମ୍ବନ୍ଧିତ ସବୁ ବସ୍ତୁ। ଆଗେ ଦେହ, ତାପରେ ଦେହ ସହିତ ସମ୍ବନ୍ଧିତ ବସ୍ତୁ। ଧ୍ରୁବାଣୀ ମନ୍ୟତେ ମୋହାତ୍, ଏସବୁ ବସ୍ତୁ ମାନଙ୍କୁ ଜୀବ କଣ କରୁଛି ନା ଧ୍ରୁବାଣୀ ମନ୍ୟତେ, ନିତ୍ୟ ବୋଲି ବିଚାର କରୁଛି। ମୋ ଶରୀର ନିତ୍ୟ, ମୋ ପୁତ୍ର ନିତ୍ୟ, ମୋ ଗାଡି ନିତ୍ୟ, ମୋ ଘର ନିତ୍ୟ। ଦେଖନ୍ତୁ ଭଗବାନ କହିବେ କେଉଁ କେଉଁ ବସ୍ତୁକୁ ଧ୍ରୁବାଣୀ ମନ୍ୟତେ ମୋହାତ୍? ଗୃହ, କ୍ଷେତ୍ର, ବସୁନିଚ। ପୂର୍ବ କହିଲେ ସ ଅନୁବନ୍ଧସ୍ୟ, ତା ସହିତ ସମ୍ବନ୍ଧିତ ବସ୍ତୁ। ସମ୍ବନ୍ଧିତ ବସ୍ତୁ ଶବ୍ଦରେ ପୁତ୍ର, ସ୍ତ୍ରୀ, ଏସବୁ ସମ୍ବନ୍ଧିତ। ଶରୀର ସହିତ ସମ୍ବନ୍ଧିତ। ମୋ ସ୍ତ୍ରୀ, ମୋର ପୁତ୍ର, ମୋର କନ୍ୟା, ଏ କେହି କାହାର ନୁହେଁ, କିନ୍ତୁ ଭାବୁଛି ମୋର, ଆସିକି ଦୁଃଖ ପାଇବି। ଜଗତରେ କେହି କାହାର ନୁହଁ, କାହା ସହିତ କାହାର ସମ୍ବନ୍ଧ ନାହିଁ, କିନ୍ତୁ ଭାବୁଛି ଯେ ମୋ, ତାମାନେ ତା ପ୍ରତି କର୍ତ୍ତବ୍ୟ କରିବା ନାହିଁ, ସେଟା ନୁହଁ। କର୍ତ୍ତବ୍ୟ କରିବେ, କିନ୍ତୁ ଅନାସକ୍ତ ଭାବେ ରହିବେ। ଗୃହସ୍ଥ ଧର୍ମ ଯଦି ଶୁଣିବେ, କେତେବେଳେ ଭଗବାନଙ୍କ ଇଚ୍ଛାରେ ଶୁଣିବେ ସଂସାରରେ କେମିତି ଗୃହସ୍ଥ ଧର୍ମ ନିର୍ବାହ କରାଯାଏ, କେମିତି କରିବେ। ଅନାସକ୍ତ ହେବେ, ସବୁ କରିବେ, କିନ୍ତୁ ଅନାସକ୍ତ ହେବେ। କାହା ସହିତ କାହାର ସମ୍ବନ୍ଧ ନାହିଁ। ଅନୁବନ୍ଧସ୍ୟ ଦୁର୍ମତି, ଏଟା ଦୁର୍ମତି। ଦୁର୍ମତି ବିଶିଷ୍ଟ ହେଇକି ବିଚାର କରୁଛି ବ୍ୟକ୍ତି, ମୋର ମୋର ମୋର। ଆଚ୍ଛା କୁହନ୍ତୁ, ଶରୀର କାହାର? ଆମେ କହିବା ପିତାମାତା। ପିତାମାତା ଆମର ନା ନାହିଁ? କୁହନ୍ତୁ, ପିତାମାତା ଆମର ନା ନାହିଁ? ଯିଏ ଯାହା ଜନ୍ମ ହେଇଛନ୍ତି ସେ ପିତାମାତା ମାନେ ନିଜର କହିବେ ନା ନାହିଁ? ପରର କହିବା। ସ୍ତ୍ରୀ ଯାହା ହାତ ଧରିଛନ୍ତି ନିଜର କି ନାହିଁ? ପୁତ୍ର ନିଜର କି ନାହିଁ? ନିଜର, ନିଜର ତ, ହଁ କି ନା? ବୁଝେଇଛି ନିଜର ତ, ନିଜର ନା ନାହିଁ? ଯଦି ନିଜର, ତାହେଲେ ସମୟ ଏମିତି ଆସୁଛି ସେମାନେ ଆମକୁ ଛାଡି ପଡିଯାଉଛନ୍ତି। ଯଦି ନିଜର, ରଖିଲନି କାହିଁକି? ପିତାମାତା ଯଦି ନିଜର, ଅଟକେଇଲନି କାହିଁକି? ପିତାମାତା ଯଦି ଆମ ନିଜର, ଆମେ ଯଦି ତାଙ୍କୁ ନିଜର ବୋଲି ଭାବୁଥିଲେ, ଆମେ ତାଙ୍କୁ ଅଟକେଇ ପାରିଲେ? ଅଟକେଇ ପାରିଲେନି। ଯଦି ସିଏ ଆମକୁ ନିଜର ଭାବୁଥିଲେ, ଆମେ ସେ ଛାଡିଗଲେ କାହିଁକି? ତାମାନେ କାହା ସହିତ କାହାର ସମ୍ବନ୍ଧ? କାହା ସହିତ କାହାର ସମ୍ବନ୍ଧ? ସମସ୍ତେ ଗୋଟେ ପଢିଛନ୍ତି। ଇଏ କର୍ମ ଜଞ୍ଜାଳ ଭିତରେ ସମସ୍ତେ ଘାଣ୍ଟି ହଉଛନ୍ତି, ସଂସାର ବନ୍ଧନ ଭିତରେ ଘାଣ୍ଟି ହଉଛନ୍ତି। ଭଗବାନ ସେଟା ବୁଝଉଛନ୍ତି। ମା ଯୋଉ ପଚାରିଲେ ସଂସାର ଚକ୍ରର ଭ୍ରମଣଟା ବୁଝେଇକି କୁହ, ଏଟା ବୁଝେଇଲେ ଭଗବାନ ବୁଝଉଛନ୍ତି, ସେଟା ଆରମ୍ଭ ବୁଝେଇବେ।
କାହା ସହିତ କାହାର ସମ୍ବନ୍ଧ ନାହିଁ। କିନ୍ତୁ ବ୍ୟକ୍ତି ମୋହଗ୍ରସ୍ତ ହେଇକି କରୁଛି। ମୋହା ଧ୍ରୁବାଣୀ ମନ୍ୟତେ ମୋହା, ମୋହଗ୍ରସ୍ତ ହେଇକି ଭାବୁଛି ଏସବୁ ମୋହ, ଦୁଃଖଟା ପାଉଛି ଯେ। ଦେଖନ୍ତୁ ଅନାସକ୍ତ ଭାବଟା କେମିତି ଆସିବ, ଏସବୁ ଶୁଣିବା ଦରକାର, ବୁଝିବା ଦରକାର। ତେଣୁ ସ ଅନୁବନ୍ଧସ୍ୟ, ତା ସହିତ ସମ୍ବନ୍ଧିତ ସ୍ତ୍ରୀ ପୁତ୍ର ଆଦି। ଆଉ କଣ ଗୃହ, ଘର, ଘରଟା ଆମର ନା ନାହିଁ? ଯିଏ ଘର ତିଆରି କରିଛନ୍ତି ସେ ଘରଟା ଆମର ନା ଅଲଗା ବ୍ୟକ୍ତିର? କଣ ସୁନ୍ଦର ରଘୁନାଥ, ଘରଟା ତିଆରି କରିଛ ତମର ନା ମୋର? କାହାର? ନା ତମର ମୋର? ତ ଘରଟାକୁ ତମେ କହୁଛ ନା ଆମର ମୋର ବୋଲି। ଦେଖନ୍ତୁ ଭଗବାନ କଣ କହୁଛନ୍ତି, ଗୃହ, ଘର। ସେ ଘର ଆମର, ମୁଁ କହିବା ଆମର, ସମସ୍ତେ ତ କହିବେ ନା ଆମର। ଯଦି ଘରଟା ଆମର, ତାହେଲେ ସେ ଘରଟା, ଘର ଭିତରେ ଆମେ ସବୁଦିନ ରହିବା ଦରକାର ନା ନାହିଁ? ସବୁଦିନ ରହିବା କି? ଘର ଯଦି ଆମର, ସେ କହିବା ଦରକାର ମୁଁ ଯିବି ନାହିଁ, ଘର ଛାଡ଼ିକି ଯିବି। କହିକି ଅଟକେଇ ପାରିବେ ନିଜକୁ? ତା ଭିତରେ ରଖିପାରିବେ? ପ୍ରକୃତରେ କୌଣସି ଘର ଆମର ନାହିଁ। ଆମେ ଯୋଉ ଘର କହୁଛେ, ଘରେ ରହିଛେ, ଆମକୁ କପାଳ ଲିଖନ ହିସାବରେ, ଆମର କର୍ମଫଳ ହିସାବରେ ଆମକୁ ସେ ଘରେ ଜନ୍ମ ମିଳିଛି। ନା ସେ ଦେଖୁନାହାନ୍ତି କିଏ କଣ ବହୁତ ବଡ ଅଟ୍ଟାଳିକା କରିକି ରହୁଛି, କିଏ ଛୋଟ ଚାଳ ଘରେ ରହୁଛି। କପାଳେ ଯାହା ଯାହା ଲେଖା ହେଇଛି, କପାଳ ଲେଖନ ହିସାବରେ ଯିଏ ଯେମିତି ଘର କରିଛି, ସମସ୍ତେ ନିଜ ନିଜ ବାସସ୍ଥାନ ରହିଛନ୍ତି। ପିମ୍ପୁଡ଼ି ମଧ୍ୟ ତା ଘରେ ରହିଛି, ଗୋଟେ ଗାତ ଭିତରେ ରହିଛି ନା ନା। ପକ୍ଷୀ ମଧ୍ୟ ବସା ତିଆରି କରୁଛି, ଘର ଦେଇଛି। ମୂଷା ମଧ୍ୟ ଗାତ କରି ଘର କରୁଛି। କପାଳରେ ଯାହା ଯାହା ଲେଖା ହେଇଛି, ଶରୀର ଅନୁସାରେ ଯାହାକୁ ଯେମିତି ଘର ମିଳିଛି କପାଳ ଲେଖନ ହିସାବରେ, ସେଟା ତାର। କିନ୍ତୁ ସେଟା ନିତ୍ୟ ନୁହଁ, ଅନିତ୍ୟ। ତାହେଲେ ଆମର ଆଚ୍ଛା କେତେଟା ଘର ଅଛି ଆମର? ଆମର କେତେଟା ଘର? କେତେଟା ଘର ଆମର? ଆମର କେତେଟା ଘର? ଦିଟା। ଆପଣଙ୍କର ମଉସା? ଆଜ୍ଞା ଗଣିକି କହିହବନି କେତେ ଘର ଛାଡ଼ିକି ଆସିକି ଏଠି। ଭେରି ଗୁଡ୍, ବହୁତ ବଢିଆ। ମଉସା ଠିକ କଥା କହିଲେ। ପ୍ରକୃତରେ ଘର କେତେଟା ଆମର ଆମେ କହିପାରିବା ନାହିଁ। କାହିଁକି? ଏଇ ଜନ୍ମରେ ସିନା କହୁଛେ ଘରଟା ଘର ବୋଲି, ସେ ପ୍ରତି ଜନ୍ମରେ ବା ଘର ଛାଡି ଆସିছে, ଘର ଭିତରେ ପଶିଛେ, ଛାଡିକି ଆସିছে, ପଶିଛେ, ଛାଡିକି ଆସିছে, ପଶିଛେ, ଛାଡିକି ଆସିছে। ହେଲେ କେତେ ଥର ଜନ୍ମ ହେଇଛେ, ଯେତେ ଥର ଜନ୍ମ ହେଇଛେ ସେତେଟା ଘର, ନା ନାଇଁ? ଯେତେ ଥର ଜନ୍ମ ହେଇଛେ, ଯୋଉ ସମୟ ପାଇଛେ, ସେତେଟା ଘର। ସେ ଅନୁସାରେ ଯୋଉ ପାଇଛେ ଗୃହ। ତାପରେ କହୁଛନ୍ତି ଘର କଣ? ଗୃହ ପରେ କହୁଛନ୍ତି କ୍ଷେତ୍ର। କ୍ଷେତ୍ର ମାନେ ଜମି, ବାଡି, ଜାଗା, କଣ ତୋଟା, ଖଳା, ଯାହା କିଛି କ୍ଷେତ୍ର, ଭୂମି। କ୍ଷେତ୍ର କାହାର? ଆମର। ପଚାରେ ତମର କେତେ ଜମି ଅଛି? ମୋର 5 ଏକର ଜମି ଅଛି, 5 ଏକର ଜମିର ମାଲିକ। ତୁମର କେତେ? 3 ଘର ଜମି ଅଛି। ତୁମର କେତେ? ମୋର କିଛି ନାହିଁ। କିଏ କହୁଛି ମୋର କିଛି ନାହିଁ, କିଏ କହୁଛି ମୋର 3 ଘର, କିଏ କହୁଛି ମୋର 10 ଘର, କିଏ କହୁଛି ମୋର 5 ଏକର, କିଏ କହୁଛି ମୋର 50 ଏକର ଜମି ଅଛି। ଏ ଭୂମି, ଭୂମି କାହାର? କୁହନ୍ତୁ ଭୂମି କାହାର? ଭୂମିଟା କାହାର? ଗୀତାର ଭଗବାନ କହିଛନ୍ତି ବା, ସପ୍ତମ ଅଧ୍ୟାୟ ଦେଖିନାହାନ୍ତି? ଗୀତାର ଭଗବାନ କଣ କହିଲେ? ଭୂମି ଆପ ଅନଳ ବାୟୁ ଖାନ ମନ ବୁଦ୍ଧିରେ ବୁଝ। ଏ ଭୂମି ପ୍ରଥମେ କହିଲେ, ଭୂମି, ଭୂମି ହଉଛି ମୋର ସୃଷ୍ଟି। ଆମେ ଚାରିପଟେ କାନ୍ଥ ଉଠେଇକି କହୁଛେ ଭୂମିଟା ହେଲା ମୋର। ଏରା ବି ବିଚାର। ଭୂମି ହଉଛି ଭଗବାନଙ୍କର, ନା ନାଇଁ? ନା ଆମ ନାଁରେ ଅଛି, ଆମ ନାଁରେ ବି ସବୁଦିନ ରହିବନି। ଆପଣ ଚିନ୍ତା କରୁନାହାନ୍ତି, ଆଜି ଯଦି ଆମ ନାଁରେ ଅଛି, କିନ୍ତୁ ସମୟ ଥିଲା ସେ ଭୂମି ଆମ ନାଁରେ ନଥିଲା, ଆମ ବାପାଙ୍କ ନାଁରେ ଥିଲା, କିମ୍ବା ଅଲଗା କୌଣସି ବ୍ୟକ୍ତି ନାଁରେ ଥିଲା। ଆମେ ଆଜି ତାର ମାଲିକ ହେଇଛେ, କିନ୍ତୁ ସେଟା ବି ସବୁଦିନ ରହିବନି। ଆମେ ମଲା ପରେ ସେ ନାଁଟା ପୁଣି ପରିବର୍ତ୍ତନ ହେଇଯିବ ପୁଅ ନାଁ, ମାଲିକ ପୁଅ ହେଇଯିବ, ପୁଅ ନାଁ ସେଟା ନା ନାଇଁ? ତାହେଲେ ଭୂମିକା ଗୋଟେ ଉଦାହରଣ ଦେଇ ବୁଝିବା ପାଇଁ ଦେଖନ୍ତୁ, ଆପଣ ଦେଖିଥିବେ ସବୁ କୁକୁର ମାନେ ସବୁ ଜନ୍ମ ହେଇଥିବେ, ଯୋଉ ଛୋଟ ଛୁଆ ମାନେ ସବୁ, ଛୋଟ ଛୁଆ ମାନେ ସବୁ ଥିବେ, କୁକୁର ଛୁଆ। ସେ କୁକୁର ଛୁଆ ଯୋଉଠି ଜନ୍ମ ହେଇଥିବେ, ସେ ଏରିଆରେ ଗଳି କନ୍ଦି ବାଟ ସବୁ ତାଙ୍କୁ ଜଣା। ମା ସହିତ ବୁଲି 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 ଧୀରେ ଧୀରେ ବଡ ହବା ଭିତରେ ସେ ଏରିଆ ସାରା ତାଙ୍କୁ ସବୁ ଜଣା। ରାସ୍ତା କୁଆଡେ କୁଆଡେ ସବୁ କନେକ୍ଟ ଅଛି, କଣ ସବୁ ରାସ୍ତା ସବୁ ଜାଣିଛନ୍ତି, ନାଇଁ? ସେ ବଡ ହେଇଛି, ଧୀରେ ଧୀରେ ବଡ ହେଲା ପରେ ଦେଖିବେ
ଯଦି ଅଲଗା କୁକୁର ଯଦି ତାଙ୍କ ଏରିଆକୁ ଚାଲି ଆସିଲା କଣ କରିছে ଭୋକି 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 ତାଙ୍କର ବାହାର କରିବ ସେ ଏରିଆ ବାହାର ନା ନାଇଁ ଦେଖିଛ ନା ନାଇଁ ଯଦି ଅଲଗା କୁକୁର ଯଦି ଚାଲି ଆସିବ କିଏ ଛୋଟ ଛୁଆରୁ ବଡ ହେଇଛି ନା ସେ ଏରିଆରେ ସେ ତାକୁ ଭୋକି ଭୋକି ବାହାର କରିବ ତା ଏରିଆ ଯେତେବେଳେ ସରିଯିବ ସୀମା ସେଠୁ ସେ ବାହାର କରିଯିବ ଗଲା ମାନେ ସେ ତାକୁ ଓଲଟା ଭୋକିବ ଏଇ ମୋ ଏରିଆକୁ କାହିଁକି ଆସିଛୁ? ମାନେ ଦେଖନ୍ତୁ ସତେ ଯେମିତି ତାଙ୍କର ନିର୍ଦ୍ଦିଷ୍ଟ ଏରିଆ ଗୋଟେ ଗାର ପକେଇକି ସତେ ଯେମିତି ତହସିଲଦାର ପଟ୍ଟା କରିକି ଦେଇଛନ୍ତି ତୋ ଏରିଆଟା ହେଲା ଏତିକି ତୋ ଏରିଆ ହେଲା ସେତିକି ତୋ ଏରିଆ ହେଲା ସେତିକି ହଁ ପଟ୍ଟା ଆଣିଛନ୍ତି ସେ ତହସିଲଦାର କଣ ସେଠି ପଟ୍ଟା ଆଣିଛନ୍ତି ନା ସେ କିନ୍ତୁ ସେ ଭାବୁଛନ୍ତି ନା ନାଇଁ ଏରିଆଟା ମୋର ସେଠି ଅଲଗା କୁକୁର ଆସିଲା ଭୁକି ଭୁକି ଭାବେ ମୋ ଏରିଆ ପାଇଁ ଆସୁଛୁ ତା ଏରିଆ ବାହାରକୁ ଗଲା ପରେ ସିଏ ରହିବ ସିଏ ଆଉ ସିଆଡ଼କୁ ଆସିବ ତ ଦେଖନ୍ତୁ ଏଇଟା ଯେମିତି ଶୁଣିଲେ ଯେମିତି ହସ ଲାଗୁଛି ନା କୁକୁର କଣ ପଟ୍ଟା ଆଣିଛି ନା କଣ ତହସିଲଦାର ଏଇଟା ଗୋଟେ ହାସ୍ୟାସ୍ପଦ ବିଷୟ ନୁହଁ ଏଇଟା ଯେମିତି ହାସ୍ୟାସ୍ପଦ ବିଷୟ ଆମେ ଯୋଉ କହୁଛେ ମୋର ଜମି ବାଡି ଘର ଦ୍ୱାର ଏସବୁ ରହିଛି ଏଇ ଯୋଉ ବିଚାରଟାକୁ ଦେଖି ଦେବତା ମାନେ ଆମକୁ ହସୁଥିବେ କଣ ହସ ଦେବତା ବିଚାର ଦେଖା ମରିଏ କେବଳ ଠିକ ନାହିଁ କହୁଛନ୍ତି ମୋର କହୁଛନ୍ତି ଆଉ ଦୁଃଖର କାରଣ ହଉଛି ଏଇଟା ଭଗବାନ ବୁଝଉଛନ୍ତି ସେ ଦୁଃଖର କାରଣ ତ ସବୁ ଚେତନାଟା ବିଗିଡ଼ି ଯାଇଛି ଦୁର୍ମତି ତେଣୁ ଯେକୌଣସି ସ୍ୱର ଛାଡ଼ିଲା ପରେ ସବୁ ଗଲା କିନ୍ତୁ ଭାବୁଛି ସବୁ ମୋର ତେଣୁ ଭଗବାନ କିନ୍ତୁ ବୁଝଉଛନ୍ତି ଦେଖନ୍ତୁ ଗୃହ କ୍ଷେତ୍ର ଆଉ ବସୁନି ବସୁନି ମାନେ ଧନ ସମ୍ପତ୍ତି ଘରର ସବୁ ଯାହା ସବୁ ରହିଛି ଧନ ସମ୍ପତ୍ତି କାହା ମୋର ଲୋକ ସବୁ ଦେଖୁନାହାନ୍ତି ବୁଝଉଛି କି ଖରାପ ଭାବିବେନି ଯଦି ତା ଘରକୁ ଯିବେ ଘରୁ ଗଲେ ସେ ସମସ୍ତେ ଡାକିବେ ଡାକିକି ଘରୁ ଯଦି କିଏ ଯାଇଥିବେ ତାଙ୍କୁ ଡାକି ସବୁ ଦେଖିବେ ଏଇ ଦେଖିବେ ଏଇଟା ଆମର ବେଡରୁମ୍ ହଁ ଏଇଟା ଆମର କିଚେନ୍ ଏଇଟା ଆମର ଲାଟ୍ରିନ୍ ଏଇଠି ଆମେ ସ୍ନାନ କରୁଛୁ ଏଇଠି ଆମେ ମଳତ୍ୟାଗ କରୁଛୁ ଦେଖ ଆମ ଘର ମାନେ ଆମ ଘରକୁ ଆମେ ଏମିତି ସଜେଇଛୁ ଯଦି ସଜେଇ ଘରୁ ତା ଭିତରେ ସବୁଦିନ ରହିବା ତ ଦେଖିବା ତାତ୍ପର୍ଯ୍ୟ କଣ ଆସୁଛି ଜମିଟା ଆମର ଏତେ ରହିଛି ଭାଇ କପାଳରେ ଲେଖା ହେଇଛି ସେଟା ରହିଛି ଠିକ ଅଛି କିନ୍ତୁ ତାକୁ ଛାଡିକି ଯିବ ନା କେତେ ସୁନ୍ଦର ଭଗବାନ ବୁଝଉଛନ୍ତି କିନ୍ତୁ ଆମେ ସେଟା ଜାଣିଛୁ ଯଦି ଅନାସକ୍ତ ଭାବଟା ଆସୁଛି ଜାଣିଛେ କିନ୍ତୁ ଅନାସକ୍ତ ଭାବ ଆସୁନି ଦେଖନ୍ତୁ ପୁଣି ସଂସାର ସବୁ ସମ୍ବନ୍ଧୀ ମଧ୍ୟ ସେଇଭଳି ଆମ ସହିତ କେହି ଯିବେ ଦେଖୁନାହାନ୍ତି ଭକ୍ତି ଭାବ ଲେଖିଲେ ତାପରେ କଣ ବୁଝେଇଲେ ଦେଖନ୍ତୁ ଦାରା ସୂତ୍ର ବନ୍ଧୁ ସବେ শ্মশানে তোমার লগে তারা পুত্র বন্ধু সবে শ্মশানে তোমার লগে দগ্ধ করি গৃহেতে আসিবে দগ্ধ করি গৃহেতে আসিবে তুমি কারবে তোমার এবে বুঝিবে সারা তুমি কারবে তোমার এবে বুঝিবে সারা দেহ নাশ অবশ্য ঘটিবে দেহ নাশ অবশ্য ঘটিবে সুন্দর বুঝে দেখুন তারা পুত্র বন্ধু অনুবন্ধস্য সরস্বত সম্বন্ধিত তারা পুত্র বন্ধু সবে শ্মশানে তোমার লগে দগ্ধ କରି গৃহেতে আসিবে ସବୁ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ପୁତ୍ର ସମସ୍ତେ ଶ୍ମଶାନକୁ ଯିବେ ଭାର୍ଯ୍ୟା ତ ଶ୍ମଶାନ ଯାଇ ଯାଆନ୍ତିନି ଭାର୍ଯ୍ୟା ଶ୍ମଶାନ ଯାଇ ଯାଆନ୍ତି ଭାର୍ଯ୍ୟା ଗୃହଦ୍ୱାରେ ଧନାନି ସମସ୍ତ ଗୋଷ୍ଠୀ ଭାର୍ଯ୍ୟା ଗୃହଦ୍ୱାରେ ଜନଃ ଶ୍ମଶାନେ देह स्थितायां परलोक मार्गे कर्मानुग गच्छन्ति जीवयता सत्य पढ़ा सौदागी दाह कला पर स्वर्ग भस्म होला पर दारा पत्नी तो रही पुत्र बंधु सबे श्मशाने तुम्हारे लगे दग्ध करी गृहते आसीबे तापर कोन बुझेले देखंतु तुम्हें का के तुम के तुम
ଯଦି ଆମେ ସମସ୍ତଙ୍କର ସଂସାର ତାହେଲେ ସଂସାର ଆମ ରହିଲେନି କାହିଁକି ଆମକୁ ସବୁ ଛାଡ଼ିଦେଲେ କାହିଁକି ବିଦାୟ ଦିଆ ଠିକ ତେମେ କାହାର କେ ତମାର ଏବେ ବୁଝି ଦେଖ ସାର ବସ୍ତୁ ବୁଝିକି ଦେଖ କଣ ନା ଦେହ ନାଶ ଅବଶ୍ୟ ହୁଏ ଏ ଦେହଟା ନାଶ ଆଉ ଦେହ ସହିତ ସମ୍ବନ୍ଧିତ ବସ୍ତୁ ସିଏ ବି ନାଶ ହେଇଯାଏ ପ୍ରତ୍ୟେକ ବ୍ୟକ୍ତି ଦେଖୁନାହାନ୍ତି ଆମେ ସମସ୍ତେ ସଂସାର ଛାଡି ଯିବା କିନ୍ତୁ ଶରୀରରେ ରହିକି ପ୍ରତି ବସ୍ତୁ ସମ୍ବନ୍ଧିତ ବସ୍ତୁ ପାଇଁ ଆମେ ଚିନ୍ତା କରୁଛେ ଦୁଃଖ ପ୍ରକାଶ କରୁଛେ ଦୁଃଖ ପ୍ରକାଶ କଲେ ଶେଷ ଆମେ ଶରୀର ଛାଡିବା ଆମେ ବି କୁଆଡେ ଯିବା ଠିକଣା ନାହିଁ ଯାହା ପାଇଁ ଦୁଃଖ ପ୍ରକାଶ କରୁଛେ ସେ କୁଆଡେ ଯାଇଛି ଦୁଃଖ ଠିକଣା ନାହିଁ ଯୋଉ ବସ୍ତୁ ଅଛି ତା ସହିତ ଆମର ସମ୍ବନ୍ଧ ନାହିଁ କିନ୍ତୁ ଦେଖନ୍ତୁ ଖାଲି ଦୁଃଖରେ କାହିଁକି ନା ଅନାସକ୍ତ ଭାବନା ଆସେନି ଆସକ୍ତି ଯୋଗୁଁ ଦୁଃଖଟା ରହୁଛି ଭଗବାନ ବୁଝିବା ତାତ୍ପର୍ଯ୍ୟ ହେଲା ଆଉ କିଛି ନାହିଁ ଆସକ୍ତି ଯୋଗୁଁ ପୁଣି ଆମେ ଗଲା ପରେ କୁଆଡେ ପଳେଇବା ତା ଠିକଣା ନାହିଁ କିନ୍ତୁ ଆସକ୍ତି ଯୋଗୁଁ ଜୀବନ ସାରା ସେଟା ଖାଲି ଧରି ହଉଛି ଇଏ ହଉଛି ଦୁର୍ଗତି তুমি কার কে তোমার বসুনিচ ধন সম্পত্তি ভক্ত কোন ভক্তচরণ দাস সে কথা লিখিলে ভক্তচরণ দাস কত সুন্দর লিখছেন না ঘর বলিয়া জিছো যেতে পদার্থ ঘর বলিয়া জিছো যেতে পদার্থ ঘটা ছুটিলে তবে বলিবে ভূতারে বলিবে ভূতা ঘটা ছুটিলে তবে বলিবে ভূতারে বলিবে ভূতা भक्त चंद्र जिला बड़पद हाँ हाँ बड़पद जानना बड़पद बड़पद भक्तचंद्र दास वैष्णव शिशु लिखी मनोबोध शोधि सभा घर बोली अच्छी छु जेते पदार्थ घर बोली जेते पदार्थ अर्जन कर घर केते सब जिन रही खट पलंग झील बाहर सब केते जिन दिया आज घर कर घर केते जिन सजाई गाँ गहली तो ये टाउन बजार सब देखिए टाउन देखिए आश्चर्य कौन कौन जिन सब घर कौन घर सजा सजाइए सब जिन घर सजाइए केते प्रकार सब जिन मार्केट से जिन सब देख ना जीवन खाली आसक्ति बढ़िया मार्केट जहाँ सब रही जीवन आसक्ति बढ़िया मार्केट जाऊना देखिए जो जिन देखिए भावी पैसा न जोटा देखिए खाली मन खाली छटपट हो नहीं आस आसक्ति बढ़ुची जोटा देखिए ड्रेस हजार ड्रेस थी मार्केट देखो जीवन कौन पिंधे कह ना पिंधे कह ना कि मार्केट देखिए देखिए ड्रेस नहीं जानी बढ़िया पिंधे बढ़िया लगे देखो मन दास पिंधे आस जहाँ सब घर बोली अच्छी जेते पदार्थ सब वस्तु प्रति आसक्त कि घंट छुटले ते अरे एते जिनिस रही सब वस्तु थी सर छाड़ा बेले भक्त घर घरणी देह घनी बंधु कुटुंब सुधी
ମହାନ ସମାଜ ସିଦ୍ଧି ହେଇଗଲେ ମନ ମଧ୍ୟ ଭୟ କରୁଥିବେ, ଆରେ ଭୂତ ହେଇଗଲା ରେ, ଭୂତ ହେଇଗଲା ମୋ ସ୍ୱାମୀ। କଣ କରିବେ ଜାଣିଛନ୍ତି? ଆଜିକାଲି ସେସବୁ ନାହିଁ, ଶାସ୍ତ୍ର ଲେଖା ହେଇଛି ମୁଁ କହୁଛି। ଆଜିକାଲି ଲୋକ ଜାଣନ୍ତି, ପୂର୍ବ ସବୁ ମାନେ ସବୁ ସେୟା କରୁଥିଲେ। ଦେହ ଖେଳାଉଥିବା ମାନେ ନିଜ ଦେହକୁ ସତର୍କ କରିବେ, ନିଜ ଦେହକୁ ସଚେତନ କରିବେ, ସଚେତନ ହେବେ। କଣ ସଚେତନ ଜାଣିଛନ୍ତି? ସ୍ତ୍ରୀ ଭାବେ ମୋ ସ୍ୱାମୀ ମୋତେ ବେଶୀ ଭଲ ପାଉଥିଲେ, ଏ ଭୂତ ହେଇକି ଅଛନ୍ତି ନା ମୋ ଦେହରେ ଲାଗିଯିବେ, କଣ୍ଟା ଧରି ବସି ଲୁହାର କଣ୍ଟା ଆସିଲେ ଫୁଣି ଏ ଦେହ କିଳାଉଥିବା ଅପରାଧ ଆସେ। ଆଜିକାଲି ଭୂତ ପ୍ରେତ ମଧ୍ୟ ଭୟ କରୁଛନ୍ତି ମଣିଷ। ନା ସତ୍ୟ, ଭୂତ ପ୍ରେତ ଯେ ଯନ୍ତ୍ରକୁ ଦେଖିଲେ ଭୟ କରୁଛନ୍ତି। ଭୂତ ପ୍ରେତ ସାମନେ ବସୁଛନ୍ତି, କିଏ ଦେଖିଛନ୍ତି ଭୂତ ପ୍ରେତ? କିଏ ଦେଖିଛନ୍ତି? ଆଙ୍ଗରେ ଥାଇପାରନ୍ତି, କିନ୍ତୁ ଭୂତ ପ୍ରେତ ଆଜିକାଲି ମଣିଷ ଉଠଉଛନ୍ତି ନା ମୋବାଇଲ ବି ଉଠଉଛନ୍ତି। ଆମ ଫଟୋ ଉଠିକି ଛାଡ଼ିଦେବେ, ଭୂତ ଉଠଉଛନ୍ତି। ଆମ ଫଟୋ ଉଠେଇ ଭାଇରାଲ କରିବାରେ ଭୂତ ପୁଣି ଚିନ୍ତା କରିବୁ, ମୋ ଫଟୋ କାହିଁ ଭାଇରାଲ କର, ସେଠି ସବୁ ଲୁଚି ଯାଉଛନ୍ତି। ଘେନି ବନ୍ଧୁ କୁଟୁମ୍ବ ସରିବେ କହିବା ତାତ୍ପର୍ଯ୍ୟ, ତାହେଲେ ପ୍ରକୃତ ନିତ୍ୟ ବସ୍ତୁ ଏସବୁ ହେଲା ଅନିତ୍ୟ। ଯତ୍ ଅଧ୍ରୁବସ୍ୟ ଦେହସ୍ୟ ଶାନବନ୍ଧସ୍ୟ ଦୁର୍ମତି ଧ୍ରୁବାଣୀ ମନ୍ୟତେ ମୋହାତ୍, ମୋହବଶତ ବ୍ୟକ୍ତିଟାକୁ ଧ୍ରୁବ ବୋଲି ବିଚାର କରୁଛି। ଗୃହ କ୍ଷେତ୍ର ବସୁ ବିଚାର, ଶରୀର ଶରୀର ସହିତ ସମ୍ବନ୍ଧିତ ସ୍ତ୍ରୀ ପୁତ୍ର କନ୍ୟା ଆଦି, ତାପରେ ଗୃହ କ୍ଷେତ୍ର ଜମିବାଡ଼ି ଆଦି ସମ୍ପତ୍ତି, ଧନ ସମ୍ପତ୍ତି, ଏସବୁକୁ ସେ ବିଚାର କରୁଛି ନିତ୍ୟ। ତାହେଲେ ଏଗୁଡା ନିତ୍ୟ ନୁହଁ। ନିତ୍ୟ ବସ୍ତୁ କଣ? କଣ ନିତ୍ୟ ବସ୍ତୁ କଣ? କିଏ ଭକ୍ତିନ୍ଦର ଲେଖିଛନ୍ତି ସେଇଟା ଶେଷରେ। ଦେଖନ୍ତୁ କେତେ ସୁନ୍ଦର ଭକ୍ତିନ୍ଦର ଲେଖିଲେ। ନିତ୍ୟ ବସ୍ତୁ କଣ? ସୁନିତ୍ୟ ସମ୍ବଳ ଚାହ ହରି ଗୁଣ ସଦା, सुनित्य संबल चाह हरि गुण सदा हरि नाम जप सदाई, हरि नाम जप सदाई कुतर्क छाड़िया मन परकृष्ण आराधना, कुतर्क छाड़िया परकृष्ण आराधना दीन तेरा आश्रय ताहाई, दीन तेरा आश्रय सुंदर लिखले भक्तों विशेष। नित्य वस्तु कौन? जगत तो सब है अनित्य, निज देह तो अनित्य, देह सहित सब वस्तु भी से अनित्य। नित्य वस्तु कौन? सुनित्य संबल चाह। यदि सुनित्य संबल चाहूच ताले कौन कर? हरि गुण सदा गाओ। भगवान होछन नित्य वस्तु, भगवान को गुणगान कर, आउ हरि नाम जप सदा। हरि नाम जप सब समय कर, कारण भगवान का नाम सब दिन में होछि नित्य। कारण भगवान का नाम जे करछि से शरीर पे कोनी, भगवान का नाम होछि आत्मार कल्याण पे। शरीर नष्ट हो जीव, मलाले कौन कहउछि? मलाले कहउछि धन संपत्ति सत्य है, गाड़ी घोड़ा सत्य है, स्त्री सत्य है, ज्वाई सत्य है, नाती नातिनी सत्य है, कहउछि गाड़ी घोड़ा के कहउछि ना कहिबि? हां के कहिबि? जल्दी कहिबि धन संपत्ति गाड़ी घोड़ा सत्य, घर द्वार सत्य कहिबि, लोक सुनले कोन कहिबि? एटा पागल हेले ना कोन? एटा कोन सत्य कहउछन? तो नित्य वस्तु कौन? हरि नाम, नाम का नाम। सुनित्य संबल चाह हरि गुण सदा गाओ, हरि नाम जप सदा। भगवान का नाम हरे कृष्ण 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 हरे हरे, हरे राम 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 हरे हरे। नित्य वस्तु सुनित्य संबल चाह हरि गुण सदा गाओ, हरि नाम जप सदा। कुतर्क छड़िया मन पर कृष्ण आराधना। मन को मन केते कुतर्क रही ना भक्ति कौन करना, आज करेंगे काली करेंगे सब कुतर्क। हाँ भक्ति कौन श्रेष्ठ ना कौन, भगवान को नाम कौन श्रेष्ठ ना कौन, आमे कौन नाम करके ना कौन, जे भगवान से निश्चय करिए। हां जम जोड़ी कौन दायित्व सब सरला पर जे बाहर को सरला पर करिया, ई सब कुतर्क।
କୁତର୍କ ଛାଡ଼ି ଆମ କର କୃଷ୍ଣ ଆରାଧନା, କୃଷ୍ଣ ଆରାଧନା କର, ଭଗବାନଙ୍କ ନାମ କର, ବିନୋଦନ ଆଶ୍ରୟ। ଇଏ ହେଉଛି ନିତ୍ୟ ଆଶ୍ରିତ ବସ୍ତୁ। ଆମେ ଭଗବାନ ପାଖରେ ହିଁ ଆଶ୍ରିତ ହେଉଛୁ। ଆଶ୍ରୟ ହେଉଛନ୍ତି ଭଗବାନ, ତାଙ୍କର ନାମ ହେଉଛନ୍ତି ଆଶ୍ରୟ, ଇଏ ହେଉଛନ୍ତି କ'ଣ ବିଜୟ। ତେଣୁ ଭଗବାନଙ୍କ ସହିତ ଯୁକ୍ତ ହେବା ଏ ହେଉଛି ସାର। କିନ୍ତୁ ଜୀବର ବିଚାରଟା କ'ଣ, ଏଠି ଭଗବାନ ପ୍ରସ୍ତୁତ କରୁଛନ୍ତି। ଜୀବ କାହିଁକି ଦୁଃଖ କରୁଛି, ଏ ହେଉଛି ତା କାରଣ। ଯଦ୍ଧ୍ରୁବସ୍ୟ ଦେହସ୍ୟ ସ ଅନୁବନ୍ଧସ୍ୟ ଦୁର୍ମତି ଧ୍ରୁବାଣୀ ମନ୍ୟତେ ମୋହାତ୍ ଗୃହ କ୍ଷେତ୍ର ବସୁମତି। ତ ଏଇଥିପାଇଁ ଜୀବ ବାରମ୍ବାର କେବଳ କ'ଣ କଷ୍ଟ କରୁଛି, କିନ୍ତୁ ଜୀବଟା ବୁଝିପାରୁନି ଏ ସ୍ୱର୍ଗ କ'ଣ, ଏ ସଂସାର କ'ଣ, କାହା ସହିତ ସମ୍ବନ୍ଧ ରହିଛି, ତାକୁ କେହି ବୁଝିପାରୁନାହାନ୍ତି। ଏବଂ ଖାଲି ସେତିକି ନାହିଁ, ଭଗବାନ ତାକୁ ବୁଝେଇବେ, ମାଙ୍କୁ ବୁଝାଉଛନ୍ତି ଯେ ମା, ଜୀବ ଯେ ଖାଲି ମଣିଷ ସ୍ୱର କଲେ ତାର ଭଳି ଆସକ୍ତି ରହୁଛି ସେଟା ନାହିଁ, ଜୀବ ଯୋଉ ସ୍ୱର ପାଇଲେ ବି ସେ ଆସକ୍ତି ରହିବ। ଜନ୍ତୁ ବୈ ଭବେ ତସ୍ମିନ୍ ସ୍ୟାଂ ଚଂ ଯୋନିଂ ମନୁବ୍ରଜେ ତସ୍ୟାଂ ତସ୍ୟାଂ ସଲହତେ ନିବୃତ୍ତିଂ ନ ବିରଜ୍ୟେ। ହଁ ବୁଝୁଛନ୍ତି, ହେ ମା, ଜନ୍ତୁ ଜନ୍ତୁ ଶବ୍ଦରେ କି ଜୀବାତ୍ମା, ଜୀବାତ୍ମା ଯେଉଁ ଯେଉଁ ଶରୀର ପାଏ ସେଇ ଶରୀରରେ ସେଇ ଶରୀର ସମ୍ବନ୍ଧ ଗୁଡ଼ାକ ତାର ରହିଯାଏ। ତେଣୁ ସେ ସମ୍ବନ୍ଧକୁ ନେଇକି ସେ କିଛି ସୁଖ ପାଉଥାଏ, ସେଇଥିପାଇଁ ତାର ଡରିକି ଆସେ। ଜାଣି ଜାଣି ଯୋନି ମନୋବ୍ରଜ, ଯେଉଁ ଯୋନି ସେ ପ୍ରାପ୍ତ ହୁଏ। ଆଜି ମଣିଷ ସ୍ୱର ପାଇଛି, କାଲି ପଶୁ ସ୍ୱର ପାଇବ, କାଲି ପକ୍ଷୀ ସ୍ୱର ପାଇବ। ହଁ, ଯେଉଁ ସ୍ୱର ପାଇବ, କୀଟପତଙ୍ଗ ସ୍ୱର ପାଇବ, ଯେଉଁ ସ୍ୱର ପାଇବ ସେ ସ୍ୱରରେ ତାର ଆସକ୍ତି ରହିବ। ଖାଲି ମଣିଷ ଆସକ୍ତି ଅଛି ବୋଲି କୁହାଯିବନି, ସବୁ ଜୀବ ରହିଛି। କିନ୍ତୁ ମଣିଷ ଜ୍ଞାନୀ, ବୁଦ୍ଧିମାନ, ବିବେକୀ, ସେଟା ବୁଝିବ, ଅଲଗା ଜୀବ ବୁଝିପାରିବେନି। ତସ୍ୟାଂ ତସ୍ୟାଂ ସଲଭତେ, ସେଇ ଶରୀରରେ ସେ ସୁଖ ପାଇବ, ସେ ସ୍ୱର ସମ୍ବନ୍ଧିତରେ କିଛି ଆସ୍ୱାଦନ କରିବ। ନିବୃତ୍ତି ନ କରିছে, ତାର ବୈରାଗ୍ୟ ଆସିବନି, ଏତେ ସହଜରେ ବୈରାଗ୍ୟ ଆସିବନି। ଦେଖୁନାହାନ୍ତି ଅଲଗା ପଶୁ ପକ୍ଷୀ କୀଟ ପତଙ୍ଗ ଏମାନଙ୍କର ବି ଆସକ୍ତି ଅଛି ନା ନାହିଁ। ଗାଈ ଦେଖୁନାହାନ୍ତି, ଗୋମାତା ଯେତେ ଶାନ୍ତଶିଷ୍ଟ ହେଇଥିବ, ଯେତେବେଳେ ସେ ବାଛୁରୀ ଦେବ ତା ପାଖକୁ ଯାଇଥିବ, ସମସ୍ତେ ଅନୁଭବ କରିଥିବେ ମୁଁ କହୁଛି ବୁଝିବା ନାଇଁ। ପାଖକୁ ଗଲେ କ'ଣ କରିବ, ଫଁ ଫଁ ମାରିବ, ମୋ ଛୁଆକୁ କାଳେ କ'ଣ ଆଘାତ କରିବ, ମୋ ଛୁଆକୁ ପିଟିବ, ମୋ ଛୁଆକୁ ନେଇଯିବ। ସେଥିପାଇଁ ବାଛୁରୀ ପାଇଁ ସେ ଏତେ ସଚେତନ ହେଇଯାଏ, ତାର ସଚେତ ଛୁଆକୁ। କୁକୁର ଦେଖୁନାହାନ୍ତି, ଛତ୍ରପୁର ଭାଗ କଥା ହଉଥିଲା, ଛତ୍ରପୁର ଷ୍ଟାଡିୟମ ଭିତରେ ହଉଥିଲା, এটা ବହୁତ କମ୍ ସେ ଷ୍ଟାଡିୟମ ଭିତରେ ହଉଥିଲା ପ୍ରୋଗ୍ରାମ। ଆପଣ ଦେଖିଥିବେ ସୁନ୍ଦର ଷ୍ଟାଡିୟମ ଅଛି, ବହୁତ ସେଠି ମୁଁ ରହୁଥିଲି ସର୍କିଟ ହାଉସ୍। ସେ ସର୍କିଟ ହାଉସ୍ ଭିତରେ, କ୍ୟାମ୍ପସ ଭିତରେ ଗୋଟେ କୁକୁର ଛୁଆଟାକୁ ଗାଡ଼ି ମାରି ଦେଇଛି। କୁକୁର ଛୁଆଟା ଗାଡ଼ି ମାରି ଦେଇଛି, ତା ମାଆଟା ସେଠି ବସିଛି ଶୋଇଛି, ମାଆଟା ସେଇଠି କୁଆଡ଼େ ଛାଡ଼ିକି ଯାଉ। ମୁଁ ଖାଲି ଦେଖୁଥାଏ, ଗପ କରୁଥାଏ, ଦେଖୁଥାଏ। ପୁରା ଫାଙ୍କା ଜାଗା, କେହି ତାକୁ ଯିବେନି, ଡିଷ୍ଟର୍ବ କରିବେନି। ମୁଁ ରହେ ସେଭଳିଆ ଜାଗାରେ, ଫାଙ୍କା ଜାଗାରେ ମୋତେ ରହିବାକୁ ଭଲ ଲାଗେ। ତ ସେଠି ମୁଁ ସବୁ ଗପ କରୁଥାଏ ସକାଳେ, ଖାଲି ଦେଖୁଥାଏ, ଏ ଭଗବାନ ଆସକ୍ତି କେମିତି ଯିବ। ମୁଁ ଖାଲି ଏ ଶ୍ଲୋକରେ ସ୍ମରଣ କରିପାରିବି, ଜନ୍ତୁ ବୈ ଭବେ ତସ୍ମିନ୍ ଜଂ ଜଂ ଯୋନି ମନୋବ୍ରଜେ, ଯେଉଁ ଯୋନିକି ସେ ଯାଏ ତାର ଆସକ୍ତି ଥାଏ। ମୁଁ ଖାଲି ଦେଖେ ଯାଇଛି କ'ଣ, ମୁଁ ତାକୁ ସାହାଯ୍ୟ କରିପାରିବି ନା କ'ଣ କରିପାରିବି କିଛି ନାହିଁ। କିନ୍ତୁ ପାଖକୁ ଯାଇ ଖାଲି ବଡ଼ ପାଟିରେ ନାମ କରିବି, ନାମଟା ଶୁଣୁଛି, ନାମଟା ପୁଣି ତାର କିଛି ଉପକାର ହବ। କିନ୍ତୁ ମୁଁ ଦେଖିଲି ମୋତେ ଭାରି ଦୁଃଖ ଲାଗୁଥାଏ ତା ପାଇଁ। ସେ ସେଠି ଶୋଇଥାଏ, କିନ୍ତୁ ଉଠିକି ଆସୁଥାଏ, ତା ଛୁଆଟାକୁ ଚାକିରି କରୁଥାଏ, ମାନେ ଛୁଆଟା ପୁରା ପଛିଗଲାଣି, ବନ୍ଧିଲାଣି। ମୁଁ ଖାଲି ବିଚାର କରିଥାଏ, ସାଗର ଆସୁନାହାନ୍ତି ନା, ସେଟା ଗୋଟେ ପଟରେ ପଡ଼ିଛି। ତାପରେ ଆସି ତାକୁ ସଫା କରିଥିଲେ, କହିଲେ ତା ବାହାର କରୁନାହାନ୍ତି କାହିଁକି। ଆଉ ତାର ବି ଆସକ୍ତି ରହିଛି, ସେ ଶୋଇଥିବ, ସେ ପାଖରେ ଜଷ୍ଟ ଦେଖି ତାକୁ ଶୋଇଥିବ, ଉଠି ଆସୁଥିବ, ତାକୁ ଚାଟିଥିବ, ଚାଟିଥିବ, ପୁଣି ଯାଇଥିବ, ପୁଣି ଏଠି ଆସି ଯାଉଥିବ। ଦେଖନ୍ତୁ ଆସକ୍ତି କେମିତି, ସେ ଜାଣୁଛୁ ମରିଯାଇଛି, ଜାଣୁଥିବ ସେ ମରିଯାଇଛି, ପୁଣି ଆଉ ତାର କିଛି ପ୍ରତିକ୍ରିୟା ନାହିଁ ବୋଲି ସେ ଜାଣୁଛି ମରିଯାଇଛି, କିନ୍ତୁ ଆସକ୍ତି ଥାଇଥିବ। କୁକୁରଟା ଦେଖୁଛ ନା, ଗାଡ଼ି ଗଲେ ଗାଡ଼ି ଗୋଡ଼ାନ୍ତି, ଗାଡ଼ି ଯାଉଥିବ, ଗାଡ଼ିର ଗୋଡ଼େଇବ। କୌଣସି ଗାଡ଼ି ଦ୍ୱାରା ତା ଛୁଆକୁ ପଠେଇକି ମାରି ଦେଇଥିବ, କ'ଣ ସେ ଭାବୁଛି ଗାଡ଼ିଟା ହେଉଛି କ'ଣ ମୋ ଛୁଆର ହତ୍ୟା, ଗାଡ଼ି ଉଡ଼େଇବ, ଆସକ୍ତି ଥିଲା। ଭଗବାନ ବୁଝାଉଛନ୍ତି ଏସବୁ କଥା। ଜନ୍ତୁ ବୈ ଭବେ ତସ୍ମିନ୍ ଜଂ ଜଂ ଯୋନି ମନୋବ୍ରଜେ, ଯେଉଁ ଯେଉଁ ସ୍ୱରୂପ ପାଏ ତାର ସେ ଆସକ୍ତି ଥାଏ, ଆଉ ସେ ସୁଖ ବସ୍ତୁ ସେ ଭୋଗିଥାଏ।
ସେ ନିଜେ ଛାଡ଼ିବା ପାଇଁ ଚାହିଁବନି, ନିବୃତ୍ତି ନ ବୁଝି ଏମିତିକି ଭଗବାନ କହିବେ ତା ନିମ୍ନ ସ୍ତରକୁ ଗଲେ ବି ବୁଝିପାରିବନି। ଜୀବ ଅଲଗା ଜୀବ କଥା କଣ କହିବା, ମଣିଷ ତ ବୁଝିପାରୁନି, ଅଲଗା ଜୀବ କଣ କହିବ? ମଣିଷ ତ ବୁଝିବା କଣ ସ୍ତରରେ ଅଛି ନା, ମଣିଷର ତ ଜ୍ଞାନ ଅଛି, ମଣିଷ ବୁଝିପାରିବ ଆମେ ସଜର ନୁହଁ, ଆମେ ଜୀବାତ୍ମା, ଆମେ ସଂସାର ନୁହଁ, ଆମେ ସଂସାର କରୁଛେ, ମଣିଷ ସେଟା ବୁଝିପାରିବ ନା। ଶଙ୍କରାଚାର୍ଯ୍ୟ କଣ ଲେଖିଲେ? ଶଙ୍କରାଚାର୍ଯ୍ୟ ସ୍ପଷ୍ଟ ଲେଖିଲେ ନା, କଷ୍ଟଂ କୋହଂ କୁତୟାତ କାମେ ଜନନୀ କୋମେ तात इति परिभाय सर्वं सारं विश्वं त्यक्त्वा स्वप्नविचारं भज गोविन्दं भज गोविन्दं गोविन्दं भज मूढमते। ଏତେ ସୁନ୍ଦର ଲେଖିଲେ ଦେଖନ୍ତୁ ଶଙ୍କରାଚାର୍ଯ୍ୟ, ଆଦି ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟ ଶବ୍ଦ ଏକେ ଯିଏ ଅଛନ୍ତି ଶଙ୍କରାଚାର୍ଯ୍ୟ ସେ ନୁହଁ, ସେ ଶଙ୍କରାଚାର୍ଯ୍ୟ ପଦବୀରେ ଅଛନ୍ତି। ଏଇ ଯୋଉ ଶଙ୍କରାଚାର୍ଯ୍ୟ ଲେଖିଛନ୍ତି ଯେ ମହମୁଦ୍ଗର, ଆଦି ଶଙ୍କରାଚାର୍ଯ୍ୟ ଶିବଜୀଙ୍କର ଅବତାର। ଦେଖିଥିବେ ତାଙ୍କ ଚିତ୍ର ବି ଦେଖିଥିବେ। ଶଙ୍କରାଚାର୍ଯ୍ୟଙ୍କର ଏଇ ବାକ୍ୟ ମହମୁଦ୍ଗର, କଷ୍ଟଂ କୋହଂ, ତୁମେ କିଏ, ମୁଁ କିଏ, କୁତାୟାତ, କୋଉଠୁ ଆସିছে, କାମେ ଜନନୀ କୋମେ तात, କିଏ ଆମ ଜନନୀ, କିଏ ଆମ ପିତା। ଆମେ କହୁଛେ ଆଜି ଆମର ପିତା ମାତା, ଠିକ, ସେଟା ଭଲ, ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ସେ କର୍ତ୍ତବ୍ୟ କରେ, କିନ୍ତୁ ଯଦି ପ୍ରକୃତରେ ପିତା ମାତା ଆମକୁ ଛାଡ଼ି ପଳେଇ ଯାଉଛନ୍ତି, ଆମେ ଯଦି ତାକୁ ପ୍ରକୃତରେ ତାଙ୍କର ପୁତ୍ର, ଆମେ ତାଙ୍କୁ ଛାଡ଼ି ପଳେଇ ଯାଉଛନ୍ତି। ସେଥିପାଇଁ କହିଲେ କାମେ ଜନନୀ କୋମେ तात, କିଏ କାହାର ଜନନୀ, କିଏ କାହାର ପିତା, କିଏ କାହାର ପୁତ୍ର। ଇତି ପରିଭାବୟଂ ସର୍ବଂ ସାରଂ, ସିଏ ବୁଝାଇଲେ। ଏଟା ବୁଝିକି ଏଟା କଣ ପୁରା ହୃଦୟ କରିକି ଜାଣିବା ଅଛି, ସର୍ବଂ ଅସାରଂ, ସଂସାର ସବୁ ବସ୍ତୁ ହଉଛି ଅସାର, ସାର ବସ୍ତୁ କିଛି ନାହିଁ। ବିଶ୍ୱଂ ତ୍ୟକ୍ତ୍ୱା ସତ୍ ବିଚାରଂ, ଏ ବିଶ୍ୱକୁ ସ୍ୱପ୍ନ ଭଳି ବିଚାର କର, ସ୍ୱପ୍ନ ଭଳି ଜାଣିକି ତ୍ୟାଗ କର, ଛାଡ଼ିଦିଅ। ଛାଡ଼ିଲେ ଯାଇକି ଆମେ ଛାଡ଼ିଦେଲେ ସଂସାର ରହିବା ନା, ଛାଡ଼ି ପଳେଇବା, ଜଙ୍ଗଲ ପଳେଇବା, ଜଙ୍ଗଲ ଯାଇପାରିବନି, ଗଲେ କଣ ଗଲେ ସ୍ମରଣ ଆସିବ ଖାଲି ଘର କଥା, ଛାଡ଼ି ଯାଇପାରିବନି। କିନ୍ତୁ ବୁଝିବ ଜଗତର ସ୍ୱପ୍ନ, ରାତିରେ ସ୍ୱପ୍ନ ଦେଖୁଛନ୍ତି, ସ୍ୱପ୍ନ ଦେଖୁଛନ୍ତି ମୋ ରାଜା ହେଇଛି, ରାତିରେ ସ୍ୱପ୍ନ ଦେଖୁଛନ୍ତି ରାଜା ହେଇଛି, ହଁ, ନିଦ୍ରା ଭାଙ୍ଗିଲା ପରେ ଦେଖୁଛନ୍ତି ମୁଁ ଭଙ୍ଗା କରି ଦିଆଗଲେ ପଡ଼ିଛି। କୋଉଟାକୁ ଆପଣ ଗ୍ରହଣ କରିବେ କହିଲେ? ରାଜା ହେବାଟାକୁ ଗ୍ରହଣ କରିବେ ନା ଭଙ୍ଗା ଘରରେ ଯେ କରିଛନ୍ତି ସେଇଟାକୁ ଗ୍ରହଣ କରିବେ? କଣ ଗ୍ରହଣ? ରାଜା ହେଇଥିଲି, ବଢିଆ ଗୁଣଗାନ କରୁଥିଲେ, ହାତୀ ଉପରେ ବସିଥିଲି, ପ୍ରସେସନରେ ଯାଉଥିଲି, ତୁରୀ ବାଜୁଥିଲା, ଭେରି ବାଜୁଥିଲା, ଗୁଣଗାନ ହଉଥିଲା, ଫୁଲ ପକଉଥିଲେ, ତ କଣ ଜାଣି ଶୁଣି କଣ ଜବରଦସ୍ତ ଆଖି ବୁଝି ଶୋଇଗଲା ଆଉ ଥରେ ରାଜା ହେଇଛି ବୋଲି? କେହି ଏଭଳି ପଢୁଥାଇ ପାରନ୍ତି, ଆରେ ମୁଁ ରାଜା ହେଇଥିଲି, ନିଦ୍ରା ଭାଙ୍ଗିଗଲା ଯେ ତାପରେ ଶୋଇଥିଲି, ଆଉ ଥରେ ରାଜା ହେଇଛି, ଆଉ ଶୋଇଲେ ଆସି ଭିକାରୀ ହୋଇଥିବ, ପୁଣି ସ୍ୱପ୍ନ ଯଦି ଉଲ୍ଟା ଆସେ ଆସିଲା କଥା। କୋଉଟା ସତ୍ୟ? ସେଇଟା ସ୍ୱପ୍ନ। ଏ ଜଗତର ସବୁ କିଛି ସ୍ୱପ୍ନ ବୋଲି ବିଚାର କରିବେ, ତେବେ ସୁଖ ପାଇବେ, ନଚେତ୍ ଦୁଃଖ ହେବେ, ଦୁଃଖୀ ହେବେ, ଭାରାକ୍ରାନ୍ତ ହେବେ, ଏଟା ହେଲା ସେଟା ହେଲା, ସେଟା ହେଲା ସେଟା ହେଲା, ସେ ସବୁ କଥା ଖାଲି ଭାବିବେ। ଆମର ତ ନିଜର ସ୍ଥିତି ଠିକ ନା କଣ, କାହା ପାଇଁ ଚିନ୍ତା କରିବେ? ଶଙ୍କରାଚାର୍ଯ୍ୟ ଲେଖିଲେ ଇତି ପରିଭାବୟଂ ସର୍ବଂ ସାରଂ ବିଶ୍ୱଂ ତ୍ୟକ୍ତ୍ୱା ସ୍ୱପ୍ନ ବିଚାରଂ, ସ୍ୱପ୍ନବତ୍ ସଂସାରକୁ ବିଚାର କରିକି, ସ୍ୱପ୍ନ ବିଚାରରେ ଛାଡ଼ିଦେବେ। ଆମେ ତ ଛାଡ଼ିପାରିବାନି, କିନ୍ତୁ ଆମେ ସେ ଭାବନାଟାକୁ ପୋଷଣ କରି ଯାଉଛୁ, ପୋଷଣ କରି ଭଗବାନଙ୍କୁ ଭକ୍ତି କରି ଯାଉଛୁ, ଭଗବାନ ସହିତ ଯୁକ୍ତ ହଉଛି। ମଣିଷଟା ବୁଝିପାରିବ, କିନ୍ତୁ ଅଲଗା ପଶୁ ବୁଝିପାରିବେ ନାହିଁ। ମଣିଷ ଶରୀର ଯଦି ଆମେ ଏଟା ନ ବୁଝିପାରିଲେ, ଅଲଗା ପଶୁ ସ୍ୱରୂପ ପଡ଼ିଲା ମାନେ ଅଲଗା ସ୍ୱରୂପ ପଳେଇଗଲେ ସେଇ ଭାବନା ଆସେ। ଯେଉଁ ଯେଉଁ ଜନି ମନରେ ଅଛି, ଯେଉଁ ଯେଉଁ ସ୍ୱର ପାଇବେ ସେଇ ଶିକ୍ଷାରେ ସେ ଭାବନା ପାଇବେ। ଏମିତିକି କେତେ ସୁନ୍ଦର କହୁଛନ୍ତି ଦେଖନ୍ତୁ, ଏମିତିକି ସେ ଅତି ନିମ୍ନ ସ୍ତରକୁ ଗଲେ ବି ବୁଝିପାରିବନି। ନରକସ୍ଥୋ ବି ଦେହଂ ବୈ ନ ପୁମାଂସ୍ତ୍ୟକ୍ତୁମିଚ୍ଛତି ନାରକ୍ୟଂ ନିବୃତଂ ସତ୍ୟଂ ଦେବମାୟା ବିମୋହିତା। ଦେବମାୟା ବିମୋହିତ,
ଭଗବାନଙ୍କ ମାୟାରେ ସେ ମୋହିତ ହେଇଯାଇଥାଏ। ବିମୋହିତ, ମୋହିତ ନାହିଁ, ମୋହିତ ମାନେ ତ ମୋହିତ ହବା। ବିମୋହିତ ଶବ୍ଦ ହଉଛି ବିଶେଷ ଭାବେ ମୋହିତ। ଅତି ନିମ୍ନ ସ୍ୱର୍ଗ ପାଇଲେ ବି ତାର ସେ ଆସକ୍ତି କଟିବନି। ନରକସ୍ଥ ବି ନରକତୁଲ୍ୟ ସ୍ୱର୍ଗ ଅର୍ଥାৎ କୁକୁର ଶୁକର ଭଳି ସ୍ୱର୍ଗ ପାଇବେ, ନିମ୍ନ ସ୍ୱର୍ଗ। ନରକସ୍ଥ ବି ଦେହଂ ଭାଇ ନ ଅପମାନସ୍ତ୍ୟକ୍ତ ବିଚ୍ଛତି, ସେ ସ୍ୱର୍ଗ ସେ ଛାଡ଼ିବାକୁ ଚାହିଁବେ। ଶରୀରକୁ ସମସ୍ତେ ଏତେ ଭଲ ପାଆନ୍ତି, ସେ ସ୍ୱର୍ଗ ଛାଡ଼ିବାକୁ ଚାହିଁବେ। କାହିଁକିନା ସେ ଶରୀର ସେ ସୁଖ ଦୁଃଖ ଭୋଗୁଛି ନା, ସେ ଶରୀରରେ ସେ ସୁଖ ଭୋଗିବା ପାଇଁ ଚାହୁଁଛି। ଦୁଃଖ ତ ସମସ୍ତେ ଭୋଗୁଛନ୍ତି, ଦୁଃଖଟାକୁ ସେ ବୁଝିପାରୁନି, ସେ ଶରୀର ଦ୍ୱାରା ସେ ସୁଖ ଭୋଗିବା ପାଇଁ ଚାହୁଁଛି। ତେଣୁ ସେ ଶରୀରକୁ ସେ ଛାଡ଼ିବା ପାଇଁ ଚାହିଁବେ। ମଣିଷର ଏଇଭଳି ଦୁର୍ମତ। ବର୍ତ୍ତମାନ ଦେଖୁନାହାନ୍ତି ଭଗବାନ ଗୀତାରେ କେତେ ଥର କହିଛନ୍ତି, ବାରମ୍ବାର କହିଛନ୍ତି ଆମେ ଏ ଜଗତର ନୁହେଁ, ଆମକୁ ଏ ଜଗତକୁ ଛାଡ଼ିକି ଭଗବାନ ପାଖକୁ ଗଲେ ଜୀବନଟା ସଫଳ ହବ। ଭଗବାନ ଏଟା ବୁଝିଛନ୍ତି, ବାରମ୍ବାର ବୁଝିଛନ୍ତି। ଯେଉଁମାନେ ସେ ଜଗତକୁ ଯାଆନ୍ତି, ଭଗବାନଙ୍କ ଧାମକୁ ଯାଆନ୍ତି, ଖାଲି ଆମେ ଶୁଣିଥିଲେ ନା ସେ ଧାମକୁ ଯିଏ ଯିବେ ତାଙ୍କୁ ଚିନ୍ମୟ ଶରୀର ମିଳିବ। ଏ ଜଡ଼ ଶରୀର ରହିବ ନାହିଁ। ଏ ଶରୀରରେ ଦୁଃଖ କ୍ଲେଶ ଏସବୁ ରହିଛି, ପ୍ରାୟ ରହିବନି। ବାର୍ଦ୍ଧକ୍ୟ ଅବସ୍ଥା ରହିବନି। ସେଟା ପୁରା ଚିନ୍ମୟ ଚିତ୍ ଶରୀର, ଅତି ସୁନ୍ଦର, ସବୁଦିନ ପାଇଁ ନିତ୍ୟ ଶରୀର ପ୍ରାପ୍ତ ହେବେ। ଲୋକ ଜାଣିଲେ ବି ଯିବା ପାଇଁ ଚାହୁଁଛନ୍ତି? କୁହନ୍ତୁ, ଯିବା ପାଇଁ ଚାହୁଁଛନ୍ତି? ଚାହୁଁନାହାନ୍ତି। କାହିଁକି? ବୁଝିପାରୁଛୁ? ଦେବମାୟା ବୁଝିପାରୁନାହିଁ। ସମସ୍ତ ବିଚାର ସିଆଡ଼େ ଯିବା କଥା ଛାଡୁଛି। ଭଗବାନ କହିବା ସମୟ ବି ତଥାପି ଲୋକ ଯିବା ପାଇଁ ଚାହିଁବେ। କହେ ନା ପ୍ରଭୁ ଜୀବନ, ଯଦି ଆପଣ ଆମ ଉପରେ ପ୍ରସନ୍ନ ଅଛନ୍ତି, ଯଦି ସୁଖ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଏଇଠି କେମିତି ସୁଖ ରହିବୁ କୁହ? ଲୋକ ଭଗବାନଙ୍କୁ ସେଟା ହିଁ ନାହିଁ ମନୁଛନ୍ତି ନା। ସେ ଯଦି ଆପଣ ସୁଖ ଦେବେ ତାହେଲେ ଏଇଠି ସୁଖ ଦିଅ। ସିଆଡ଼େ ଯିବା କଥା ଛାଡୁନ, ଆମେ ଛାଡ଼ି ଯିବୁ। ମାୟାରେ ପଡୁଛନ୍ତି। ତାମାନେ ଦେଖନ୍ତୁ, ମଣିଷ ଯେଟା ବୁଝିପାରୁନି, ଅଲଗା ଜୀବ କେମିତି ବୁଝିବ? ଭଗବାନ ସେଟା ବୁଝୁଛନ୍ତି। ନରକତୁଲ୍ୟ ସ୍ୱର୍ଗ ପାଇଲେ ମଧ୍ୟ ଜୀବ ଯୋଉ ସ୍ୱର୍ଗ ପାଇଛି ସେ ସ୍ୱର୍ଗ ଛାଡ଼ିବା ପାଇଁ ଚାହିଁବ। ଆମକୁ ମଣିଷ ସ୍ୱର୍ଗ ମିଳିଛି, ଆମକୁ କହ ଦେବତା ସ୍ୱର୍ଗ ମିଳିବ, ଚାଲ। ଆମକୁ କହ ବର୍ତ୍ତମାନ ଭଗବାନ ପାଖକୁ ଚାଲ, ଏ ସ୍ୱର୍ଗ ଛାଡ଼, ଭଗବାନ ପାଖକୁ ଚାଲ। କିଏ କି ଯିବା ପାଇଁ ଚାହିଁବେ? ଅନ୍ୟମାନେ କିଛି ଚାହୁଁନାହାନ୍ତି। ପରୀକ୍ଷା କରୁନି, ବିଚାର କରନ୍ତୁ, ସମୟ ଆସିବ ଆମକୁ ସେଠି ଯଦି ଯାଇପାରିଲେ ତେଣୁ ଜୀବନ ସଫଳ। ନଚେତ କଣ ହବ? ନଚେତ କ୍ଷତି କଣ? ଆগে ବୁଝିଲେ କ୍ଷତି ହଉଛି ବର୍ତ୍ତମାନ ଏଇ ଶରୀରରେ ଆମର ଏଇ ଯୋଉ ଆସକ୍ତି ଯୋଗୁଁ ଆମେ ଯାହା ଯାହା ଦୁଃଖ ପାଉଛେ, ପୁଣି ପରବର୍ତ୍ତୀ ସ୍ତରରେ ଏଇ ଦୁଃଖଟାକୁ ପୁଣି କର୍ମଫଳ ବଶତଃ ଆମକୁ ମିଳିବ କି ପୁଣି ଭୋଗିବା କି ନାହିଁ? ତେଣୁ ଜୀବନର ସଫଳତା ହଉଛି ଚିନ୍ମୟ ସ୍ତର ପାଇବା ପାଇଁ ଆମେ ପ୍ରୟାସ କରି ଭଗବାନ ପାଖକୁ ଫେରିବା। ଯୁବକଟା ବୁଝିପାରିବେ? କାହିଁକି? ଭଗବାନ ବୁଝଉଛନ୍ତି ନିଜେ, ଭଗବାନ ନିଜେ ବୁଝଉଛନ୍ତି। କିଏ? ଯିଏ ମାୟା ପତି, ଯିଏ ମାୟାଙ୍କର ପତି, ସିଏ ବୁଝଉଛନ୍ତି। ଜୀବ ମାୟାରେ ପଡିଛି, ଏତେ ସହଜରେ ସିଏ ବୁଝିପାରିବେ। ଦେଖନ୍ତୁ, ଗୋଟେ ଜିନିଷ ଆପଣ ଧ୍ୟାନ ଦେବେ, ମା ପଚାରିଛନ୍ତି କଣ? ଜୀବର କେମିତି ବୈରାଗ୍ୟ ଆସିବ କୁହ? କିନ୍ତୁ ଭଗବାନ ସବୁ ବୁଝେ ବୁଝି ଯାଉଛନ୍ତି। କଣ ଜାଣିଛନ୍ତି? ଜୀବର ଏତେ ଶୀଘ୍ର ବୈରାଗ୍ୟ ଆସିବ ନାହିଁ। ପଏଣ୍ଟ ହେଲା ସେ, ଜୀବନ ଏତେ ଶୀଘ୍ର ବୈରାଗ୍ୟ ଆସିବନି। କିନ୍ତୁ ଶୁଣି 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 ଶେଷରେ ସେ ଯଦି ଶୁଣିବ ତାହେଲେ ହୁଏତ ବୈରାଗ୍ୟ ଆସିବ, ନଚେତ ଆସିବ। ସେ ତ ଆରମ୍ଭ କରୁଛନ୍ତି, ସେ କହୁଛନ୍ତି ଆରମ୍ଭ କରୁଛନ୍ତି, ଜୀବନ ବୈରାଗ୍ୟ ଏତେ ସହଜରେ ଆସିବ। କାହିଁକି? ନା ଦେବ ମାୟାରେ ନରକତୁଲ୍ୟ ସ୍ୱର୍ଗ ପାଇଲେ ଛାଡ଼ିବାକୁ ଚାହିଁବେ। ଉପନିଷଦର କଥା ଅଛି, ଉପନିଷଦର କଥା ଦେଖନ୍ତୁ କେତେ ସୁନ୍ଦର। ଥରେ ଇନ୍ଦ୍ର କୌଣସି କାରଣବଶତଃ ଅଭିଶପ୍ତ ହେଇଗଲେ ବୃହସ୍ପତିଙ୍କ ଦ୍ୱାରା। ଅଭିଶପ୍ତ ହେଇକି ଶୁକର ସ୍ୱର ପାଇକି ଆସିଲେ ମର୍ତ୍ତ୍ୟରେ ଶୁକର ସ୍ୱର ପାଇକି। ବ୍ରହ୍ମା ତ ସୃଷ୍ଟି କଥା, ବ୍ରହ୍ମା ତ ସବୁ ଜାଣନ୍ତି। ତେଣୁ ବ୍ରହ୍ମା ଦେଖିଲା ଇନ୍ଦ୍ରଙ୍କର ଆଜି ଏତେ ବଡ଼ ପତନ ହେଇଗଲା, ଶୁକର ସ୍ୱର ପାଇଲେ। ଠିକ ଅଛି, ମୁଁ ଯାଇକି ତାକୁ ବୁଝେଇକି ତାକୁ ନେଇ ଆସିବି ସ୍ୱର୍ଗ। ତେଣୁ ବ୍ରହ୍ମା ଆସିକି ପହଞ୍ଚିଲେ ଶୁକର ପାଖରେ। ଶୁକର ସ୍ୱର ପାଇକି ଇନ୍ଦ୍ର ଅଛନ୍ତି। ସେ ସିଧା ଥିଲେ ଇନ୍ଦ୍ର, ବର୍ତ୍ତମାନ ତ ଶୁକର। ଜୀବାତ୍ମାର ତ କିଛି ନାହିଁ। ଜୀବାତ୍ମା କହିଲେ ଜୀବାତ୍ମା ବ୍ରାହ୍ମଣ ନା କ୍ଷତ୍ରିୟ, ଜୀବାତ୍ମା ପୁରୁଷ ନା ନାରୀ, ଜୀବାତ୍ମା କଳା ନା ଗୋରା, ଜୀବାତ୍ମା ଦେବତା ନା ମଣିଷ ନା ପଶୁ ନା ପକ୍ଷୀ ନା କୀଟ ପତଙ୍ଗ। କଣ ଜୀବାତ୍ମା? ଜୀବାତ୍ମା କର୍ମ ଫଳ ବଶତଃ ସେ ଶରୀର ପରିବର୍ତ୍ତନ କରି ଚାଲିଛି।
ଏଇଟା ଆମେ ବୁଝିପାରୁନି। ସେ ଜୀବାତ୍ମା ସ୍ୱର୍ଗ ପାଇଲା ମାନେ ଯୋଉ ସ୍ୱର୍ଗ ପାଉଛି ସେ ସ୍ୱର୍ଗକୁ ସେ ସବୁ ବିଚାର କରୁଛି, ତାର ସ୍ୱର୍ଗକୁ ସେ ମହିମାନ ଦେଇଛି। ସେଥିପାଇଁ ସେ ପ୍ରକୃତ ତତ୍ତ୍ୱ ବସ୍ତୁ ବୁଝିପାରୁନି, ସେ ଅନାସକ୍ତ ହେଇପାରୁନି, ସେ ଆସକ୍ତି ବଶରୁ ଦୁଃଖ ହିଁ ଭୋଗି ଚାଲିଛି। ଇଏ ହେଉଛି ସିଦ୍ଧାନ୍ତ ଏ ସମସ୍ତ ପ୍ରବଚନ। ତେଣୁ ଇନ୍ଦ୍ର ଏଇଭଳି ସ୍ୱର୍ଗ ପାଇକି କଣ ପରିବର୍ତ୍ତନ ହେଇକି ସ୍ୱର୍ଗର ସ୍ୱର୍ଗ ପାଇଛନ୍ତି। ବ୍ରହ୍ମା ସେଟାକୁ ବୁଝନ୍ତି, ବିଚାର କରୁଛନ୍ତି ବ୍ରହ୍ମା କଣ ଆମେ ତାକୁ ବୁଝେଇକି ତାକୁ ନେଇକି ଯିବି ସ୍ୱର୍ଗକୁ। ଆସିକି ଡାକିଲେ, କହିଲେ ରେ ଇନ୍ଦ୍ର ତୁମେ ଆଜି ସ୍ୱର୍ଗ ସ୍ୱର୍ଗ ପାଇକି ଏମିତି କରୁଛ, ଚାଲ ମୁଁ ତମକୁ ସ୍ୱର୍ଗ ନେଇକି ଯିବା ପାଇଁ ଆସିଛି। ଶୁକ୍ରକୁ ଯଦି ଯାଇକି କହିବେ ଶୁକ୍ର ଶୁଣିବ, ଶୁକ୍ର ଘୋଷୁରୀ ଶୁକ୍ରକୁ ଯାଇକି କହିବେ, ତାକୁ ଡାକିବେ ବୁଝେଇବେ, ତାକୁ କହିବେ, ସେ ଶୁଣିବ? ଶୁଣିବ? ଆପଣ ଚିନ୍ତା କରନ୍ତି ଗମ୍ଭୀରତାର ସହିତ ଗୋଟେ ଶୁକ୍ରକୁ ଡାକି ଶୁଣିବା, ରେ ତୁ ପୂର୍ବ ଜନ୍ମରେ ରାଜା ଥିଲୁ କି ତୁ ପୂର୍ବ ଜନ୍ମରେ ଗୋଟେ ବ୍ରାହ୍ମଣ କୁଳ ଥିଲୁ, ତୁ ଏମିତି ଶୁକ୍ର ସ୍ୱର ପାଇଛୁ, ଚାଲ ମୁଁ ତତେ ବ୍ରାହ୍ମଣ ସ୍ୱର ଦେବି। ସେ ଶୁଣିବ ନା? ତାକୁ ଯାହା ବି କୁହନ୍ତୁ ସେ ଶୁଣିବ? ସେ ଶୁଣିବ। ବ୍ରହ୍ମା ଆଜି ଶୁଣିଲେ ସେ ଶୁଣୁଛୁ? ବ୍ରହ୍ମା କହିଲେ କି ଏଇଟା ସ୍ୱର୍ଗର ରାଜା ଥିଲା, ଏଇଟା ଶୁଣୁନି କାହିଁକି ମୋ କଥା? ବ୍ରହ୍ମା ଚିନ୍ତା କଲେ, ଓ ଶୁଣୁନି କାହିଁକି? ଆଚ୍ଛା ଆଚ୍ଛା, ଇଏ ଆସକ୍ତ ହେଇକି ପଡୁଛି ତ ସେଇଥିପାଇଁ ଶୁଣୁନି। କାହା ପ୍ରତି ଆସକ୍ତ ହେଇଛି ନା ତା ପରିବାର, ତାର ପରିବାର ରହିଛି, ପତ୍ନୀ ରହିଛି, ସନ୍ତାନ ସନ୍ତତି ପଲୁଛୁଆ ରହିଛନ୍ତି, ସମସ୍ତଙ୍କ ପ୍ରତି ଆସକ୍ତି ରହିଛି, ମୋ କଥାଟା ଶୁଣିବ ସେ? ବ୍ରହ୍ମା କହିଲା ଆଚ୍ଛା ଠିକ ଅଛି, ଶୁଣୁନି ତ, ଦେଖିବା କେମିତି ଶୁଣିବନି। ବ୍ରହ୍ମା କଣ କଲେ, ଯୋଗ ଶକ୍ତି ବଳରେ ଆଗେ ତା ଛୁଆ ଗୁଡାକୁ ମାରିଲା। କହିଲେ ଛୁଆ ମାରିଦେଲା ପରେ ସେ ଶୁଣିବ କାଳେ ମୋ କଥା? ତ ବ୍ରହ୍ମା କଣ କଲେ, ଯୋଗ ଶକ୍ତି ବଳରେ ତା ଛୁଆ ଦିଟା ମାରିଲା। ମାରିଲା ପରେ ଶୁକ୍ର ଶୁଣିବ କଣ, ଶୁକ୍ରଟା ରାଗିଲା, କହିଲା ମୋ ଛୁଆକୁ ମାରିଲେ। ଶୁକ୍ର ଆସିଲା ମାରିବା ପାଇଁ ବ୍ରହ୍ମା। ବ୍ରହ୍ମା କହିଲେ ତୁ ମତେ ମାରିପାରିବୁ ନା କଣ? ମାରିବା ପାଇଁ ବ୍ରହ୍ମା କହିଲେ ରହ ତୁ ଶୁଣେ ମୁଁ କଣ କହୁଛି, ଶୁଣୁ। ଯେ ତୁ ସ୍ୱର୍ଗରେ ଇନ୍ଦ୍ର ଥିଲୁ, ଚାଲ ମୁଁ ତତେ ନବା ପାଇଁ ଆସିଛି, ବୁଝେଇବା ପାଇଁ ଆସିଛି, ତମକୁ ମାରିବା ପାଇଁ ଆସୁଛୁ ମତେ, ଶୁଣ। ତଥାପି ସେ କାହିଁ ଶୁଣି, ସେ ଶୁଣି। ଆପଣ ଚିନ୍ତା କରନ୍ତୁ, ଆମେ ବି ସେଇଭଳି ଜାଣିବା, ଆମେ ବି ପୂର୍ବ ଜନ୍ମରେ କଣ ଥିଲେ କିଏ ଜାଣିଛି? ଏଇ ଭିତରେ ଆମେ ସମସ୍ତେ ବସିଛନ୍ତି, ଏଇ ଭିତରେ ଆମେ ହয়তো କେହି ଦେବତା ବି ଥାଇପାରୁନି, ଥିବେ ବି ନିଶ୍ଚିତ। ଦେବତା ନଥିଲେ ଏ ଭାବନା ଆସିବନି, ଭାଗବତ ଶୁଣିବା, ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିବା, ଏ ଯୋଉ ବିଚାରଟା ଆସୁଛି, ସକାରାତ୍ମକ ବିଚାର ଆସୁଛି, ନା ଦେବତା ଥିଲେ ବୋଲି ସେ ବିଚାରଟା ଆସୁଛି, ହେଇପାରିବ। ତେଣୁ ଆମକୁ କୁହାହବ ଆମେ ପୂର୍ବ ଜନ୍ମରେ ଦେବତା ଥିଲେ, ଗ୍ରହଣ କରିପାରିବେ? ଯଦି ସିଦ୍ଧାନ୍ତଟା ଠିକ କିନ୍ତୁ ଆମେ ଗ୍ରହଣ କରିପାରିବେ? କହିପାରିବେ? କାହିଁକି ନା ଏ ସ୍ୱର୍ଗରେ ଆମେ ସମସ୍ତେ ବିଚାର କରୁଛେ ନା, ପୂର୍ବରୁ କଣ ଥିଲା କିଏ ଜାଣିଛି? ଶୁକ୍ର ଅବସ୍ଥା ଠିକ છે? ତ ବ୍ରହ୍ମା ତାଙ୍କୁ ବୁଝଉଛନ୍ତି, ରେ ତୁ ଶୁକ୍ର ଥିଲୁ, ଇନ୍ଦ୍ର ଥିଲୁ, ସେ କାହିଁ ଶୁଣିବ କାହିଁକି? ସେ ଓଲଟା ମାରିବା ପାଇଁ ଆସିଲା। ବସିଯା, ତୁ କାହିଁ ତାକୁ ଟଞ୍ଚୁ କାହିଁ? ତୁ ବସ ଗୋଟେ, ଏମିତି ବସ। ପାଟି ଯଦି ହାତ ଖୋଲିବୁ ସେଟା ସେଲଟ ପାଣି ବନ୍ଧା ହେଇଯିବ, ଆଜି ହାତ ବାହାରିବନି। ତେଣୁ ବ୍ରହ୍ମା ତାକୁ ବୁଝେଇଲା ପରେ ସେ ଶୁଣୁନି। ବ୍ରହ୍ମା କହିଲେ ଛୁଆଟାକୁ ମାରିଲେ ତଥାପି ଶୁଣୁନି। ବିଚାର କଲା, କାହିଁ ଶୁଣୁନି? ଏ ଛୁଆଟା ସିନା ମରିଲେ, ତାର ପତ୍ନୀଟା ଅଛି, ଶୁକରୀଟା ଅଛି, ପୁଣି ଶୁକରୀ ସହିତ ମିଶି ପୁଣି ଛୁଆ ଉତ୍ପନ୍ନ କରିବ, ତାର ଆସକ୍ତିଟା ରହିଛି ସଂସାର ପ୍ରତି। କହିଲେ ଆଚ୍ଛା ଆଚ୍ଛା, ସେଇଥିପାଇଁ ଶୁଣୁନି, ଠିକ ଅଛି। ବ୍ରହ୍ମା କଣ କଲେ, ପୁଣି ଯୋଗ ଶକ୍ତି ବଳରେ, ସବୁ କିଛିର କଣ ସେ ଜାଣିଛନ୍ତି, ସବୁ କିଛି ସୃଷ୍ଟିକର୍ତ୍ତା ସେ ଜାଣିନାହାନ୍ତି। ତେଣୁ ସିଏ କଣ କଲେ, ପୁଣି ଯୋଗ ଶକ୍ତି ବଳରେ ଶୁକରୀଟାକୁ ମାରିଲେ, ତାର ପତ୍ନୀ ମାରିଲେ। ତାପରେ ମୁହଁ ଉଠେଇ ଆସିଲା, ପୁଣି ମାରିବା ପାଇଁ ଆସିଲା। ବ୍ରହ୍ମା ତାକୁ ବୁଝିଲେ, ତୁ ମାରିବା ପାଇଁ ଆସୁଛୁ, ତୁ ଜାଣିଛୁ ତୁ କିଏ? ଶୁକର ଶରୀର ପାଇଛୁ, ତୁ ବା ସ୍ୱର୍ଗ ରାଜା ଥିଲୁ, ଇନ୍ଦ୍ର ଥିଲୁ, ମୁଁ ତତେ ବୁଝିବା ପାଇଁ ଶୀଘ୍ରଟା ବୁଝୁନୁ କାହିଁକି? ତଥାପି ସେ ବୁଝୁନୁ, ସେ ମୁଣ୍ଡ ତତେ କିଏ ଜାଣୁଛି? କହିଲା କଣ କହିଲ? ତାପରେ ପଚାରିଲା, କଣ କହିଲ? ଆରେ ତୁ ଶୁକର ଶରୀର ବର୍ତ୍ତମାନ ପାଇଛୁ, ତୁ ସ୍ୱର୍ଗରାଜ ଇନ୍ଦ୍ର ଥିଲୁ, ମୁଁ ତତେ ଆସିଛି ସ୍ୱର୍ଗକୁ ନବା ପାଇଁ। କହିଲା ସ୍ୱର୍ଗ ସେଟା କୋଉଠି? ବ୍ରହ୍ମା ଚିନ୍ତା କରୁଛନ୍ତି, ଆରେ ଏଟା ସ୍ୱର୍ଗରେ ଥିଲା, କୋଉଠି ଭୁଲି ଯାଇଛି। କହିଲା ସ୍ୱର୍ଗ ବହୁତ ସୁନ୍ଦର ଜାଗା, ସେଠି ବହୁତ ସୁନ୍ଦର ସୁନ୍ଦର ସବୁ ଉଦ୍ୟାନ ରହିଛି,
ସେଟା ଅମୃତ ରହିଛି ସବୁ କଥା ସ୍ୱର୍ଗର ବର୍ଣ୍ଣନା କରି ସେ ଶୁଣୁଛି ନା ବୁଝୁଛି? ଆମକୁ ଯେମିତି ବୈକୁଣ୍ଠର ବର୍ଣ୍ଣନା ଶୁଣାଯାଉଛି ଆମେ ଶୁଣୁଛେ କଣ ବୁଝୁଛେ ଗ୍ରହଣ କରୁଛେ ନା ଆମ ସଂସାରଟା ହଉଛି ଶ୍ରେଷ୍ଠ। ବୈକୁଣ୍ଠ ବୈକୁଣ୍ଠ କିଏ ଦେଖିଛି ଲୋକ ସେ କଥା ଯୁକ୍ତି କରନ୍ତି ବୈକୁଣ୍ଠ କିଏ ଦେଖିଛି? ବ୍ରହ୍ମା ତାକୁ ସୁଖକୁ ବୁଝଉଛନ୍ତି ସୁଖରେ ସେ କଥା କହୁଛି କିଏ ଦେଖିଛି? ସେ ଥିଲା ସ୍ୱର୍ଗ ସେ ଭୁଲି ଯାଉଛି। ବ୍ରହ୍ମା କହିଲେ ମୁଁ ସ୍ୱର୍ଗ ନବା ପାଇଁ ଆସିଛି କହିଲା ସ୍ୱର୍ଗ ସେଟା କୋଉଠି? ବ୍ରହ୍ମା କହିଲେ ସ୍ୱର୍ଗ ଉପଯୁକ୍ତ ଜାଗାରେ ଅଛି ଚାଲ ତୁ ଚାଲ। କହିଲା ସେଟା କଣ ଅଛି? ସବୁ ଅଛି। ସବୁ ଅଛି ହଁ ସେଠି ବିଷ୍ଠା ମିଳିବ ନା? ବ୍ରହ୍ମା ମୁଣ୍ଡ ହାତରେ କହିଲେ ହେ ଭଗବାନ ଏଟା ସ୍ୱର୍ଗକୁ ଯିବା ପାଇଁ ମୁଁ କହୁଛି ସ୍ୱର୍ଗରେ ଯାଇକି ବିଷ୍ଠା ଖୋଜୁଛି ତାହେଲେ ସେଟା ଅମୃତ ଅଛି ଅମୃତ ପାନ କରୁଥିଲୁ ଅମୃତ ପାନ କରିବୁ ଚାଲ। କହିଲେ ସେଠି ସୁଖରେ ଅଛନ୍ତି ନା? ବ୍ରହ୍ମା କହିଲେ ଦେଖ ସ୍ୱର୍ଗରାଜ ଇନ୍ଦ୍ର ଥିଲା ଇନ୍ଦ୍ରଙ୍କର ପତ୍ନୀ ଶଶୀ ଦେବୀ ସେଠି ଅଛନ୍ତି ଇଏ ସୁକରି ଖୋଜୁଛି। ବ୍ରହ୍ମା କହିଲେ ଦେଖ ଏଟା କେତେ ମାୟାରେ ପଡିଛି ହଁ ସେ କୁଆଡେ କୋଉ ଉନ୍ନତ ଭୋଗ ରହିଛି ତାକୁ ଛାଡିକି ଜଳ ଭୋଗରେ ସେ ଆସକ୍ତ ହେଇକି ଭାବୁଛି ଏଗୁଡା ହଉଛି ସର୍ବଶ୍ରେଷ୍ଠ। ତ ବ୍ରହ୍ମା ବୁଝିଯାଇଥିଲା କାହିଁକି ବୁଝିପାରୁନି ମତେ ଯେତେ ବୁଝିଲେ ସେ କାହିଁକି ବୁଝୁନି ନା ଦେବ ମାୟା ବିମୋହିତ କହିଲେ ଭଗବାନ ନରକସ୍ଥ ଦେହ न पुमानस्त्यक्तमिच्छति नरके निवृत्तिं सत्या देवमाया विमोहिता। हे देवमाया विमोहित ब्रह्मा कहले ये मायारे पड़ছে ଆଉ ବୁଝିବ କୋଉଠି? ଆମେ ସବୁ ମାୟାରେ ପଡିଛେ ନା ଦେବମାୟା ବିମୋହିତ। ମାୟାର ଦୁଇଟା ସ୍ୱରୂପ ମାୟା ଦୁଇ ପ୍ରକାର ସମସ୍ତେ ଜାଣନ୍ତୁ ଶୁଣନ୍ତୁ ଟିକେ ତତ୍ତ୍ୱ ଜିନିଷ କିନ୍ତୁ ବୁଝିପାରିବେ ଶୁଣିଲେ ବୁଝିବେ। ମାୟା ଦୁଇ ପ୍ରକାର ଗୋଟେ ହଉଛି ଭଗବାନଙ୍କର ଶକ୍ତି ସିଏ ଗୋଟେ ହଉଛି ଭଗବାନଙ୍କର ଅନ୍ତର୍ନାଶ ଶକ୍ତି ଗୋଟେ ହଉଛି ଭଗବାନଙ୍କର ବହିର୍ନାଶ ଶକ୍ତି। ବହିର୍ନାଶ ଶକ୍ତି ଅନ୍ତର୍ନାଶ ଶକ୍ତି ଅନ୍ତର୍ନାଶ ଶକ୍ତି ହଉଛନ୍ତି ଭଗବାନଙ୍କର ନିଜ ଶକ୍ତି ଯାହା ହଉଛନ୍ତି ଯୋଗ ମାୟା। ବହିର୍ନାଶ ଶକ୍ତି ହଉଛନ୍ତି ଭଗବାନଙ୍କର ଶକ୍ତି ସେ ହଉଛନ୍ତି ମହାମାୟା। ଆମେ ଯୋଉ ସବୁ ମାୟାରେ ଗ୍ରସ୍ତ ହେଇକି ରହିଛନ୍ତି ଏ ହଉଛି ମହାମାୟା। ମହାମାୟା ଦ୍ୱାରା ଆମେ ସବୁ ଆଚ୍ଛା ଦେଇକି ରହିଛୁ ଆଚ୍ଛା ନେଇକି। ମହାମାୟାର ପୁଣି ଦୁଇଟା ସ୍ୱରୂପ ମହାମାୟା ପୁଣି ଦୁଇ ପ୍ରକାର। ଆମେ ଯୋଉ ମହାମାୟା ଦ୍ୱାରା ଆଚ୍ଛନ୍ନ ହେଇକି ରହିଛନ୍ତି ଏ ଦୁଇଟା ସ୍ୱରୂପ କଣ? ଗୋଟେ ହଉଛି ଆବରଣାତ୍ମିକା ମାୟା ଗୋଟେ ହଉଛି ପ୍ରକ୍ଷେପାତ୍ମିକା ମାୟା। ଆବରଣାତ୍ମିକା ମାୟା କଣ? ଆବରଣାତ୍ମିକା ମାୟା ହଉଛି ଜୀବର ସ୍ୱରୂପଟାକୁ ସେ ଆବରଣ ଢାଙ୍କି ଦବ ଆବରଣ ଢାଙ୍କି ଦବ। ଆବରଣାତ୍ମିକା ମାୟାର କାମ ହେଲା ସେ ଆବରଣ ଢାଙ୍କି ଦବ। କଣ ଢାଙ୍କି ଦବ? ସ୍ୱରୂପଟା ଢାଙ୍କି ଦବ। ସ୍ୱରୂପ ମାନେ ଆମେ ହଉଛେ କୃଷ୍ଣଙ୍କର ନିତ୍ୟ ଦାସ ଆମେ ହଉଛେ ଜୀବାତ୍ମା ଆମେ ହଉଛେ ଭଗବାନଙ୍କର ଅଂଶ। ଗୀତାରେ ଭଗବାନ ବାରମ୍ବାର କହିଛନ୍ତି କଥା ମୟୂରାଂଶ ଜୀବଲୋକେ ଜୀବଭୂତ ସନାତନ। ମୁଁ ହଉଛି ଭଗବାନ କହିଲେ ପ୍ରତ୍ୟେକ ଜୀବ ହଉଛନ୍ତି ମୋର ସନାତନ ଭାବେ ମୋର ଅଂଶ ଜୀବାତ୍ମା। ଭଗବାନ ଏଟା ବୁଝେଇଲେ ମୁଁ ସମସ୍ତଙ୍କର ପରମ ପିତା ସମସ୍ତେ ମୋଠୁ ସୃଷ୍ଟ କେତେ ଶ୍ଲୋକରେ ବୁଝେଇଛନ୍ତି କିନ୍ତୁ ଜୀବ ସେଟା କଣ ବୁଝିପାରୁଛି? ବୁଝିପାରୁନି କାହିଁକି ବୁଝିପାରୁନି ନା ଆବରଣାତ୍ମିକା ମାୟା ଦ୍ୱାରା ସେ ଢାଙ୍କି ଯାଇଛି। ସେ ଭାବୁଛି କଣ ମୋ ଘର ହଉଛି ଗାଳିପଡା ମୋ ଘର ହଉଛି ଅମକ ମୋ ଜମିବାଡି ହଉଛି ଏତିକି ମୋ ସର ହଉଛି ଏହା ମୁଁ ହଉଛି ଅଫିସର ହେଲା ଆବରଣ। ମୋ ଜୀବାତ୍ମା ଏଟା ସେ ବୁଝିପାରିବ। ଆଉ ଦେଖନ୍ତୁ ଆବରଣାତ୍ମିକା ମାୟା ଦ୍ୱାରା ସମସ୍ତେ ଜଗତର ସମସ୍ତେ ଆଚ୍ଛନ୍ନ ସମସ୍ତେ ବାନ୍ଧି ହେଇଗଲେ। ଜୀବର ବୁଦ୍ଧିଟା ଆବରଣ ହେଇଗଲା ଢାଙ୍କିଗଲା। ଦ୍ୱିତୀୟ ମାୟା କଣ? ପ୍ରକ୍ଷେପାତ୍ମିକା। ପ୍ରକ୍ଷେପାତ୍ମିକା ମାନେ ପ୍ରକ୍ଷେପ ମାନେ ଫୋପାଡ଼ିଲା। ଆବରଣଟା ପଡ଼ିଗଲା ଜୀବ ଉପରେ ଜୀବର ଯେତେବେଳେ ଆବରଣ ଆଚ୍ଛାଦିତ ହେଇଗଲା ତାକୁ ଫୋପାଡ଼ିଲା ସଂସାରକୁ। ସଂସାରକୁ ଫୋପାଡ଼ିଲା ମାନେ କଣ? ସଂସାର ସବୁ ଜିନିଷ ଗୁଡାକୁ ନିଜର ବୋଲି ଭାବିବ। ମୋର ପତ୍ନୀ ମୋର ପୁତ୍ର ମୋର ବଡି ମୋର ଘୋଡ଼ା ମୋର ଜମି ମୋର ସ୍ତ୍ରୀ ମୋର ଘର ଦ୍ୱାର ଇଏ ହେଲା ପ୍ରକ୍ଷେପାତ୍ମିକା। ସଂସାର ଯେତେବେଳେ ଫୋପାଡ଼ିଲେ ସଂସାର ବସ୍ତୁ ସବୁ ନିଜର ବିଚାର କରିବ। ମୁଁ ଯେ କୃଷ୍ଣଙ୍କର ଏଟା ଭୁଲିବ। ଆମେ ସମସ୍ତେ କୃଷ୍ଣଙ୍କର ସମସ୍ତଙ୍କର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି କିନ୍ତୁ ସେ ସମ୍ବନ୍ଧକୁ ଆମେ କଣ ମୁଖ୍ୟ ବୋଲି ଗ୍ରହଣ କରିପାରୁଛନ୍ତି? ଚିନ୍ତା କରନ୍ତୁ। ଯେମିତି ଆମେ ଶୁଣିଲେ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଗବତୀ ସମସ୍ତେ କହୁଛନ୍ତି କିନ୍ତୁ ଜଗନ୍ନାଥଙ୍କୁ ସ୍ୱାମୀ ରୂପେ ଜଗନ୍ନାଥଙ୍କୁ ପିତା ରୂପେ ଜଗନ୍ନାଥ ସହିତ ତାଙ୍କର ସମ୍ବନ୍ଧ ରହିଛି। ଭଗବାନଙ୍କ ସହିତ ସେ ନିତ୍ୟ ସମ୍ବନ୍ଧକୁ ଆମେ ଦୃଢ଼ତାର ସହିତ ଗ୍ରହଣ କରିପାରୁଛନ୍ତି କି? କରୁନାହାନ୍ତି। କାହିଁକି? ମାୟା ଯୋଉ କରିছে ତାହେଲେ ମାୟାଟା ହଟିବ କେମିତି? ଏ ଯୋଉ ଆବରଣଟା ହଟିବ କେମିତି? ତାଙ୍କ କଥା ଶୁଣିକି ସେ ମାୟାପତିଙ୍କର କଥା ଶୁଣିକି। କାଲି ଆମେ ଶୁଣିଥିଲେ ନା କାଲି
ସେ ଭକ୍ତି କଥା ଭଜନ ଶୁଣିଲେନି ଆମେ ଯୋଉ ମାୟାରେ ପଡିଛେ ମାୟାର ପର୍ଦାଟା ହଟିବ କେମିତି ଖାଲି ଶୁଣିଲେନି ଭଗବାନ ଆସି ଉଠଉଛନ୍ତି ସେଠି ସେ କହିଛନ୍ତି এনেছি অসধি মায়া নাসিবার লাগি এনেছি অসধি মায়া নাসিবার লাগি হরি নাম Hare ଔଷଧି ମାୟା ନାସିବା ଏ ମାୟା ନାସିବା ପାଇଁ ହିଁ ଔଷଧ ନେଇକି ଆସିଛି ଆଉ ସେ ଔଷଧ କଣ ହରିନାମ ମହାମନ୍ତ୍ର ବହୁତ ଏ ଭଗବାନଙ୍କର ବାଣୀ ମାୟାପତିଙ୍କର ହିଁ ନିର୍ଦ୍ଦେଶ ମାୟାପତି ହିଁ କହୁଛନ୍ତି ମାୟାକୁ ନାଶ କରିବାର ଔଷଧ ଔଷଧ କଣ ହରିନାମ ମହାମନ୍ତ୍ର ଲହ ତୁମେ ମାଗି ମାଗିକି ନିଅ ଔଷଧଟା ମାଗିକି କିଣା ହଉଛି ନା ମାଗିକି ନେଲେ ଡାକ୍ତର ପାଖକୁ ଯାଉଛି ନା ନାଇଁ ଆଜ୍ଞା କଣ କରିବି ଦୁର୍ବଳିଆ ଲାଗୁଛି ଔଷଧ ଦିଅ ମାଗିକି ନଉଛି ନା ନାଇଁ ଆମେ ସେମିତି ମାୟାରେ ପଡିଛେ ମହାମନ୍ତ୍ର ମାଗିକି ନେଉଛି ସାଧୁଗୁରୁମାନେ ଆସିଥାନ୍ତି ଏ ନାମକୁ ବିତରଣ କରନ୍ତି ମହାପୁରୁ ଆସି ନାମକୁ ବିତରଣ କଲେ ମାଗିକି ନେଉଛି ଆମେ ଶ୍ରଦ୍ଧାର ସହିତ ମାଳା ନେଇକି ନାମ କରିଯାଉଛି ଜପ କରିଯାଉଛି ଭଗବାନଙ୍କ ନାମ କଲେ ତାତ୍ପର୍ଯ୍ୟ କଣ ନାମ କରିବା ତାତ୍ପର୍ଯ୍ୟ ହଉଛି ମାୟାଟା ନାଶ ହବ ଅର୍ଥାତ୍ ଧୀରେ 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 ଆମ ମନଟା ସକ୍ରିୟ ହବ ଆମେ ବୁଝିପାରିବା ଯୋଉ ଜିନିଷ ଯାହା ରହିଛି ଶୁଣିଲେ ওরা ধীরে ধীরে বুঝছি আরে সংসারটা হচ্ছে ମୁଁ ସଂସାର କେତେ ଦିନ ରହିବି এই ଭାବନାଟା ଆସିବ ଯଦି ଠିକ ସେ ନା ଦେବି ମେଡିସିନ ଖାଇଲେ ରୋଗ ଭଲ ହବ ଅଛି ମେଡିସିନ ଖାଇଲେ ରୋଗ ଭଲ ହବ ଖାଇବା ଦରକାର ନା ଲୋକ ଖାଉନାହାନ୍ତି ମହାମନ୍ତ୍ର ଆଣି ମହାପ୍ରଭୁ ଦେଲେ କିନ୍ତୁ ମେଡିସିନ ଆମେ ଖାଇବା ପାଇଁ କି ପ୍ରସ୍ତୁତ ନୁହନ୍ତି ମେଡିସିନ ଯଦି ଖାଇବ ଖାଇଲେ ମାନେ ଧୀରେ 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 ମନ ଭିତରେ ସେ ବିଚାର ସବୁ ସକ୍ରିୟ ହବ ବୁଝିପାରିବେ ସଂସାର ସ୍ୱରୂପ ବୁଝିପାରିବେ ନାମଟା ଠିକ କଲେ ଭାଗବତ ଯୋଉ ବାଣୀ ସେ ସଂସାର ସ୍ୱରୂପକୁ ଭାଗବତ ବାଣୀ ଦ୍ୱାରା ସେ ବୁଝିପାରିବେ ତେଣୁ ଭାଗବତ ଶୁଣୁଛେ ସାଧୁ ଶୁଣୁଛେ ନାମ କରିବା ଏହା ଦ୍ୱାରା ହିଁ ଆମେ ବୁଝିପାରିବା ଆମେ କେଉଁ ସ୍ଥିତିରେ ଅଛି ଆମ ସ୍ଥିତି କିଭଳି এনেছি ଔଷଧି ମାୟା ନାସିବାର ଲାଗି ହରିନାମ ମହାମନ୍ତ୍ର ଲହ ତୁମେ ମାଗି କେତେ ସୁନ୍ଦର କଥା କହୁଛନ୍ତି জীব যাব জীব যাব গোরা চান্দ বলে কত নিদ্রা যাব মায়া পিশাচির পড়ে মায়া ପିଶାଚୀ କୋଳରେ ଆମେ ଶୋଇଛେ କଥା ତ ବିଶ୍ରାମ ସମୟ ହେଲେଣି ଗୋଟେ ଶ୍ଲୋକ ହିଁ କଥା ବିଶ୍ରାମ ତେଣୁ ମାୟା ପିଶାଚୀ କୋଳରେ ଆମେ ସମସ୍ତେ ଶୟନ କରିଛେ ତ ମାୟା ପିଶାଚୀ କୋଳରେ ଯୋଉ ଶୋଇଛେ ଜାଗ୍ରତ ହବା କେମିତି ଉଠିବା କେମିତି ମାୟା କୋଳରୁ ଉଠିବା କେମିତି ମାୟା କୋଳରୁ ଉଠିବା ପାଇଁ ଏ ହେଉଛି କେବଳ ଉପାୟ ତେଣୁ ସମସ୍ତେ ପ୍ରଭୁଙ୍କ ନାମ କୀର୍ତ୍ତନ କରିବା ଉଚିତ ହରେ କୃଷ୍ଣ Krishna Krishna Hare Hare Rama Rama Hare Hare ସମସ୍ତେ ପ୍ରତିଦିନ ନାମ କରନ୍ତୁ ଯେ ଯେଉଁ କାର୍ଯ୍ୟ ଧନ୍ଦା ରହିଛନ୍ତି ରୁହନ୍ତୁ କିଛି କୌଣସି କାମ ଛାଡ଼ିବା ପାଇଁ ଭଗବାନ କହିନାହାନ୍ତି ସବୁ କର୍ତ୍ତବ୍ୟ ସମ୍ପାଦନ କରି ବିଭିନ୍ନ ନାମ କରନ୍ତୁ ଭଗବାନଙ୍କର ଭକ୍ତି କରନ୍ତୁ ବହୁତ ସମୟ ଆମର କଣ ବିତିଗଲାଣି ସମୟ ଅତିକ୍ରାନ୍ତ ହେଇଯାଉଛି ଗୁଲି ଖଟି କରିକି ତାସ ଖେଳିକି ବୁଲିକି ସମୟ ବିତି ଯାଉଛି ନା ସମୟ ମିଳୁଛି ନାମ କରନ୍ତୁ ଭଗବାନଙ୍କ ନାମ କରିବା ଭଗବାନଙ୍କ ନାମ ଲୋକ ପାଇଁ ନାମ କରିବା ସମୟ ନାହିଁ ସମୟ ଅଛି ଆମେ ସମୟକୁ ବ୍ୟବହାର କରିଯାଉଛି ତାସ ଖେଳିବା ପାଇଁ ସମୟ ଆସୁଛି ଗୁଲି ଖଟି କରିବା ପାଇଁ ସମୟ ଆସୁଛି ଭଗବାନଙ୍କ ନାମ କରିବା ପାଇଁ ସମୟ ଆମେ ବୁଝିନେ ନାମଟା ଜରୁରୀ ନାମ କରିବା ଦ୍ୱାରା ଜୀବନର ପ୍ରକୃତ ସଫଳତା ଆସିବ ବୁଝିପାରୁନୁ ନା ସାଧୁମାନେ ସେ କଥା ଶିକ୍ଷା ଦିଅନ୍ତି ଆମେ ଆପଣ କଣ ଅଲଗା କିଛି କଥା କହିବୁ ନା ଭଗବାନ ଯାହା କହିଛନ୍ତି ସେ କଥା କହିବା ନା
ଭଗବାନ କହିଛନ୍ତି ଜୀବର ଏଭଳି ପ୍ରକୃତରେ ଜୀବନର ସଫଳତା ଆସିବ, ନଚେତ୍ ନରକସ୍ଥ ବିବେକଲ୍ୟାଣ, ନରକ ତୁଲ୍ୟ ସ୍ୱର ପାଇଲେ ମଧ୍ୟ ଜୀବ ଛାଡ଼ିବା ପାଇଁ ଚାହେଁ ନାହିଁ। ତ କଥା ତ ବିଶ୍ରାମ ଦେବା, ସମୟ ହେଲେଣି ଖାଲି ଗୋଟେ ଶ୍ଲୋକ ଶୁଣି କଥା ବିଶ୍ରାମ ଦେବା। ତାହେଲେ ଠିକ ଅଛି, ଅଲଗା ଶରୀରରେ ସିନା ଯିବ ଏଇଭଳି କଣ ଆସକ୍ତି କାଟି ପାରିବନି, ଅନାସକ୍ତି ହେଇପାରିବନି, କିନ୍ତୁ ମଣିଷ ଶରୀର ତ ହେଇପାରିବ। ମା ପଚାରିବେ, କାରଣ ମଣିଷ ଶରୀରରେ ସଂସାରର ପୋଷଣ ଦଶାରେ ତାକୁ ତ ବହୁତ ଦୁଃଖ କ୍ଲେଶ କଷ୍ଟ ସବୁ ସହିବା ପାଇଁ ପଡ଼ିଥାଏ। ସେଇଥିରେ କଣ ତାକୁ କଷ୍ଟ ଦୁଃଖ ମିଳିଲେ ତାର କଣ ଅନାସକ୍ତ ଭାବ ଆସିବନି, ଦୂରେଇକି ଆସିବନି? କେତେ ସୁନ୍ଦର ମା ପଚାରିଛନ୍ତି, ମନୋ ଅସ୍ମିନ୍ ମନୁଷ୍ୟ ଜନ୍ମନି ପୁତ୍ର ଭାଜ୍ୟାଦି ପୋଷଣ ଦୁଃଖମ ଦତ୍ତେ ବୈରାଗ୍ୟମ ଉତ୍ପାଦେ। ତାହେଲେ ଏଇ ମନୁଷ୍ୟ ଶରୀରରେ ଅଲଗା ଶରୀର ସିନା ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ବିବେକ ନାହିଁ, ମଣିଷ ଶରୀରରେ ତାର ତ ବୁଦ୍ଧି ଅଛି, ଜ୍ଞାନ ଅଛି, ବିବେକ ଅଛି। ତେଣୁ କୁଟୁମ୍ବ ପୋଷିବା ଅବସ୍ଥାରେ ବୁଝେଇଲେ ମନୁଷ୍ୟ ଜନ୍ମନି ପୁତ୍ର ଭାର୍ଯ୍ୟାଦି ପୋଷଣ, ପୁତ୍ର ଭାର୍ଯ୍ୟା ଆଦି ପୋଷଣରେ ଯୋଉ ଦୁଃଖଟା ଆସେ, ସଂସାରରେ ସମସ୍ତେ ଘର କରିଛନ୍ତି, ଦୁଃଖ ଆସୁଛି ନା ନାଇଁ? ସମସ୍ୟା ଆସୁଛି ନା ନାଇଁ? ସଂସାରରେ ଦୁଃଖ ଆସୁଛି, ସବୁ ସମସ୍ୟା ଆସୁଛି, କିନ୍ତୁ ବୈରାଗ୍ୟ ଆସୁଛି? କଣ ବୁଝଉଛନ୍ତି ସେ କଥା? ମା ପଚାରିଲେ ସଂସାର ପୋଷଣ ଦଶାରେ ପୁତ୍ର ପତ୍ର କନ୍ୟା ମାନଙ୍କ ପୋଷଣ ଦଶାରେ ଦୁଃଖ ଆସେ, କ୍ଲେଶ ଆସେ, ସମସ୍ୟା ଆସେ, ତ ସେଥିରେ ତ ବୈରାଗ୍ୟ ଆସିବ। କଣ କହିବେ ନା, ବୈରାଗ୍ୟ ତଥାପି ଆସିବ ନାହିଁ। ଆସୁଛି, ଦେଖୁନ ବୈରାଗ୍ୟ ଆସୁଛି, ଆସୁନ। ବ୍ୟକ୍ତି ଦୁଃଖ କେତେଟା ଜାଗାରୁ ପାଏ ଭଗବାନ ବୁଝେଇବେ। ତେବେ 7ଟା ଜାଗାରୁ ସେ ଦୁଃଖ ପାଉଛି, 7ଟା ଜାଗାରୁ ଦୁଃଖ ପାଇକି ମଧ୍ୟ ତାର ବୈରାଗ୍ୟ ଆସୁନାହିଁ କି ଆସିବ। କେଉଁ କେଉଁ 7ଟା ଜାଗାରେ ଦୁଃଖ ପାଉଛି, ଖାଲି ଶ୍ଲୋକକୁ ଶୁଣନ୍ତୁ, କଥା ବିଶ୍ରାମ ଦେବା, ଆସନ୍ତାକାଲି ଶୁଣିବା ସେ ବିଷୟ। ତେଣୁ କେଉଁ କେଉଁ ବସ୍ତୁରେ ସେ ଦୁଃଖ ପାଉଛି? ଆତ୍ମଜାୟା ସୁତାଗାର ପଶୁ ଦ୍ରବିଣ ବନ୍ଧୁଷୁ ନିରୁଢା ମୂଳ ହୃଦୟ ଆତ୍ମାନ ବହୁ ମନ୍ୟତେ। এই 7ଟା ବସ୍ତୁରୁ ଜୀବ ଦୁଃଖ ପାଏ, ପ୍ରତିଦିନ ଦୁଃଖ ପାଉଛି, କିନ୍ତୁ ଆତ୍ମାନ ବହୁ ମନ୍ୟତେ, ନିଜକୁ ନିଜେ ସେ କୃତାର୍ଥ ହେଲେ ବୋଲି ବିଚାର କରେ, ବୈରାଗ୍ୟ ଆସିବନି। এই 7ଟା ବସ୍ତୁରୁ ଦୁଃଖ ପାଇଲେ ମଧ୍ୟ ବୈରାଗ୍ୟ ଆସିବନି। 7ଟା ବସ୍ତୁରୁ ଦୁଃଖ ପାଏ, କଣ କଣ 7ଟା ଖାଲି ଶୁଣିଥାନ୍ତି, କାଲି ତାର ବ୍ୟାଖ୍ୟା କଣ? ଆତ୍ମ ଶରୀର, ନିଜ ଶରୀର ଦୁଃଖ ପାଉଛି, ଶରୀର ଦୁଃଖ ପାଉନି, କାହା ଶରୀର ଦୁଃଖ ପାଉନି କହିଲେ? ବୈରାଗ୍ୟ ଆସୁଛି। ଶରୀର ତ ଦୁଃଖ ପାଉଛି, ସେତେବେଳେ ସେ ଚାହୁଁଛି ଆରେ ଏତେ କଷ୍ଟ, ଏତେ ଦୁଃଖ ହେଲାଣି, ଠିକ ଅଛି ମୋ ଶରୀର ଛାଡ଼ିଲା ପରେ ଯେମିତି ଭଗବାନ ପାଖକୁ ଫେରିବି, ଭଗବାନ ପାଖକୁ ଚାଲିଛି, ଆଉ ଏ ଜଗତକୁ ଆସିବିନି, ତେଣୁ ଭକ୍ତି କରିବି, ଏ ଭାବନା ସେ ଭକ୍ତି କରିବ, ସେ ବୈରାଗ୍ୟ ଆସୁଛି। ଶରୀରଟାକୁ ସଫଳ କରିବା ପାଇଁ ଚାହେଁ, ଶରୀର କ୍ଲେଶ ଦଉଛି, କଷ୍ଟ ଦଉଛି, ଦୁର୍ବଳ ହେଲାଣି, ଯାଇକି ହଲିସ୍ ଫଲିସ୍ ଖାଇବ, ବନ୍ଧୁଟା ଖାଇବ, ଗାଡ଼ି ଧରି ଚାଲିବ, ଏକ୍ସରସାଇଜ କରିବ, ଜିମ୍ ଯିବ, ସବୁ କରିବ ସିନା, କିନ୍ତୁ ଶରୀରଟା ଯେ ଅନିତ୍ୟ, ଶରୀରଟା ଦୁଃଖପ୍ରଦ, ଏଟା ବୁଝିକି ଭକ୍ତି କରିବା ଏତେ ସହଜ ନାହିଁ। ଦେଖନ୍ତୁ ସତେକି ଭଗବାନ ବୁଝଉଛନ୍ତି, ଶରୀର କଷ୍ଟ ଆସୁଛି, ଦୁଃଖ ଆସୁଛି, ଶରୀର ପାଇଁ ସମସ୍ତେ ଚିନ୍ତା କରିବେ ନା। ଆତ୍ମ ଜାୟା ପତ୍ନୀ, ପତ୍ନୀ ମାଧ୍ୟମରେ କଷ୍ଟ ମିଳୁଛି ନା ମିଳୁଛି? କାଲି ସବୁ ଶୁଣିବା ଏ ବିଷୟରେ। ସୁତ ପୁତ୍ର, ପୁତ୍ର ମାଧ୍ୟମରେ କଷ୍ଟ ଆସୁଛି, ପୁତ୍ର ମାଧ୍ୟମରେ କଷ୍ଟ କଣ ଯିବ କହୁଛି, ସଂସାର ପ୍ରତି ବୈରାଗ୍ୟ ଆସୁଛି। ପୁତ୍ର ବିହନେ ସେ ଖାଲି କାନ୍ଦିବେ ସିନା, ବୈରାଗ୍ୟ ସଂସାର ପ୍ରତି ବୈରାଗ୍ୟ ଆସିବନି। ଆରେ ପୁତ୍ର ଯେମିତି ଚାଲିଯାଉଛି ଆମେ ଚାଲିଯିବ, ପୁତ୍ର ଯେମିତି ସମସ୍ୟା ସମାଧାନ ଆମେ ହବା, ଦେଖ ସେଇଥିପାଇଁ ସେ କଣ ଦୁଃଖୀ ହେବେ, କାନ୍ଦିବେ, ସବୁ କରିବେ, କିନ୍ତୁ ସଂସାର ପ୍ରତି ବୈରାଗ୍ୟ ଆସିବନି। କାହିଁକି? ଆସୁଥିଲା ରହିଛି ନା, ତତ୍ତ୍ୱଟା ବୁଝିପାରୁନାହାନ୍ତି। ପୁତ୍ର ବାଳୁଙ୍ଗା ହେଇଗଲା, ବାଳୁଙ୍ଗା ହେଲେ ମହାନ କଣ ଲାଗେ, ଏ ପ୍ରଭୁ ପୁଅଟା ଭଲ କର, ମଣିଷ କର, କିନ୍ତୁ ପୁତ୍ର ବାଳୁଙ୍ଗା ହେଲା ସେ ବିଚାର କରିବେ ନା, ସଂସାରଟା ନିତ୍ୟ ଠିକ ଅଛି, ଭକ୍ତି କରି ମୁଁ ମହାନ ଭାବୁଛି, ସଂସାରଟା ହେଲା ସେୟା, କାହିଁକିନା ପୁଣି ଜଗତକୁ ଆସିଲା ନା ପୁଣି ସେଭଳି ଦୁଃଖ ପାଇବେ, ଆସିବ ଆସିବ। ଭାଗବତ ମହାତ୍ମ୍ୟରେ ସେଟା କୁହାଯାଇଛି। ଆତ୍ମଦେବଙ୍କର ପୁତ୍ର ଧନ୍ଧକାରୀ, ଧନ୍ଧକାରୀ ଯୋଗୁଁ ସେ କେତେ କଷ୍ଟ ପାଇଲେ, ବୈରାଗ୍ୟ ଆସିଲା, କେତେ କଷ୍ଟ ପାଇଲେ, କିନ୍ତୁ ବୈରାଗ୍ୟ ଆସିଲା। କେତେବେଳେ ଆସିଲା?
ଯେତେବେଳେ ସେ ସାଧୁ ଶୁଣନ୍ତି ନାଇଁ ଗୋକର୍ଣ୍ଣ କଥା ଯେତେବେଳେ ଶୁଣିଲେ ଗୋକର୍ଣ୍ଣ ବୁଝେଇଲେ ବୈରାଗ୍ୟ ରାଗ ରସିକ ଭବ ଭକ୍ତି ନିଷ୍ଠ ହେ ବିକାଶୀ ବୈରାଗ୍ୟ ରାଗ ରସିକ ହୁଅ ଭବ ଭକ୍ତି ନିଷ୍ଠ ହୁଅ ପତ୍ର ପାଇଁ ଚିନ୍ତା କରନି କେତେ ସୁନ୍ଦର ସେ ବୁଝେ ନଚେତ ଆସିବ ନେତି ଭଗବାନ ତ ବୁଝଉଛନ୍ତି ଆଉ ଏଇଟା ମୋ କଥା ନା କଣ ଆତ୍ମ ଜାୟା ସୁତ ଆଗାର ଧନ ସମ୍ପତ୍ତି ଆଗାର ଗୃହ ପଶୁ ପଶୁପକ୍ଷୀ ଦ୍ରବ୍ୟ ବନ୍ଧୁସୁ ବନ୍ଧୁବାନ୍ଧବ ଏଇସବୁ ବସ୍ତୁ ଶୁଣିବା ଆସିଲେ ବୁଝିବା ଶୁଣିବା ଧୀରେ ଧୀରେ ଶୁଣିବା ଶୁଣି ସବୁ ବୁଝିପାରିବେ ଏତେ ମାନେ ଆମ ସ୍ଥିତିଟା କିଭଳି ଆମେ କେଉଁଭଳି ଅବସ୍ଥାରେ ପହଞ୍ଚୁ ଏ ଆସକ୍ତି ଯୋଗୁଁ କେମିତି କଷ୍ଟ ପାଉଛୁ ଭଗବାନ ବୁଝଉଛନ୍ତି ଭଗବାନ କାହିଁକି ବୁଝୁଛନ୍ତି ମା ପଚାରିଲେ ବା ଜୀବନ କେମିତି ବୈରାଗ୍ୟ ଆସିବ କୁହ କାରଣ ବୈରାଗ୍ୟ ହେଉଛି ମହାସୁଖ ବୈରାଗ୍ୟର ପ୍ରକୃତ ସୁଖ ଅଛି ପ୍ରକୃତ ଆତ୍ମସନ୍ତୋଷ ଅଛି ବୈରାଗ୍ୟରେ ଆସକ୍ତିରେ ନାହିଁ ଅନାସକ୍ତ ଭାବରେ ହିଁ ସନ୍ତୋଷ ହୋଇଛି ଆସକ୍ତି ଯେଉଁ ବସ୍ତୁରେ ଯେତିକି ଆସକ୍ତି ସେତିକି ଦୁଃଖ ପାଇବେ ଭଗବାନ କହିଛନ୍ତି ତେଣୁ ଶାସ୍ତ୍ର ବସ୍ତୁରେ ବ୍ୟକ୍ତି ଦୁଃଖ ପାଏ କଷ୍ଟ ପାଏ କିନ୍ତୁ ସେ ଭୁଲିଯାଏ ଜାଣିପାରେନି ଦେଖନ୍ତୁ ଓଡ଼ିଆ ଭାଷାରେ କଣ ଲେଖା ହେଇଛି ଏହାର ଅନୁବାଦରେ ଓଡ଼ିଆ ଭାଷାରେ ଯାହା ଲେଖା ହେଇଛି ଶୁଣିଲା ପରେ ପୁରା ମାନେ ବୁଝିପାରିବେ କେତେ ସ୍ପଷ୍ଟ ଲେଖା ହେଇଛି ଦେହ କଳତ୍ର ସୁତ ଧର ପଶୁ ଇତ୍ୟାଦି ବନ୍ଧୁ ମୋର ଦେଖନ୍ତୁ ସାତ ଜିନିଷ ଲେଖା ଓଡ଼ିଆ ଭାଷା ଲୋକ ପଢୁଛନ୍ତି କିନ୍ତୁ ବୁଝିପାରିବେ ପଢି ଗୋଟେ ଅଧ୍ୟାୟ ପୁରା ପଢି ପଡେ ଦେହ କଳତ୍ର ସୁତ ହର ପଶୁ ଇତ୍ୟାଦି ବନ୍ଧୁ ମନକୁ ଏଣେ ଦୃଢ କରେ ସୁଖମୟ ଦୁଃଖ ଭରେ ଯେ ଦୁଃଖ ଭିତରେ କିଛି କିଛି ସୁଖ ସଂସାରରେ ସମସ୍ତେ ଦୁଃଖ ପାଉଛନ୍ତି ନା ନାଇଁ ପାଉଛନ୍ତି ସୁଖ ପାଉଛନ୍ତି ନା କିଛି କିଛି ସୁଖ ଅଛି ନା ସଂସାରରେ ସୁଖ ନାହିଁ ନା କିଛି ସୁଖ ନାହିଁ ଅଛି ନା ନାଇଁ ସୁଖ ଅଛି ନା ମନକୁ ଏଣେ ଦୃଢ କରେ ସୁଖମୟ ଦୁଃଖ ଭରେ ଆଉ କଣ ବିଚାର କରେ ମଣେ କୃତାର୍ଥ ହୋଇଲି ଅନେକ ସୁଖ ମୁଁ ପାଇଲି ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ ମୋ ସମକେ ଅଛି ମହତ ମୋ ଭଳି ଭାଗ୍ୟବନ୍ତ କିଏ ମୋ ଭଳି କିଏ ମହାନ ବ୍ୟକ୍ତି ଅଛି ବୁଝିପାରେନି ଦୁଃଖଟା ହଉଛି କଣ ଦୁଃଖ ଦେଖନ୍ତୁ ବୁଝିଗଲେ ତହିଁରେ ଯେତେ ଦୁଃଖ ହୁଏ ନ ବୁଝେ ପଡି ମାୟା ମୋହେ ତହିଁରେ ଯେତେ ଦୁଃଖ ହୁଏ ନ ବୁଝେ ପଡି ମାୟା ମୋହେ ମାୟା ମୋହରେ ପଡି କିଛି ବୁଝିପାରିବେନି ତ ମାୟା କଣ ତାର ସମାଧାନ ଜଣେ ଦୁଃଖୀ ସମାଧାନ ଦୁଃଖିତ ହେଇଯାଇଛି ସମାଧାନ ହିଁ ହଉଛି ଅନାସକ୍ତ ଭାବ ପୋଷଣ କରି ଭକ୍ତି କରିବା ଏଇଟା ହଉଛି ସମାଧାନ ଆଉ କିଛି ନାହିଁ ଯେଉଁ ବସ୍ତୁକୁ ଯେତେ ଚିନ୍ତା କରିବେ ସେତେ କ୍ଲେଶ ସେତେ ଦୁଃଖରେ ଜର୍ଜରିତ କରିବେ ହଁ କି ନାହିଁ ଚିନ୍ତା କରନ୍ତୁ କିନ୍ତୁ ଜୀବ ବୁଝିପାରୁନି ସାତଟା ବସ୍ତୁରୁ ଜୀବ ଦୁଃଖ ପାଏ ପ୍ରତିଦିନ ପ୍ରତ୍ୟେକ ଜୀବ ଜଣେ ବି ଜଣେ ନାହିଁ ସାତଟା ବସ୍ତୁରୁ ପ୍ରତ୍ୟେକ ଜୀବ ମଣିଷ ଅଲଗା ଜୀବ ଦିଅନ୍ତୁ ମଣିଷ ପାଇଁ ଶିକ୍ଷା ସାତଟା ବସ୍ତୁରୁ ମଣିଷ କଷ୍ଟ ପାଏ କିନ୍ତୁ ନ ବୁଝେ ପଡି ମାୟା ହେ ମା ଜୀବର ବୈରାଗ୍ୟ ଆସିବନି ଭଗବାନ ବୁଝଉଛନ୍ତି ଦେଖନ୍ତୁ ଖାଲି ଗୋଟେ ଜିନିଷ ଶୁଣନ୍ତୁ କଥା ଶୁଣନ୍ତି ଭଗବାନଙ୍କୁ ମା କଣ ପଚାରିଛନ୍ତି ଜୀବର ବୈରାଗ୍ୟ କେମିତି ଆସିବ କୁହନ୍ତୁ କିନ୍ତୁ ଭଗବାନ କଣ ବୁଝେଇ ବୁଝେଇ ଯାଉଛନ୍ତି ଦେଖନ୍ତୁ ଜୀବର ବୈରାଗ୍ୟ ଆସିବା ଏତେ ସହଜ ନାହିଁ ଆସିବ ନା ଆସିବ କେମିତି ଆସିବ ସେଟା ଏସବୁ ଶୁଣି 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 ଶେଷର ସମାଧାନଟା କରିବେ କେମିତି ଆସିବ ବୈରାଗ୍ୟ ବୈରାଗ୍ୟ ଆସିବ ଖାଲି ବୁଝେଇ ଦଉଛି ବୈରାଗ୍ୟ ଆସିବ କେବଳ କେତେବେଳେ ଯେତେବେଳେ ସେ ସାଧୁ ସଙ୍ଗ କରିବେ ସାଧୁ ସଙ୍ଗ ଯେତେବେଳେ ସେ ଶୁଣିବ ଜାଣିବ ସେତେବେଳେ ତାର ବୈରାଗ୍ୟ ଆସିବ ବୈରାଗ୍ୟ କେମିତି ଆସିବ ନା ସେ ବୁଝିବ ଜଗତଟା ହଉଛି ଅନିତ୍ୟ ଜଗତଟା ହଉଛି ଅସ୍ଥାୟୀ ମୁଁ ମଧ୍ୟ ହଉଛି ଅସ୍ଥାୟୀ ମୋ ସହିତ ସମସ୍ତ ବସ୍ତୁ ହଉଛି ଅସ୍ଥାୟୀ এটা সে বুঝিব যেতবে সাধু সঙ্গ করে সে বুঝিব নচেত বুঝিପାରିବ নচেত ସେ ଆସକ୍ତି ରହିଥିବ ଦୁଃଖ ପାଉଥିବ ତେବେ ଆସନ୍ତାକାଲି ଆମେ ସେ ବିଷୟ ଶ୍ରବଣ କରିବା ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ସମସ୍ତ ପ୍ରଶାସନ କରିଯିବେ ଦେବୀନାଥ ନାମ ସଂକୀର୍ତ୍ତନ କରି କଥା ବିଶ୍ୱାସ